जाओ 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 गला 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 गुरु ब्रह्मा गुरु विष्णु गुरुदेव महेश्वर गुरु साक्षात परम ब्रह्म तस्मै श्री गुरवे नमः गणे नारायणे रुद्रादिके भास्करे तथागत नामे नामं कर्तव्यं पंचदेव नमस्ते संतागत पूजकस्थानं पूजनागं श्रेष्ठं विश्वधर्मगं सदर्शनगवर्ण स्वागं लक्ष्मीकान्तं कमलनयनं जगद्विधानं गम्यं विष्णुं भवभयहरं सर्वभूतैकनाथं सर्वोत्तमं गजेन्द्रवदनकलम्बोदरं सुन्दरं प्रत्यक्षमदगन्धर्वमधुव्याधुरं मनस्तरं संतागत विदरितादिरुद्रं सुन्दरे सभाकरं वन्दे ओडिशार परंपरा है ओडिसी चंपू बस बस चंपू पदी बोलिबा स चंपू हौ कवि सूर्य बलदेव रथंग श्रम की आज जाए हेला सब फल हे श्याम से खंड चूला तुम्हें
শ্রীখণ্ড চূল শ্রীখণ্ড চূল চমকি আজ যায় হেলা ফল হে শ্যাম শ্রীখণ্ড চূল শ্যাম শ্রীখণ্ড চূল তপথ চিতত পহটি ততে কথা ଅଛି ସତ ପାହାଟି ଛାତେ শ্রীবালু কেশন রূপ রচিলে গীতে শ্যাম শ্রীখণ্ড চূল শ্যাম শ্রীখণ্ড চূল আজ যায় হেলা ফল হে শ্যাম শ্রীখণ্ড চূল শ্যাম শ্রীখণ্ড চূল চমকি আজ যায় হেলা ফল হে শ্যাম শ্রীখণ্ড চূল শ্যাম শ্রীখণ্ড চূল শ্যাম খণ্ড চূলা ঝঙ্করে তো সদা বাস মা বাহিনী সার কণ্ঠে নিবাসায় মা বাক্য দেবী ସାର୍ କହିଲେ ବାକ୍ୟ ଦେବୀ ଦମ୍ବ ସ୍ତୁତେ ବାକ୍ୟ ଦେବୀ ନମସ୍ତୁତେ ନମସୂତ୍ରେ ଏ ବାକ୍ୟ ଦେବୀ ନମ মাধব ব্রজ বান্ধব হে হে লবে দয়া নাহি কি নীল মাধব ব্রজ বান্ধব হে লবে দয়া নাহি কি প্রভু লবে দয়া নাহি কি নীল মাধব ব্রজ বান্ধব হে লবে দয়া নাহি কি প্রভু লবে দয়া নাহি কি খণ্ড শ্রীখণ্ড মণ্ডন বৃজিলা দণ্ড ধর দণ্ড খণ্ডন মণ্ডন খণ্ড শ্রীখণ্ড মণ্ডন বৃজিলা দণ্ড ধর দণ্ড খণ্ডন মণ্ডন
प्रभु लभे दया नाही की निय माधव ब्रज बांधव हे लभे दया नाही की प्रभु लभे दया नाही की माधव ब्रज बांधव हे মাধব ব্রত বান্ধব হে লবে দয়া নাহি প্রভু লবে দয়া নাহি চুপ চুপ হে হে ସାର୍ ଆଇଲେଣି ସାର୍ ଆଇଲେଣି पार्टी करना ଲେଖିଲେ हाँ हाँ ପ୍ରଖର ଖର ପ୍ରଶ୍ୱାସମ୍ ପିତ୍ୱା ବିଷ୍ଣୁ ଫଣୀନ୍ଦ୍ର ସତି କମଳ ନେତ୍ରମ୍ ଗାଢ଼ ନିସ୍ତନ୍ଦ୍ରା ନିଦ୍ରା ଯଦ୍ୟପି ଶ୍ୱାସଂ ନିର୍ଗତାଶ୍ଚ ହରେର୍ ତଦପି ସର୍ପ ସାଙ୍ଗ ବୃଦ୍ଧି ପ୍ରୟାତି बुद्धि प्रयाति ପ୍ରୟାତି ବୁଦ୍ଧି ବୁଦ୍ଧି ମମାରାଧ୍ୟ ଚିର ସମାନାସ୍ପଦ ସାହିତ୍ୟାନୁରାଗୀ ସୁଧୀ ଦର୍ଶକ ସମାଜ आज्ञा ପୁରାଣ ତ ଶୁଣି ମା ମାଉସୀ କୁନା କୁନି ଭାଇ ଭଉଣୀ ଯେତେ अनेक अपेक्षा करिसेंती ତଥା ଏ ଶିଶିର ସିକ୍ତ ଶୁଭରାତ୍ରିରେ ରୁଣ୍ଡୀଭୂତ ହୋଇଥିବା आज्ञा आज्ञा ଏ ସ୍ୱାଧୀନ ଭାରତର ଅପରିପକ୍ୱ କୋମଳମତି ସମଧର୍ମୀ ସମମର୍ମୀ ବରେଣ୍ୟ ଯୁବବନ୍ଧୁଗଣ बंधुगण ହେ ଆତ୍ମିକ ମହୋଦୟ महोदय ସାଂସ୍କୃତିକ ଅନୁଷ୍ଠାନରେ ଛୋଟ ହେଉ ବଡ଼ ହେଉ ଜଣେ ଜଣେ କଳାକାର ହିସାବରେ ଆମେମାନେ ଯେତେବେଳେ ମଞ୍ଚାସୀନ पंचासीन ପ୍ରଭୁର କଲ୍ୟାଣରୁ ଆମ ଛୋଟିଆ ଜୀବନରେ ଆମେ ଯେତେ କିଟି ସଂକଳନ କରିଛୁ आज्ञा आज्ञा ତା ସୀମା ସରହଦ ଭିତରେ ଦ୍ୱିପଦ ପ୍ରଭୁ କଥା प्रभु कथा ସର୍ବୋପରି ଆପଣମାନଙ୍କ ନିକଟରେ ଗୋଟେ ଶ୍ଲୋକ ଆବୃତ୍ତି କରିଛି हाँ हाँ ଏ ଶ୍ଲୋକର କର୍ତ୍ତା ଯିଏ ଆସିବେ आज्ञा ଆପଣମାନଙ୍କର ମଙ୍ଗଳ ବିଧାନ କରିବେ बेश ଏ ତ ସର୍ବୋପରି କବି କହିଲେ ଦିନକର ଘଟଣା कौन आज्ञा ବିଶ୍ୱପତି ନାରାୟଣ ଅନ୍ତର୍ଯାମୀ ଅନନ୍ତ ଶଯ୍ୟା କରିଛନ୍ତି सज्जा करिसेंती प्रभु ଜଗତର ପଡ଼ିଦାତ୍ରୀ ମା ଲକ୍ଷ୍ମୀ ଠାକୁରାଣୀ ସଚରାଚର ଜୀବଜଗତକୁ ପଡ଼ିବାଣ୍ଟି ସାରି आज्ञा आज्ञା ଯେତେବେଳେ ଆସିଲେ ପ୍ରଭୁଙ୍କୁ ଉଠେଇବା କାହିଁ କହିଲେ ପ୍ରଭୁ ଆପଣ ଏମିତି ଶୋଇଥିବେ ନା ଆଉ ଜଗତରେ କିଛି ଅଛି संसार कथा बुझे ना सोईथि 56 କୋଟି ଜୀବଜଗତକୁ ମୁଁ ପଡ଼ିବାଣ୍ଟି ସାରି ଆସିଲିଣି हाँ ସବୁ ନିତ୍ୟକର୍ମ ସରିବା ପରେ ମଧ୍ୟ ତମର ଏ ପର୍ଯ୍ୟନ୍ତ ନିଦ ଭାଗିନି ଆପଣ ଏ ଯାଏଁ ଶୋଇଛନ୍ତି सोईछंती एक बटी आउ ସୃଷ୍ଟି ଚଳିବ ତ हाँ ପ୍ରଭୁ ସେଇଠି ଟିକେ ହସିଲେ କହିଲେ ଲକ୍ଷ୍ମୀ आज्ञा ତମେ ଯୋଉ ଭାବୁଛ ଜଗତକୁ ପଡ଼ିବାଣ୍ଟି ସାରି ଆସିଲଣି हाँ ଆଚ୍ଛା ସେ ପଡ଼ି ଆଣିଲ କୋଉଠୁ ए घरे खेला आनिले କହିଲେ ଭଣ୍ଡାରରୁ ନେଲି हाँ हाँ କହିଲେ ଭଣ୍ଡାରକୁ ଆସିଲା କେମିତି ଜାଣିଛ ନା ନା ନାଇଁ ନାଇଁ କହିଲେ ଥିଲେ ତ ଯିଏ ହେଲେ ଦେଇଦବ ନୁହଁ କ'ଣ ସେଥିରେ ଲାଭ କ'ଣ ଅଛି କିଛି ନାହିଁ ସେଦିନ ପ୍ରଭୁ କହିଲେ ଆମେ 6 ଜଣ ମିଶି ଆଜ୍ଞା। ଏ ପୃଥିବୀ କି ପାଳନ କରୁଥିବା ଯୋଗୁଁ ବେଶ। ଯାହା ଶସ୍ୟ ଉତ୍ପାଦନ ହେଉଛି ତମେ ନେଇ ତା ଘରେ ଦେଇ ଆସୁଛ ଚରିତ୍ର ଯଦି ସୃଷ୍ଟି ପାଳନ କରିବାକୁ କିଏ ସେ ଥାନ୍ତି ତାହେଲେ 5 ଜଣ ଚାକିରିଆ ମୁଁ ଜଣେ 6 ଜଣ ମିଶି ସଂସାରକୁ ପାଳନ କରୁଛୁ ଆଜ୍ଞା ଲକ୍ଷ୍ମୀ ଅବାକ ହେଇ ଚାହିଁଲେ କହିଲେ 6 ଜଣ 5 ଜଣ ଚାକିରିଆ ତମେ ଜଣେ ହଁ। ଚାକିରିଆ କିଏ ସେ ତ କାହିଁ ମୁଁ ଜାଣିନି ଜାଣିନ କହିଲେ ରୋଗୀ ମୂର୍ଖ ଦରିଦ୍ରସ୍ୟ ପ୍ରବାସୀ ପରପାଳକା ପରଦାର ପହାରିଚ ସରେଇତେ ପୃଥିପାଳ
ଦରିଦ୍ର ଆଜ୍ଞା। ପ୍ରବାସୀ Yes। ପରପାଳକା ହଁ। ପରଦାର ଅପହାରିଛ ଆଜ୍ଞା। 6 ଜଣ 6 ଜଣ ଆମେ ଇଏ ଯୋଉ 6 ଜଣ ମିଶି ଆମେ ପୃଥିବୀ କି ପାଳନ କରୁଛୁ ଆଜ୍ଞା। ଯାହା ଶସ୍ୟ ଉତ୍ପାଦନ ହଉଛି ତମେ ନେଇ ଦେଇ ଆସୁଛ ଦେଇଛ। କହିଲେ ପ୍ରଭୁ ଯାହା ହଉ ଭଲ ଚାକିରିଆ ଗଣ୍ଡିଏ ରଖିଛନ୍ତି ପ୍ରଥମ ଚାକିରିଆ ରୋଗୀ 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 କିଏ ସେ କିଏ ସେ? କହିଲେ ରୋଗୀ ହେଲେ ଚନ୍ଦ୍ର ଚନ୍ଦ୍ର। ସେ ଗୋଟିଏ ପକ୍ଷ ବଢିବେ ଆଜ୍ଞା। ଗୋଟିଏ ପକ୍ଷ ଛିଡ଼ିବେ ଛିଡ଼ିବେ। ଗୁରୁ ପତ୍ନୀକି ଅପହରଣ କରିଥିବା ଯୋଗୁଁ ଆଜ୍ଞା। ଗୁରୁଙ୍କ ଅଭିଶାପରୁ ହଁ। ପକ୍ଷଟିଏ ବଢନ୍ତି ପକ୍ଷଟିଏ ଛିଡ଼ନ୍ତି। ଛିଡ଼ନ୍ତି ତେଣୁ ସିଏ ହଉଛନ୍ତି ସଂସାର ଜଣେ ରୋଗୀ ଆଜ୍ଞା। ଯଦି ଚନ୍ଦ୍ର କିରଣ ଇଏ ଭୂପୃଷ୍ଠରେ ନ ପଡିବ ହଁ। ତାହେଲେ ଶସ୍ୟ ଉତ୍ପାଦନ ହେଇପାରିବନି ହେଇପାରିବନି। କୁମାର ପୂର୍ଣ୍ଣିମା ଦିନ ଚଷାଗ୍ରର ପୁଅ ଆଜ୍ଞା। ଆକାଶକୁ ଚାହିଁଥବ ହଁ। ଯଦି ନିର୍ମଳ ଚନ୍ଦ୍ର ଅଛି ହଁ। ତାହେଲେ ତା ମନରେ ଖୁସି ଅଛି ଏ ବର୍ଷ ରବି ଶସ୍ୟ ଭଲ ହବ ଭଲ ହବ। ତାହେଲେ ଚନ୍ଦ୍ର କିରଣ ଚାଷୀ କୂଳ ପାଇଁ ଏକାନ୍ତ ଆବଶ୍ୟକ ଆଜ୍ଞା, ଆଜ୍ଞା। ଆଉ ଚନ୍ଦ୍ର କିରଣ ନ ପଡ଼ିଲେ ଶସ୍ୟ ଉତ୍ପାଦନ ହବନି ହବନି। ଇଏ ସିନା ହେଲେ ପ୍ରଥମ ଚାକିରିଆ ଆଜ୍ଞା। ଦ୍ୱିତୀୟରେ ଇଏ? କହିଲେ ମୂର୍ଖ ମୂର୍ଖ। ମୂର୍ଖ ହଉଛି ପବନ ପବନ କାହିଁ ନା 50ଟା ଅନାବନା ଜାଗାରେ ବୁଲୁଥବ ଆଜ୍ଞା। ହଠାତ୍ ମନ୍ଦିର ଭିତରକୁ ଯିବ ପଶିଯିବ। ପବନ କଣ ଚିନ୍ତା କରିବ ମୁଁ ଅପବିତ୍ର ଜାଗାରେ ବୁଲୁଥିବି ଏ ମନ୍ଦିର ଭିତରକୁ କାହିଁ ଯିବି ଯିବିନି ବୋଲି। ସିଏ ହଉଛି ସଂସାରେ ମୂର୍ଖ ଆଜ୍ଞା। ପବନକୁ ଯଦି ଆପଣ ଦେଖିବେ ଆଜ୍ଞା। ପବନ ଯଦି ସଂସାର ନାହିଁ ଏ ଜୀବସତ୍ତା ବଞ୍ଚି ପାରିବ ନାହିଁ ନାଇଁ, ନାଇଁ। ଆପଣ ଯଦି ପଡ଼ିଶା ଘର ଲୋକ ସାଙ୍ଗରେ କି ଭାଇ ସାଙ୍ଗରେ ବନ୍ଧୁ ସାଙ୍ଗରେ ଝଗଡ଼ା କରିବେ ହଁ। କହିବେ ତୁ ଆମ ଘରକୁ ଆସେ ନା ଆଜ୍ଞା। ଯଦି ପବନ ସାଙ୍ଗରେ କଳି କରିବେ କହିବେ ଆମ ଘର ଆଡେ ତୁ ଆସେ ନା ହଁ। ଜୀବନ ରହିବ ରହିବନି। କହିଲେ ଜୀବସତ୍ତା ଯଦି କାହାକୁ ସଂସାରେ ବୁଝାଯାଏ ଆଜ୍ଞା। ତାହେଲେ ସେ ହଉଛି ପବନ ପବନ। ସଂସାର ଭିତରେ ତା ଭଳି କେହି ନାହିଁ ନାହିଁ। କହିଲେ ଯିଏ ତାକୁ ଚିହ୍ନିଛି ଆଜ୍ଞା। ସଂସାରରେ ସିଏ ପାଇଛି ଆଉ ତାକୁ ଯିଏ ଚିହ୍ନି ନ ପାରିଛି ହଁ। ତାର ସବୁ ସର୍ବସ୍ୱ ନଷ୍ଟ ହେଇଯିବ ନଷ୍ଟ ହବ। କହିଲେ ଯାଉଛି ବାର ଆସୁଛି ବାର ଯାଉଛି ବାର ଆସୁଛି ବାର ଯାଉଛି ବାର ଆସୁଛି ବାର ଯାଉଛି ବାର ଆସୁଛି ବାର ବାର ଭିତରେ ବ୍ରହ୍ମ ଏକାକ୍ଷର ବାର ଭିତରେ ବାରାଙ୍ଗୁଳ ଭିତରେ ଜୀବସତ୍ତା ଖେଳୁଛି ଆଜ୍ଞା। କହିଲେ ବାର ବାହାରେ ଆଉ କିଛି ନାହିଁ ନାହିଁ। ଜୀବନ ଦର୍ଶନ ଆମେ ଯଦି ଦେଖିବା ଆଜ୍ଞା। ଆମ ତିଆରିଟା ହଉଛି ବାର ବାର। ମଣିଷ ଜନ୍ମ ହେଲା ହଁ। 12 ଦିନ ପାଳନ ହବ ହଁ। ମଣିଷ ମରିବ ଆଜ୍ଞା। 12 ଦିନ ପାଳନ ହବ ଆଜ୍ଞା। ବୃନ୍ଦାବନ ହଉଛି 12 ହଁ। ମଣିଷର ପବନ ବହିବ 12 ବାର। ଘଣ୍ଟାରେ କଣ୍ଟା ହଉଛି 12 ହଁ। ଦିନ ହଉଛି 12 ଘଣ୍ଟା ଆଜ୍ଞା। ରାତି ହଉଛି 12 ଘଣ୍ଟା ହଁ। ମାସ ହେଲା 12 ଏ। ରାଶି ହେଲା 12 ହଁ। ଦ୍ୱାଦଶ ସୂର୍ଯ୍ୟ ହଁ। କହିଲେ ସବୁ 12 ସବୁ ତ ବାର। ମଣିଷର ଚାଖଣ୍ଡକ ଲମ୍ବା 12 ଆଙ୍ଗୁଳି ଆଜ୍ଞା। ମଣିଷର ପାଦର ଲମ୍ବା 12 ବାର ଆଙ୍ଗୁଳି। ଆଙ୍ଗୁଳି ବାହାରେ ଆପଣ ଯେତେ କଥା କରନ୍ତୁ ନା କାହିଁକି ତା ବାହାରେ ଆଉ କିଛି ନାହିଁ ନାଇଁ, ନାଇଁ। ଯଦି ଆମକୁ କିଏ ପଚାରିବ ଆଜ୍ଞା। ଯେ ଭାଇ ପାଲା ଦେଖି ଆସିଲ ହଁ। କେତେଟା ପାଦରେ ଚାଲି ଆସିଲ ଆପଣ ହଠାତ୍ କହିଦେବେ ମୁଁ 2ଟା ପାଦରେ ଚାଲୁଛି ଦିପାଦରେ। ଆପଣ କଣ 2ଟା ପାଦରେ ଚାଲନ୍ତି ଆଉ? ଜମା ନୁହଁ କଣ ଦି ପାଦରେ? ଗତାନି ଗତ ପାଦାନି ଆଗତ ପାଦ ନ ଦୃଶ୍ୟତେ ଆଜ୍ଞା। ପାଦଟି ପଡ଼ିଛି ହଁ। ଏ ପାଦ ଉଠି ହଁ। ପାଦ ପଡ଼ିଲେ ଜାଣିବା ଆପଣ ମୁଁ ବଞ୍ଚିଲି ଏ ପାଦ ଉଠି ଆର ପାଦ ପଡ଼ିବ ବୋଲି ମାନେ କିଛି ଅଛି ନାଇଁ, ନାଇଁ। ତାହେଲେ ଆପଣ ଚାଲିଲେ କେତେଟା ପାଦରେ ଗୋଟାଏ ପାଦରେ ଚାଲନ୍ତି ଆଜ୍ଞା। 2ଟା ପାଦ ନୁହଁ ଗୋଟିଏ ପଡ଼ିଲେ ଗୋଟିଏ ଉଠିବ ଉଠିବ। ଯଦି 2ଟା ପାଦରେ ଚାଲିବେ ତାହେଲେ ଡେଇଁ ଡେଇଁ ଚାଲିବେ ବେଙ୍ଗ ଭଳିଆ ଆଜ୍ଞା। ଆପଣ କଣ ଡିଅନ୍ତି ନାଇଁ। ଆମେ ମାଣବସା ଗୁରୁବାରେ ଝୋଟି ପକାନ୍ତୁ ଆଜ୍ଞା। ମା ମାନେ ଯେତେବେଳେ ଦୁଆରେ ଝୋଟି ପକାନ୍ତି ହଁ। ଆପଣ ଦେଖିବେ ଯୋଡ଼ିଏ ଯୋଡ଼ିଏ ପାଦ ପକାନ୍ତି ପକଉଛନ୍ତି। ଯୋଡ଼ିଏ ପାଦ କାହିଁକି ପକାନ୍ତି ଲକ୍ଷ୍ମୀ କଣ ଆମ ଘରକୁ ଡେଇଁ ଡେଇଁ ପଶନ୍ତି ତାହେଲେ 2ଟା ପାଦ ପକେଇବାର କାରଣ କଣ ଆଜ୍ଞା? ସେ ତ ଗୋଟାଏ ପାଦ ପକେଇ ଯିବା କଥା ହଁ। ଏ 2ଟା ପାଦ ପଡୁଛି କାହିଁକି ଭୁଲ ହେଇଗଲା ଗୋଟେ ଗୋଟେ ପାଦ ପଡିବା କଥା ଆଜ୍ଞା। ନାଇଁ ଆଜ୍ଞା ଆଉ? ଲକ୍ଷ୍ମୀ ଯେତେବେଳେ ଘରକୁ ଆସନ୍ତି ହଁ। ବାଁ ପାଦ ପକେଇ ଆସନ୍ତି ଆଜ୍ଞା। ଆଉ ଲକ୍ଷ୍ମୀ ଯେତେବେଳେ ଘରୁ ଯିବେ ହଁ। ଡାହାଣ ପାଦ ପକେଇ ଯିବେ ଆଜ୍ଞା। ପୁଅ ବାହା ହେଲା ହଁ। ଦୁଆର ମୁହଁରେ ଆସି ବରକନ୍ୟା ପହଞ୍ଚିଲେ ଆଜ୍ଞା। ଆମ ପୁଅ ହଁ। ଆମ ଘରକୁ ଆଗେ ଯାଇପାରିବନି ଯଦି ବା ଯିବ ହଁ। ତା ମା ଠେଲି ଦେଇ ପଛକୁ ଫେଲିଦବ ହଁ। ବାଳୁଙ୍ଗା ଛୁଆ ରହ ମୂର୍ଖ ପିଲା ଏଇ। ତୁ କଣ ଆଗକୁ ଆସୁଛୁ ହଁ। ମୋ ମା ଲକ୍ଷ୍ମୀ ସାନ୍ତାଣୀ ଆଗେ ଘରକୁ ଆସିବ ଲକ୍ଷ୍ମୀ ଆସିବେ। ବୋହୁ ପାଖରେ ଛିଡା ହେଇ ଆଜ୍ଞା। ମା ହଁ। ଏ ଘରର ଇଜ୍ଜତ ତୁ ତୁ। କୁଳବଧୁ Yes. ଆର୍ଯ୍ୟାବର୍ତ୍ତର ସଂସ୍କୃତି ପରମ୍ପରା ତୁ ହଁ। ଆଗେ ଟିକେ ବାଁ ପାଦ ପକେଇ ଘରକୁ ପଶିଲୁ ପଶେ। ମା ଲକ୍ଷ୍ମୀ ଠାକୁରାଣୀ ବାଁ ପାଦ ପକେଇ ଆଜ୍ଞା। ଘର ଭିତରକୁ ଯିବେ ଯିବେ। ସେଇଥିପାଇଁ ଆପଣ ଲକ୍ଷ୍ମୀ ପାଦ କାହିଁକି 2ଟା ପକାନ୍ତି ନା ଆମ ଘରକୁ ଲକ୍ଷ୍ମୀ ଗଲା ବେଳେ ଆଜ୍ଞା। ବାଁ ପାଦ ପକେଇ ଯିବେ ହଁ। ଏଇଠି ବିଶ୍ରାମ ନେବେ ଠିକ୍। ବାଁ ପାଦ ପକେଇବେ ହଁ। ଡାହାଣ ପାଦ ବିଶ୍ରାମ ନେବେ ଆଜ୍ଞା। ଜମା ଡାହାଣ ପାଦ ଆଗକୁ ଯିବ ନାହିଁ। ଆମେ ଲକ୍ଷ୍ମୀ ପାଦ ଯୋଡେ ଯୋଡେ ପକଉ ଆଜ୍ଞା। ଡାହାଣ ପାଦ ଯଦି ବାହାରିଲା ତାହେଲେ ଭୁଲ ହବ ଆଜ୍ଞା। କାହିଁକି ଏ କଥା କହୁଛି କାହିଁକି? ନା ଆପଣ ଚାଲିଲା ବେଳେ ଯଦି କହିବେ ଯେ ଏ ସୃଷ୍ଟିରେ 2ଟା ପାଦ ନୁହଁ ଗୋଟେ ପାଦରେ ଚାଲନ୍ତି ଆଜ୍ଞା। ସେତିକି ନୁହଁ ବୁଢା ମଉସା ଜଣେ ତାଙ୍କୁ ଯଦି ଆମେ ପଚାରିବେ ହଁ। ଆଜ୍ଞା ଆଉ ଆପଣଙ୍କର ଏ ଗାଁରେ ଜମି କେତେ ନା ବାପା 10 ଏକର ହବ 10 ଏକର। ଯଦି ତାକୁ ଚାହିଁବେ ହଁ। ସେ ଲୋକଟା ସେତେ ଆଡା ଚଉଡା ଲୋକ ନୁହଁ ନାଇଁ। ହଠାତ୍ ଆପଣ ସେଇଠି ପାଖରେ ଆଉ ଜଣେ ବୁଢା ବସିଥିବେ ହଁ, ହଁ। ସେ କହିଥିବେ ବାପା ତାକୁ କଣ ଚାହୁଁଛ ସେ ବୁଢାକୁ ସିନା ଦେଖୁଛ ଏମିତି ହଁ। ତାର ଉଭା କେତେ ପୋତା କେତେ ସଂସାର ଆଜ୍ଞା ମଣିଷର ଉଭା କେତେ ପୋତା କେତେ ଏଇଟା ପ୍ରଶ୍ନବାଚକ ଚିହ୍ନ ଆଜ୍ଞା। ଯଦି ୟାକୁ ଉତ୍ତର ଖୋଜିବା ଆମେ ବେଶ। ଉଭା କେତେ ପୋତା କେତେ ତା
ତା ଉତ୍ତର ହଉଛି ଉଭା ଯେତେ ହଁ। ପୋତା ସେତେ। ହଁ। ତାହେଲେ ଉତ୍ତର ସେତେ ବୋଲି ସଂଖ୍ୟା ସଂସାରେ କିଛି ନାହିଁ। ନାହିଁ। କାହିଁକି ଏ କଥା କହୁଛି? ଏକଠୁ ଆପଣ 100 ଯାଏଁ ଗଣନ୍ତୁ, ଆଜ୍ଞା। ସେତେ ସଂଖ୍ୟା କିଛି ଅଛି? କାହିଁ ମୁଁ ଅଛି। ସେତେଟି କେତେ? କେତେ? ସେତେଟି ହଉଛି 12। କାହିଁକି 12? ମଣିଷ ହଁ। ତୁ ପୋତା ହେଇଛୁ କେତେ? ନା 12 ଆଙ୍ଗୁଳିରେ। ଆଜ୍ଞା। ଯୋଉ ପାଦରେ ଚାଲୁଛୁ ହଁ। ଏ 12 ଆଙ୍ଗୁଳଟି ତୋର, ତୋର। ଆର 12 ଆଙ୍ଗୁଳ ତୋର ନୁହଁ। ଆସିବ ବୋଲି ମାନେ ଅଛି? ନାହିଁ, ନାହିଁ। ପଢିଲା ବେଳକୁ ଜୀବନ ପଳେଇଥିବ। କିଏ କହିବ କି ତେଣୁ ନା? ମଣିଷର ଜମି ସଂଖ୍ୟା ହଉଛି 12 ଆଙ୍ଗୁଳ। 12 ଆଙ୍ଗୁଳ। ଉଭା କେତେ? କେତେ? ଉପରେ କେତେ? ନା 5000 ସ୍କୋୟାର ଫୁଟ ଛାତ। ଆଜ୍ଞା। ଜମା ନୁହଁ ଆଜ୍ଞା। ଆଉ? ସୁଭାଷ ଦାସ ଗୋଟା ଭଜନ ଗାଇଥିଲେ, ହଁ। ବଖରେ ଘରକୁ ଆୟୁଷ ନିଅଣ୍ଟ ଉଆସ କାହିଁକି କାହିଁକି ତୋଳିବି? ତୋଳିବି? ବଖରେ ଘରକୁ ତ ଜୀବନ ନାହିଁ, ଉଆସ କଣ ହବ? କଣ ଦରକାର? ତାହେଲେ କେତେ ହଜାର ସ୍କୋୟାର ଫୁଟ ଛାତ ତୋର? 5000 ସ୍କୋୟାର ଫୁଟ ନୁହଁ, ଆଉ? ମାତ୍ର 12। 12। ଯୋଉ 12 ଆଙ୍ଗୁଳ ପବନ ଆସୁଛି ହଁ। ସେଇ ତକ ତୋର। ତୋର। ଯିଏ ଯାଇଛି ସିଏ ତୋର ନୁହେଁ। ଅଟୋ ପଛପଟେ ଆପଣ ଦେଖିବେ ଲେଖା ହେଇଥିବ, ଫେରିଲେ ମୁଁ ଆପଣଙ୍କର। ଲେଖାଇଛି। ନ ଫେରିବା ଯାଏ ଗ୍ୟାରେଣ୍ଟି କିଛି ନାହିଁ। ନାହିଁ, ନାହିଁ। ତାହେଲେ ଯୋଉ 12 ଆଙ୍ଗୁଳ ଆସୁଛି ସେଇ ତକ ସିନା ତୋର। ହଁ। ଯିଏ ଯାଇଛି ସେ ଫେରିବ ବୋଲି ମାନେ କିଛି ଅଛି? ମାନେ ନାହିଁ। ତାହେଲେ ତା ପ୍ରତି ଏତେ ଶ୍ରଦ୍ଧା କାହିଁକି? ସିଏ ନୁହଁ। ବାବୁ ପିତ ବାସ ନିଶ୍ୱାସକୁ ନାହିଁ। ଆହା ଦିନ ରାତି ସନ୍ଦ ଖାଲି, ଭିତରେ ଖେଳିବୁ। ବାର ବାର କିଛି ଅଛି? ନାହିଁ। ତାକୁ ବିଶ୍ୱାସ ନାହିଁ ନାହିଁ। ଯେ 12 ଆସିଛି ତୋର, ହଁ। ଯେ ଯାଇଛି ତୋର ନୁହଁ। ନୁହଁ। ତାହେଲେ ସେଇ 12 ଆଙ୍ଗୁଳ ତୋର। ଆଜ୍ଞା। ତାହେଲେ ଉପରେ 12 ହଁ। ତଳେ 12। 12 କୁ ଛାଡ଼ିଲେ ଆଜ୍ଞା। ଆଉ ଜୀବନରେ କିଛି ନାହିଁ, ନାହିଁ। ନାହିଁ। ଯଦି ସେଇ ତକ ଅଛି ହଁ। ତ ଜୀବନରେ ସବୁ ଅଛି। ଅଛି। ତାହେଲେ ଏ 12 କୁ ଯଦି ଆମେ ଖୋଜିବା, ଆଜ୍ଞା। କହିଲେ ଯଦି ପବନ ନାହିଁ ସୃଷ୍ଟି ବଞ୍ଚିନି, ଜୀବସତ୍ତା ବଞ୍ଚିବନି। ନା। ତାହେଲେ ଦ୍ୱିତୀୟ ଚାକିରିଆ ସେ ହଉଛି ପବନ। ପବନ। ଯଦି ପବନ ନାହିଁ ହଁ। ତାହେଲେ ଜଗତ ବଞ୍ଚିବନି। ବଞ୍ଚିବନି। ତାହେଲେ ଦେଖନ୍ତୁ, ଆଜ୍ଞା। ରୋଗୀ ସିନା ଗଲେ, ହଁ। ମୂର୍ଖ ଗଲେ, ଆଜ୍ଞା। ଦରିଦ୍ର କିଏ ଆଜ୍ଞା? ଅଗ୍ନି ଯେ ସନେ ସର୍ବ ଖାଇ, ବିଚାରେ ଗୁଣ ଦୋଷ ନାହିଁ। ଓଡ଼ିଆ ଭାଗବତ ଜଗନ୍ନାଥ ଦାସ ଆଜ୍ଞା। ଓଡ଼ିଆ ସଂସ୍କୃତିର ହଁ। ପରମ୍ପରା। ଆଜ୍ଞା। କାହିଁକି ଏ କଥା କହୁଛି? ଆଜି ସଂସ୍କୃତି ଯେତେ ଆଗକୁ ଯାଉ, ଆଜ୍ଞା। ଚନ୍ଦ୍ର ପୃଷ୍ଠରେ ଯାନ ପହଞ୍ଚିଲାଣି, ଆଜ୍ଞା। ଜାଗା କିଣିବା, ହଁ। ଘର କରିବା, ହଁ। ଯାହା କରିବା, କରିବା। ବିଜ୍ଞାନ ଯେତେ ଅଗ୍ରଗତି କରୁ, ଆଜ୍ଞା। ଯଦି ଅତୀତ ନାହିଁ ବର୍ତ୍ତମାନ ଭବିଷ୍ୟତ ପାଇଁ ଆଶା ବାନ୍ଧିବା ମୂର୍ଖାମୀ। ମୂର୍ଖାମୀ। ଆମ ଅତୀତ ହଉଛି ଆମ ପରମ୍ପରା। ଆଜ୍ଞା। କାହିଁକି ଏ କଥା କହୁଛି ନା ଓଡ଼ିଆ ଭାଗବତ ଅତି ବଡ଼ି ଜଗନ୍ନାଥ ଦାସ ଆଜ୍ଞା। କହିଲେ ଭାଗବତ ଘରେ ଯଦି ପଢା ହଉନି ହଁ। ତାହେଲେ ସୃଷ୍ଟିରେ କିଛି ନାହିଁ। ନାହିଁ। 7 ଜଣଙ୍କ ପାଇଁ ଆଜ୍ଞା ଧର୍ମ ବଞ୍ଚେ। 7 ଜଣ? ଯଦି ସେ 7 ଜଣ ନାହାନ୍ତି ଆଜ୍ଞା। ଏ ସଂସାର ରହିବନି। ବୁଝିବା, କିନ୍ତୁ ବୁଝିବା। ଯାହା ପାଇଁ ଧର୍ମ ବଞ୍ଚେ ଆଜ୍ଞା। ସେ 7 ଜଣ ଆଜିକାଲି ଅବହେଳିତ ଅବସ୍ଥାରେ ଅଛନ୍ତି। ଆଜ୍ଞା। ଆପଣ ମାନଙ୍କର କପିଳ ମୀମାଂସା, ବାସ୍। କପିଳ ଋଷି କହିଲେ ଆଜ୍ଞା। ସେ 7 କିଏ ସେ? କିଏ ସେ? ଯାହା ପାଇଁ ଧର୍ମ ବଞ୍ଚୁଛି। କିଏ? କହିଲେ ଗୋଭି ବେदैଶ୍ଚ ବିପ୍ରେଶ୍ଚ ସତୀଭି ସତ୍ୟବାଦୀଭି ଅନୁଦ୍ଧ ଦାନଶୀଳଶ୍ଚ ସପ୍ତ ଧାରୟତେ ମାହି। ଆପଣ ମାନଙ୍କର କପିଳ ଋଷି କହିଲେ ଠିକ ଅଛି ଦିଅ। ଗୋଭି ଗୋଭି। ପ୍ରଥମେ ରଖିଲେ ଗୋରୁକୁ। ଆଜ୍ଞା। ଗାଈ ପାଇଁ ଆଜ୍ଞା ସୃଷ୍ଟିରେ ଧର୍ମ ବଞ୍ଚେ। ଆଜ୍ଞା। ଯଦି ଗୋ ପାଳନ ନାହିଁ ହଁ। ଧର୍ମ ବଞ୍ଚିବନି। ବଞ୍ଚିବନି। କିନ୍ତୁ ଆଜି ସଂସ୍କୃତିରେ ଗାଈ ଗୁହାଳ ଆଉ ନାହିଁ ନାହିଁ। କି ଗାଈ ନାହାନ୍ତି। ନାହିଁ, ନାହିଁ। ଗାଈ ବିକା ହେଲେ କୁକୁର ପଛେ ପୋଷା ହେବେ, ଆଜ୍ଞା। କିନ୍ତୁ ଗାଈ ରହିବେନି। ରହିବେନି କିନ୍ତୁ ତ। ଗୋ ଶାସ୍ତ୍ର କହନ୍ତି ଆଜ୍ଞା। ଗାଈ ପିଠିକି ଆପଣ ଯଦି ସକାଳୁ ଉଠି 10 ଥର ସାଉଁଳି ଦେବେ ହଁ। ହାଇ ବ୍ଲଡ ପ୍ରେସର ଥିଲେ କମିଯିବ। କିନ୍ତୁ ଆମେ ଗାଈ ପିଠି ସାଉଁଳୁନୁ, କୁକୁର ପିଠି ସକାଳୁ ସାଉଁଳୁଛୁ। ଆଜ୍ଞା, ଆଜ୍ଞା। ଆଚ୍ଛା ଗାଈ ପିଠି ସାଉଁଳିଲେ ସିନା ବ୍ଲଡ ପ୍ରେସର କମିବ, ଆଜ୍ଞା, ଆଜ୍ଞା। କୁକୁର ପିଠିଟି ସାଉଁଳିଲେ ହଁ। ଆମର କୋଉ ପ୍ରେସର କମିବ? ମାନେ? ହାଇ ବ୍ଲଡ ପ୍ରେସର କମିବ ନା ଲୋ ବ୍ଲଡ ପ୍ରେସର କମିବ? କୋଉଟାକିରେ କମିବନି କିଛି। କାହିଁକି ଏ କଥା କହୁଛି? ହଁ। ବରଂ ସୃଷ୍ଟିରେ ଗୋଟିଏ ଚଣ୍ଡାଳ, ପଶୁ ଚଣ୍ଡାଳ କୁକୁର, ହଁ। ପକ୍ଷୀ ଚଣ୍ଡାଳ କାଉ, ଆଜ୍ଞା। ମଣିଷ ଚଣ୍ଡାଳ ଦେଲା ପରେ ଯିଏ କହେ ହଁ। ବାବାଜୀ ଚଣ୍ଡାଳ ଯିଏ ରାଗିଲା। ରାଗିଲା ଆଉ। ସକାଳୁ ଯଦି କୁକୁର ମୁହଁ ଚାହିଁବେ ଅଶୁଭ। ଆଜ୍ଞା। ବାପା ପାୱାରଲେସ୍ ରେ ପଡିଛି, ହଁ। ଯଦି କହିବ ପୁଅ ହଁ। ଟିକେ ହାତ ଧରି ଦିଏ ଲାଟ୍ରିନ୍ ଯିବି, ହଁ। ନା ମୋ ଅଫିସ ଟାଇମ ହେଇଯିବ। କିନ୍ତୁ ମର୍ଣ୍ଣିଂ ୱାର୍କ କରିବାକୁ ଷ୍ଟିଲ ଚେନ୍ ଲାଗିଥିବ 4ଟା ରାତିରୁ, ଆଜ୍ଞା। ଇଏ ଯିବ ମର୍ଣ୍ଣିଂ ୱାର୍କ କରି କୁକୁରକୁ ନେଇ। ଆଜ୍ଞା। ବାପା ପାଦ ଛୁଇଁବନି, ହଁ। ବାପା ମୁହଁ ଦେଖିବନି। ଆଜ୍ଞା। କିନ୍ତୁ କୁକୁରକୁ ପାଳନ କରିବା
ଆଜି ଯୁଗର ସଉକି ଆଜ୍ଞା। ଲାଭ କ'ଣ ଅଛି? କିଛି ନାହିଁ। ପକ୍ଷୀ ଚଣ୍ଡାଳ କାଉ ଆଜ୍ଞା। ତାକୁ ଦେଖିଲେ ହଁ। ଅଶୁଭ। ଆଜ୍ଞା। ମଣିଷ ଚଣ୍ଡାଳ ହଁ। ଦେଲା ପରେ ଯିଏ କହେ କହେ। ଗାଁରେ ମନ୍ଦିର ହେଲା, ଆଜ୍ଞା। ଅନୁଷ୍ଠାନ ତିଆରି ସରିଲା, ହଁ। ମନ୍ଦିର ଯୋଉଦିନ ପୂର୍ଣ୍ଣାଙ୍ଗ ହବ, ଆଜ୍ଞା। ଗାଁରେ ଯିଏ ଅଧିକା ଚାନ୍ଦା ଦେଇଥବ ହଁ। ଗୋଟେ ମାର୍ବଲ ପ୍ଲେଟ ଲେଖା ହେଇଥବ, ଆଜ୍ଞା। ମୁଁ ଶ୍ରୀ ଅମକ, ହଁ। ସ୍ତ୍ରୀ ଅମକ, ହଁ। ପୁତ୍ର ଅମକ, ହଁ। ପୁତ୍ରବଧୂ ଅମକ, ହଁ। ନାତି ଅମକ, ହଁ। ମନ୍ଦିରକୁ ଅନୁଦାନ 5 ଲକ୍ଷ ଟଙ୍କା। ଆଜ୍ଞା ସବୁ ଆଜ୍ଞା ଶେଷ। ସେତିକିରେ ଗଲାରେ ଯଦି ମନ୍ଦିରକୁ ଦେଇ ମଣିଷ କହେ ହଁ। ମୁଁ ଦେଇଛି, ହଁ। ତାହେଲେ ଜଗତରେ ସିଏ ହଉଛି ଚଣ୍ଡାଳ। ଚଣ୍ଡାଳ। ଯିଏ ଦେଇକିରି କହେ। ଆଜ୍ଞା। ଇନ୍ଦ୍ରଦ୍ୟୁମ୍ନ ରାଜା ଗୁଣ୍ଡୁଚି ମହାରାଣୀ ଆଜି ନାହାନ୍ତି, ଆଜ୍ଞା। ବଡ ଦେଉଳ ତିଆରି ହେଲା। ହଁ। ପ୍ରଭୁ ଯେତେବେଳେ କହିଲେ କଣ ଚାହୁଁଛ ରାଜା, ନା ଏ ବଂଶରେ ଉତ୍ତରାଧିକାରୀ କେହି ନ ରହନ୍ତୁ। କାରଣ କାଲି ଯଦି କେସ୍ କହିବ ଏ ମନ୍ଦିର ମୋ ବାପା କରିଛି, ହଁ। ତାହେଲେ ସବୁ ଧର୍ମ ନଷ୍ଟ। ନଷ୍ଟ ହବ। ସିଏ ଉତ୍ତରାଧିକାରୀ ଖୋଜିଲେନି, ନାଇଁ। କିନ୍ତୁ ଆମେ ଯିଏ ଅରୁଆ ଚାଉଳ 2 ନଉତି ଦେଇଥିବା ଗାଁ ଯଜ୍ଞକୁ, ଆଜ୍ଞା। ସିଏ କହିବ ମୁଁ ହୁମେରେ ବସିବି, ଆଉ କାହିଁକିନା ବେଶୀ ଚାଉଳ ସିଏ ଦେଇଛି। ହଁ ହଁ ଫାଇଦା କ'ଣ ଅଛି? କିଛି ନାହିଁ। ଦେଲା ଲୋକ ନିଜକୁ ଲୁଚେଇଲେ ଆଜ୍ଞା। ତାକେଇ କହନ୍ତି ଦାନ ଧର୍ମ ଦେଲା ଲୋକ। ଆଜ୍ଞା। ସେଇଥିପାଇଁ କହନ୍ତି ଚୋରି ନାରୀ ହତ୍ୟା ମିଥ୍ୟା, ହଁ। 4ଟା କଥା କରନ୍ତୁନି। ଆଜ୍ଞା। ସନ୍ଧ୍ୟାବେଳେ ବାପା ପୁଅକୁ ବସେଇ କହେ ପୁଅ ଚୋରି ନାରୀ ହତ୍ୟା ମିଥ୍ୟା ଛାଡ଼ି ଆଉ ଯାହା କରିବୁ କରେ। କରେ। କିନ୍ତୁ ଜଗତରେ ଆଜ୍ଞା ଏଇ 4ଟା ଯିଏ କରିଛି ସେଇ ପୁଣ୍ୟବନ୍ତ ଲୋକ। ଆପଣ ଚୋରି କରନ୍ତୁ, ହଁ। ନାରୀ କରନ୍ତୁ, ହଁ। ହତ୍ୟା କରନ୍ତୁ, ହଁ। ମିଛ କହନ୍ତୁ, ତାହେଲେ ଯୋଉ 4 କରିବେନି 4 କରିବେ। ଆଜ୍ଞା। ଚୋରି କ'ଣ କରିବେ କ'ଣ? ନା ଧର୍ମ ଚୋରି କରନ୍ତୁ। ଧର୍ମ କଲା ବେଳେ କାହାକୁ କହନ୍ତୁନି ହଁ। କି ଆପଣଙ୍କୁ କେହି ନ ଜାଣନ୍ତୁ। ଆଜ୍ଞା। ଯେ ଲୁଚି ଛପି ଧର୍ମ କରିଛି ତାକେଇ କହନ୍ତି ପ୍ରକୃତରେ ଧାର୍ମିକ। ଆଜ୍ଞା। ନାରୀ 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 ହଁ ଯିଏ ପବନ ସାଙ୍ଗରେ ମିଶିଛି, ବେଶ ଶତ୍ରୁ ପବନରେ କେହି ନାହିଁ। ନାହିଁ। ପବନ ସାଙ୍ଗରେ ଯିଏ ମିଶିଛି ସେଇ ହଉଛି ଜଗତରେ ଭାଗ୍ୟବାନ। ଆଜ୍ଞା। ହତ୍ୟା ହତ୍ୟା। ଜୀବ ହତ୍ୟା କରନ୍ତୁନି। ହତ୍ୟା। ଜୀବ ହତ୍ୟା କଲେ ତ ପାପ। ଆଜ୍ଞା। ଷଡ଼ରିପୁକୁ ଯିଏ ହତ୍ୟା କରିଛି, ବେଶ। କାମ କ୍ରୋଧ ଲୋଭ ମୋହ ମଦ ମଦ ମାତ୍ସର୍ଯ୍ୟ, ମାତ୍ସର୍ଯ୍ୟ। ଜଗତରେ ସେଇ ଶ୍ରେଷ୍ଠ ପ୍ରାଣୀ। ଆଜ୍ଞା। ସେତିକି ନୁହଁ, ମିଛ ମିଛ। ଜନଜଗତ ବଞ୍ଚିବା ପାଇଁ ହଁ। ଜୀବନରେ ଯଦି ମିଛ ପଦେ କହନ୍ତି, ଆଜ୍ଞା। ତାହେଲେ ସେଥିରେ ପାପ ନାହିଁ, ନାହିଁ। ତ ସେଥିରେ ପୁଣ୍ୟ। ଆଜ୍ଞା। କାହିଁକି ଏ କଥା କହୁଛି ନା ଏ ଯୋଉ 4 ଚଣ୍ଡାଳ, ଆଜ୍ଞା। କୁକୁର ପଶୁ ଚଣ୍ଡାଳ, ହଁ। ପକ୍ଷୀ ଚଣ୍ଡାଳ କାଉ, ହଁ। ଦେଲା ପରେ ଯିଏ କହିବ ସିଏ ହଉଛି ମଣିଷ ଚଣ୍ଡାଳ। ଆଜ୍ଞା। ଆଉ ଯୋଉ ବାବାଜୀ ରାଗିଲା ହଁ। ଜଗତରେ ତ ସେଇ ଚଣ୍ଡାଳ। ସେଇରେ ତ। ଏଇଥିପାଇଁ ଛଡିଆ କଥା ପଡି ଯାଉଛି। ଥରେ ଜଣେ ବାବାଜୀ ଆଜ୍ଞା ବଡ଼ଦାଣ୍ଡରେ ଚାଲିଛନ୍ତି, ଚାଲିଛନ୍ତି ଆଉ ଗଲାବେଳେ ଗୋଟେ ଝିଅଟେ ରାସ୍ତା ସଫା କରୁଛି। ହଁ ହଁ ଏ ବାବାଜୀ ଦେହରେ ସେ ଝିଅ ଛାଇଟା ପଡ଼ିଗଲା। ବାବାଜୀ ରାଗିଲେ, ହଁ। କହିଲେ ହେ ମା ହଁ। ମୁଁ ସିଦ୍ଧ ସାଧକ ଜଣେ ବାବାଜୀ, ହଁ। ତୁ କ'ଣ ରାସ୍ତା ସଫା କରୁଛୁ? ହଁ। ଚଣ୍ଡାଳ ଘରର ଝିଅଟିଏ, ହଁ। ତୋ ଛାଇ ମୋ ଦେହରେ ପଡ଼ିଲା। ପୁନର୍ବାର ଗାଧେଇଲେ, ଆଉ ଥରେ ଗଲା ବେଳକୁ ପୁଣି ସେ ଆଗରେ ରାସ୍ତା ସଫା କରୁଛି। ହଁ। ଆଉ ଲମ୍ବା ଛାଇଟା ପୁଣି ସକାଳୁ ତା ଦେହରେ ପଡ଼ିଲା। ହଁ। ବାବାଜୀ ରାଗିଲେ ଆଉ। ହଁ। ଇଏ ରାଗିଲା ବେଳେ ଆଜ୍ଞା। ଅନେକ ଗୁଡ଼ିଏ ଲୋକ ଜମା ହେଲେ। ହଁ, ଜମା। ଆପଣ ଦେଖିବେ ହଁ। ଆପଣଙ୍କ ଘରେ ଭଲ ହେଇଛି, ହଁ। ପଡ଼ିଶା ଘର ଲୋକ ଯିବେନି ଦେଖିବାକୁ। ନାଇଁ ଯଦି ଘରେ କଳି ଲାଗିଲା, ହଁ। ଗାଁ ସାରା ଲୋକ ଯିବେ ବୁଝେଇବାକୁ। ଆଜ୍ଞା। କଣ ଏମିତି ହଉଛ ମ, କଣ ହଉଛ ନୁହଁ, ହଁ। ତାମାନେ ଇଏ ବୁଝଉଛି ଭଲରେ ଲାଗନ୍ତୁ। ଲାଗନ୍ତୁ ବୋଲି ଆଉ ଆଚ୍ଛା କଳି ଲାଗିଲେ ତ ସବୁଠି ଜମା ହେବେ ଲୋକ। ଆଜ୍ଞା ଇଏ ବାବାଜୀ ଯେତେବେଳେ ଝିଅ ସାଙ୍ଗରେ କଳି କରୁଛନ୍ତି ସେତିକି ବେଳେ ଲୋକ ଜମା ହେଲେ ଆଉ କହିଲେ କଣ ହେଇଛି ବାବା? ନା ଏ ଝିଅଟା ମତେ ବାରମ୍ବାର ଛୁଇଁ ଦଉଛି, ହଁ। ମୁଁ ପୁଣି ଗାଧଉଛି। ହଁ। ବୁଢା ବାବାଜୀ ମାଘ ମାସ ଶୀତରେ କେତେ ଗାଧେଇବି? ଧରିଗଲେଣି ମୁଁ ଲୋକମାନେ ଯେତେବେଳେ କହିଲେ ହେ ମା ହଁ। ତୁ କାହିଁକି ସେ ବାବାଜୀ କେମିତି ତ ଅସୁବିଧାରେ ପକଉଛୁ? ସେ ଝିଅଟା ରହିଲା, ହଁ। କହିଲା ଆମେ ସ୍ୱାମୀ ସ୍ତ୍ରୀ ତ କଳି ଲାଗିଛୁ, ହଁ। ତମର ସବୁ କଣ ଯାଇଛି? ହଁ ଲୋକମାନେ କହିଲେ ହେ ହଁ। ଏ ବାବାଜୀର ଗନ୍ଧିଆ ଗୁଣ ଅଛି, ଆରେ। ପୁଣି ଏତେ କଣ ଦେଖେଇ ହଉଛି? ଏ ପବିତ୍ର କହିଲେ ଓ ବାବାଜୀ, ହଁ। ନା ହେ ପ୍ରଭୁ ଜଗନ୍ନାଥ, ତୋ ବଡ ଦାଣ୍ଡରେ ଛିଡା ହେଇଛି, ହଁ। କୁଷ୍ଠ ହେଇଯିବ ଯଦି ଏ ଝିଅକୁ ମୁଁ ଚିହ୍ନିଥିବି, ୟାକୁ ଚିହ୍ନିନି ଜାଣିନି ଏଡେ ବଡ କଥା କହୁଛି। ହଁ। ନା ବାବାଜୀ ନିୟମ କରୁଛି ତୋତେ ଚିହ୍ନିନି, ହଁ। ତୁ କଣ କହୁଛୁ ସ୍ୱାମୀ ସ୍ତ୍ରୀ? ହଁ। ନା ଆଜ୍ଞା ଜଗତରେ ସମସ୍ତେ ଜାଣନ୍ତି ମୁଁ ଚଣ୍ଡାଳ ଘରର ଝିଅ, ବାସ୍। ମୁଁ ହଉଛି ଚଣ୍ଡାଳୁଣୀ, ହଁ। କିନ୍ତୁ ଜଗତରେ ଯିଏ ରାଗେ ସିଏ ହଉଛି ଚଣ୍ଡାଳ। ହଁ। ବାବାଜୀ ଯଦି ଅଯଥାରେ ରାଗୁଛି ହଁ। ସିଏ ଚଣ୍ଡାଳ, ମୁଁ ଚଣ୍ଡାଳୁଣୀ, ଆମେ ସ୍ୱାମୀ ସ୍ତ୍ରୀ ନୁହଁ ଆଉ କଣ ହବୁ? ଜୀବସତା ମଣିଷ ଆଜ୍ଞା। ଯୋଉ ବାବାଜୀ ଜଗତରେ ରାଗେ ସିଏ ହେଲା ତାକୁ ଚଣ୍ଡାଳ। ଚଣ୍ଡାଳ କହନ୍ତି। ଆଜ୍ଞା। ତାହେଲେ ଆଜି ସଂସ୍କୃତିରେ ଯୋଉ 7 ଜଣଙ୍କ ପାଇଁ ଧର୍ମ ବଞ୍ଚେ, ଆଜ୍ଞା। ପ୍ରଥମରେ ଗାଈ। ଗାଈ। ଯଦି ଗାଈଟି ଆପଣ ଘରେ ରଖିଛନ୍ତି, ଆପଣ ଦେଖିବେ ଗାଈଟିଏ ମରିଗଲା, ହଁ। ଆପଣ ଜାଣିବା କଥା ମୋ ଘରେ ମଣିଷଟିଏ କିଏ ମରିବା କଥା। ବାସ୍। ଗୋମାତା ତା ଉପରକୁ ବିପଦ ନେଇଯାଏ। ଆଜ୍ଞା। ସେଇଥିପାଇଁ ମଣିଷ ଗାଈଟିଏ ପୋଷେ। ଆଜ୍ଞା। ଗାଈ ପାଖରେ କେତେ ଉପକାର
ଆଜିର ମଣିଷ ଗାଈ ଆମେ ରଖିବାକୁ ଆମକୁ ସମୟ ନାହିଁ ନାହିଁ। ତା ପାଇଁ ସମୟ ଦେଇପାରୁନି ସିଏ ଅବହେଳିତ ଅବସ୍ଥାରେ ପଡ଼ିଥିଲେ ଆଜ୍ଞା ଗୋ ଭି ବେदैଶ୍ଚ ବେदैଶ୍ଚ। ବେଦ କହିଲେ ଗୀତା ଭାଗବତକୁ ଆମେ ବୁଝୁ ଆଜ୍ଞା। ସକାଳେ 2 ଧାଡ଼ି ଗୀତା ହଁ। ସନ୍ଧ୍ୟାରେ ଆଜ୍ଞା 2 ଧାଡ଼ି ଭାଗବତ ଯୋଉ ଘରେ ପଢା ହଉଛି ହଁ। ସେ ଘରଟା ହଉଛି ବୈକୁଣ୍ଠ ଆଉ ଏବେ ଘରେ ଗୀତା ନାହିଁ କି ତା ଭଉଣୀ କବିତା ନାହିଁ କୁଆ ଗଲେ କୁଆ। କେହି ଆଉ ନାହାନ୍ତି ହଁ। ଆଉ ଭାଗବତ ବହି ବୁଢା ମରିବ ହଁ। ଯଦି କିଏ କହିବ 4ଟା ବୋହୁ 4ଟା ପୁଅ ହଁ। ତା ଜୀବନ ଛାଡିଯିବ ଟିକେ ଭାଗବତ 2 ଧାଡ଼ି ତା ମୁଣ୍ଡ ଉପରେ ପଢି ଦିଅ ଭାଗବତ ବହି ଖୋଜିବେ ଯେ ମିଳିବନି ମିଳିବନି। ତାକୁ ପିଲା ସୁନ ପାମ୍ପୁଡି ଖାଇଦେଲେଣି ବହି ବଦଳେଇକି ଏ ବହୁ ଆଗରୁ ଆଉ ଶେଷ। ଭାଗବତ ବହି ଘରେ ନାହାନ୍ତି ନାଇଁ, ନାଇଁ। ଗୀତା ଭାଗବତ ଆଉ ପଢା ହଉନି ନାଇଁ। ଗୋ ଭି ବେदैଶ୍ଚ ବିପ୍ରେଇଶ୍ଚ ବ୍ରାହ୍ମଣ ପାଦ ଧୂଳି ଯଦି ଘରେ ପଡେ ଆଜ୍ଞା। ତାହେଲେ ସେ ଘରେ ଲକ୍ଷ୍ମୀ ଉଦୟ ହୁଅନ୍ତି ଆଜ୍ଞା। ଆଉ ବ୍ରାହ୍ମଣ ପାଦ ଧୂଳି ପଡୁଛି ସେତେବେଳେ ଖାଇବାକୁ ମଣିଷ ମିଳେନି ଆଜ୍ଞା। ଗୋଟେ ମାଟି ମାଠିଆ ହଁ। ଖାଇବା ଚାଉଳରୁ ହଁ। ମୁଠାଏ ଚାଉଳ ନେଇ ସେ ମାଠିଆରେ ଥୁଅନ୍ତି ଆଜ୍ଞା। କାହିଁକି ଅଭାବୀ ଦୁନିଆ ଚାଉଳ ମିଳେନି ନାଇଁ। ଚାଉଳ ଗଣ୍ଡିଏ ମାସ କେତେରେ ସଂକ୍ରାନ୍ତି କି ନନାକୁ ଡାକିବି ଆଜ୍ଞା। ତାକୁ ସଞ୍ଚା ଟିକେ ଟେକିଦେବି ହଁ। ସେ ପାଦ ଧୂଳି ଟିକେ ଆମ ମୁଣ୍ଡରେ ସିଞ୍ଚି ଦେବେ ଆଜ୍ଞା। ଆଉ ଆଜ୍ଞା ସେ ବେଳ ନାହିଁ ନାଇଁ। ମାଗଣା ଚାଉଳ ମାସକୁ ମାସ ବୋହି ଆଣୁଛନ୍ତି ହଁ। କିନ୍ତୁ ବ୍ରାହ୍ମଣ ଆଉ ଘରକୁ ଯାଉନାହାନ୍ତି ନାଇଁ ନା ଆସୁନି। ଚାଉଳ ଢେରେ ହଁ। କିନ୍ତୁ ବ୍ରାହ୍ମଣ ଡାକୁଛି କି କେହି ନାହିଁ। 3 କଥା ଶସ୍ତା କଥା। ଛଣ ହଁ। ଲୁଣ ହଁ। ବ୍ରାହ୍ମଣ ଆଜ୍ଞା। ଛଣ ଆଉ ବିଲୁରୁ କିଏ ଆଣୁଛି ଗାଁ ଯାକ ତ ସବୁ ସରକାରୀ ଘର ଆଉ କୋଉଠି ଚାଳ ଘର ଅଛି ଛପର ହବ କଣ ଦରକାର? ଯଦି କିଏ କହିବାରେ ତ ଛଣ ଓଦା ହେଇଯାଉଛି ବିଲରେ ଆଣୁନୁ ହଁ। ନା ଖତ ହେଇଯାଉ ଦରକାର ନାହିଁ। ନାହିଁ ଲୁଣ ଲୁଣ। ଦୋକାନୀ ଭାଇ ଆଉ ଘର ଭିତରେ ଥୋଇବନି ଲୁଣ ବସ୍ତାକୁ ଦାଣ୍ଡ ପଟେ ଥୋଇଥବ ଆଜ୍ଞା। ଘର ଭିତରେ ଥୋଇଲେ ଦୋକାନ ଅସନା ହବ ଆଜ୍ଞା। ଆଉ ବ୍ରାହ୍ମଣ ବ୍ରାହ୍ମଣ। ସବୁଠୁ ତ ଶସ୍ତା ବ୍ରାହ୍ମଣ ଆଉ 1,00,000 ଟଙ୍କା ଡିଜେ ମ୍ୟୁଜିକ୍ ଆଜ୍ଞା। ବାଣ 50,000 ହଁ। 4 ଲକ୍ଷ ବଫେଇ ହଁ। କିନ୍ତୁ ବ୍ରାହ୍ମଣ ପାଇଁ ଲୁଗାଟେ କରିଥିବେ ଯେ ଧାନ ଓଜାଡ଼ିଲେ ଗଳି ପଡିବ ଏଟା ଦାମିକିଆ ଲୋକ ଆଇଥିବ। କିରେ ଏତେ ପଇସା ସାରିଲୁ ଆଜ୍ଞା। ମଦ ପିଆରେ 1,00,000 ଗଲା ଆଜ୍ଞା। ବ୍ରାହ୍ମଣ ପାଇଁ ଭଲ ଧୋତିଟେ ଦେଲେ କଣ ଅସୁବିଧା ହବ କେଡେ ଶସ୍ତା ଆଜି ଯୁଗରେ ଆଜ୍ଞା। ଯାହାଙ୍କ ପାଇଁ ଧର୍ମ ବଞ୍ଚେ ବ୍ରାହ୍ମଣର ପାଦ ଆଉ ଘରେ ପଡୁନି ନାଇଁ। ଗୋ ଭି ବେदैଶ୍ଚ ବିପ୍ରେଇଶ୍ଚ ସତୀ ଭି ସତୀ ଭି। ସତୀ ନାରୀ ଆଜ୍ଞା। ସତୀ ନାରୀ ଆଉ ଆସିବେ କୋଉଠୁ ହାଇକୋର୍ଟ ତ ଅର୍ଡର ଦେଇଦେଲା ବିବାହିତା ଝିଅ ଏକାଧିକ ସ୍ୱାମୀ ଗ୍ରହଣ କଲେ ଆପତ୍ତି ନାହିଁ ନାହିଁ। ସତୀ ନା ବିଜୁଳିବତୀ ଆଉ କିଛି ମିଳିବେନି କିଛି ନାହିଁ ରେ। 3ଟା ପିଲାକୁ ଛାଡ଼ି ଦେଇ ଟୁଙ୍ଗୁରୁ ଭୋଳ ସାଙ୍ଗରେ ବର୍ଷା ଛୁ ଆଉ ସତୀ ନାରୀ ରହିବେ ନା ଏ ଧର୍ମ ବଞ୍ଚିବ ବଞ୍ଚିବ। କାହିଁକି ଏ କଥା କହୁଛି ଆଜ୍ଞା। ସତ୍ୟବାଦୀ ଭି ସତ୍ୟବାଦୀ। ସତ୍ୟବାଦୀ ମଣିଷ କୋଉଠି ଆଉ ସଂସାର ମିଳିବେ ନାଇଁ। ସତ୍ୟବାଦୀ ଆଉ ମିଳିବେନି ନାଇଁ। ତା ଭିତରେ ଆମେ ହଉଛୁ 1 ନମ୍ବର ପାଲା ବାଲା ଆମେ 7,000 ତୁଟିଛି ହଁ। ଯଦି କୋଉ ଅନୁଷ୍ଠାନ 8,000 ଦେଲା ଆଜ୍ଞା। ସେଠି ପାଲା ଗାଉଥବୁ ହଁ। ଅନୁଷ୍ଠାନ ବାଲା ଯଦି ଫୋନ କରିବେ ଆଜ୍ଞା କୋଉଠି ପହଞ୍ଚିଲେ ନା ଆଜ୍ଞା ମା ଚାଲିଗଲା ମା ମରିବଣି 10 ବର୍ଷ ହେଲା ଆଜ୍ଞା, ଆଜ୍ଞା। ଆମେ ସତ୍ୟବାଦୀ ହଁ। 1 ନମ୍ବର ହଁ। ସତ୍ୟବାଦୀ ଆଜ୍ଞା। ଅଲୁବ୍ଧ ଅଲୁବ୍ଧ। କୃପଣ ବିହୀନ ଲୋକ ବେଶ। ଯୋଉମାନଙ୍କ ସଂସ୍କୃତି ବଞ୍ଚେ ଯାହା ପାଇଁ ଆଜ୍ଞା। ସେଇମାନେ ହଁ। କୃପଣ ବିହୀନ ଲୋକ ଦାନଶୀଳସ୍ଥ ଦାନୀ ଲୋକ ପାଇଁ ଏ ଧର୍ମ ବଞ୍ଚେ ବଞ୍ଚେ। କିନ୍ତୁ ଧର୍ମ ସଂକୁଚିତ ହେଇ ସାରିଲାଣି ଏ ଜଗତରେ ଆଉ ଏ 7 ଜଣଙ୍କର ସ୍ଥାନ ନାହିଁ ନାହିଁ। ତାହେଲେ କହିବାର ଉଦ୍ଦେଶ୍ୟ ଆଜ୍ଞା। ଏ ଜଗତ ଭିତରେ ଆମେ ଯଦି ଦେଖିବା ଓଡ଼ିଆ ଭାଗବତ ଯଦି ଘରେ ପଢା ହଉଛି ତାହେଲେ ନୀତି ଆଦର୍ଶ ଭିତରେ ଗଢା ମଣିଷ କେତେ ଆଗକୁ ଯାଉଛି ଯାଉନା କାହିଁକି ଅତୀତକୁ ଯଦି ଛାଡ଼ିଲା ହଁ। ଆମେ ବଞ୍ଚି ପାରିବାନି ଆଜ୍ଞା। କାହିଁକି ଏ କଥା କହୁଛି ନା ପାଠ ପଢିବ ମଣିଷ ପାଠ ପଢିଦେଲେ ମଣିଷ ଜ୍ଞାନ ହବନି କାହିଁକି କହିଲେ ଆପଣମାନଙ୍କର ଜଣେ କବି କହିଲେ ପାଠ ପଢିଦେଲେ ଜ୍ଞାନ ନୁହଇ ପଢିଦେଲେ ଜ୍ଞାନ ନୁହଇ ଆଖି ବୁଜିଦେଲେ ଜ୍ଞାନ ନୁହଇ ଆଖି ବୁଝିବେ ପାଠ ପଢିଲେ ଯଦି କେହି ପଣ୍ଡିତ ହଉଥାନ୍ତା ଆଖି ବୁଝିଦେଲେ ଯଦି କେହି ଜ୍ଞାନୀ ଗୁଣୀ ପଣ୍ଡିତ ହେଇଯାଉଥାନ୍ତା ବାବାଜୀ ହେଇଥାନ୍ତା ଆଜ୍ଞା। ତାହେଲେ ଆପଣ ଦେଖନ୍ତୁ ରଙ୍ଗାଜୀବ ଗଙ୍ଗାଧର ମେହର ଆଜ୍ଞା। କି ପାଠ ପଢିଥିଲେ 5ମ ଶ୍ରେଣୀ ଯୋଗ୍ୟତା ଆଜ୍ଞା। ଆଜିର MA କୋର୍ସ କି ପାଠ ପଢିଥିଲା ସେଦିନର ଶିଳ୍ପୀ ଗଢିଛି କୋଣାର୍କ ମନ୍ଦିର ଆଜ୍ଞା। ଗଢିଛି ବଡ ଦେଉଳ ହଁ। ଆଜିର ଶିକ୍ଷିତ ମଣିଷ ଦ୍ୱିତୀୟ କୋଣାର୍କ ମନ୍ଦିର କରୁ ହବନି। ଦ୍ୱିତୀୟ ହାଉଡା ବ୍ରିଜ କରୁ ପାରିବନି। ଦ୍ୱିତୀୟ ବଡ ଦେଉଳ କରୁ ପାରିବନି। ସେଦିନର ମୂର୍ଖ ମଣିଷ ବଡ ଆଜ୍ଞା। ନା ଆଜିର ପଣ୍ଡିତ ବଡ କାହିଁକି ଏ କଥା କହୁଛି ପାଠ ପଢା ଭିତରେ ନୈତିକତା ବଞ୍ଚେନି ନାଇଁ। ପାଠ ପଢିଦେଲେ ଯେ କିଏ ଜ୍ଞାନୀ ହଁ। ତାକୁ ଆପଣ କହିବେନି କାହିଁକି ନା କ୍ୟାରିୟର ଗଠନ କରନ୍ତୁ କ୍ୟାରେକ୍ଟର କ୍ୟାରିୟର ତ ସହଜ ଆଜ୍ଞା। କଣ ନା ଡବଲ MA ହଁ। କିନ୍ତୁ କ୍ୟାରେକ୍ଟରଲେସ୍ ହଁ। ଫାଇଦା କିଛି ନାହିଁ ନାଇଁ। ପାଠ ସହିତ ଚରିତ୍ର ଗଠନର ସାମଞ୍ଜସ୍ୟ କିଛି ନଥାଏ ନାଇଁ, ନାଇଁ। ଯୋଉଠି ଚରିତ୍ର ସ୍ଖଳନ ହେଇଯାଏ ଆଜ୍ଞା। ସେଠି ଆପଣ 1000 ପାଠ ପଢିଥାନ୍ତୁ ଲାଭ କିଛି ଅଛି କିଛି ଲାଭ ନାହିଁ। ଜୀବନରେ ହଁ। ପାଠ ପଢିବା ଅପେକ୍ଷା ଚରିତ୍ର ଗଠନ ଏକାନ୍ତ ଆବଶ୍ୟକ ଆଜ୍ଞା। ଯୋଡ଼ିଏ ମାକୁ ଆପଣ ଦେଖନ୍ତୁ ରାମାୟଣର ଗୋଟାଏ ମା ମହାଭାରତରେ ଗୋଟାଏ ମା ରାମାୟଣର କୈକେୟୀ ମହାଭାରତର ଗାନ୍ଧାରୀ ଆଜ୍ଞା। ଯୋଡ଼ିଏ ମା ଭିତରେ ଫରକ ଏତିକି ଗୋଟିଏ ମା ନା ସୃଷ୍ଟିରୁ ହଜିଗଲା
ସେ କିଏ ସେ ସେ ମା କୈକେୟୀ କୈକେୟୀ। ଆମ ଝିଅ ନାଁ କୈକେୟୀ ନୁହଁ ନା। ମା ନାଁ କୈକେୟୀ ନୁହଁ ନା। ମାଉସୀ ନାଁ କୈକେୟୀ ନୁହଁ ନା। ସ୍ତ୍ରୀ ନାଁ କୈକେୟୀ ନୁହଁ ନାଇଁ। ମାଇଁ ଆଇ ବ୍ଲକରେ ମଧ୍ୟ କୈକେୟୀ ନାଁ ନାହିଁ ଖୋଜିଲେ କାହିଁକି ମିଳିବନି। ନା ସେଇଟା ଗୋଟେ ଜଗତରେ ହଁ। ଏମିତି କୁମାତା ହଁ। ଯିଏ ରାମ ଭଳିଆ ପୁଅକୁ ଜଙ୍ଗଲକୁ ପଠେଇଲା ହଁ। ସେ ମା ସଂସାରରେ ଦରକାର ନାହିଁ ସେ ମା ରହିବା ଦରକାର କିନ୍ତୁ ନାହିଁ। ମା ଭଳି ମା ହଉଛି କୈକେୟୀ ସଂସାରେ କୈକେୟୀ ଭଳି ମା ହୁଅନ୍ତୁ ଆଜ୍ଞା। ରାମ ରାଜ୍ୟ ତିଆରି ହବ ରାମ ଭଳିଆ ପୁଅ ସୃଷ୍ଟି ହବ Yes. ଆଉ ଯଦି ଗାନ୍ଧାରୀ ଭଳି ମା ହେବେ ତାହେଲେ ସଂସାର ନଷ୍ଟ ହେଇଯିବ ଗାନ୍ଧାରୀ ପିଲାର ମନ କଥା ବୁଝିଲା ପିଲାକୁ ଅବାଟକୁ ନେଇଗଲା ନା ଆଉ ଜୀବନରେ ହଁ। ସବୁ ଇଚ୍ଛା ଯୋଉ ମା ପୂରଣ କରେ ପିଲାର ଆଜ୍ଞା। ଯିଏ ତାଡ଼ନା ଦେଇନି ହଁ। ଲାଳନ କରି କରି ଯାଇଛି ଆଜ୍ଞା। ସେ ପିଲାକୁ ତିଆରି କରିପାରିବନି ହଁ। ପିଲା ମାଗୁଛି କୁରକୁରି ଖାଇବ ହଁ। ବାପା ଯଦି କହିବେ ଛି କୃମି ହବ ହଁ। ମା କହିବ ଏ ଅଣ୍ଡିରାର ପଇସା ସରିଯାଉଛି 5ଟା ଟଙ୍କା ମୋ ପିଲାକୁ ଦେଲାନି ହେ ଗୋଟେ ବୋଲି ଅଣ୍ଡିରି ପିଲା ଆଉ? ଖାଇଲା ହଁ, ଖାଇଲା। କୁରକୁରି ଖା ହଁ। ଅଣ୍ଡା ଚପ ଖା ହଁ, ଖା। ରୋଲ ଖା ହଁ। ପକୋଡା ଖା ହଁ। ବୁଲେଟ ନେଇ କଲେଜକୁ ଯା ହଁ। ବଡ ମୋବାଇଲ ଧରେ ହଁ। ସବୁ କଥା କଲା ପରେ ଆଜ୍ଞା। 22 ବର୍ଷର ପୁଅ ହଁ। ରାତି 12ଟାରେ କଲିଙ୍ଗ ବେଲ ଆସି ମାରିଲା ଆଜ୍ଞା ମା ଗ୍ରିଲ ଫିଟେଇଲାକୁ 2 ଜଣ ଛିଡା ହେଇଛନ୍ତି ଇଏ ଭାବିଲା ଶୋଇଥିଲି ବୋଧେ ଆଖି ଲାଖି ଯାଇଛି ହଁ। ଆଖି ସଫା କରି ଚାହିଁଲା ବେଳକୁ ସତେ 2 ଜଣ ହଁ। ପଚାରିଲା ପୁଅ ସିଏ କିଏ କିରେ ନା ତୋ ବୋହୁ ହଁ। ଆଉ ବନ୍ଦେଇକି ଘରକୁ ନବୁ ଆଉ ଯିବୁ କୁଆଡେ କିରେ ପିଲାଦିନୁ ଯଦି ତା ମନ କଥା ତୁ ବୁଝିଲୁ ଯାହା ମାଗିଲା ଦେଲୁ ତାର ଭୟ ରହିଲାନି ସିଏ ବୋହୁ ସାଙ୍ଗରେ ଧରି ଆସିଲା ଆଜ୍ଞା। ଯଦି ଜୀବନରେ ପିଲାଦିନୁ 5 ଟଙ୍କାର କୁରକୁରି ବେଳୁ ତାକୁ ଚାପୁଡାଟେ ଦେଇଥାନ୍ତୁ ହଁ। ଗୋଟେ ଗୀତ ବାହାରି ନଥିଲା ବୋଉ ମାରିବ ବୋଉ ମାରିବ ବୋଉ ମାରିବ ହଁ, ଆସିଥିଲା। ସେମିତି ବୋହୁ ଆଣିଲା ବେଳେ ସେ ଭାବିଥାନ୍ତା ହଁ, ବୋହୂ ମୋ ବୋହୁ ମାରିବ ହଁ, ନେବି। ସିଏ ଆଣି ନଥାନ୍ତା ଠିକ୍ ତ। କିନ୍ତୁ ଆଜିର ଗାନ୍ଧାରୀ ମା ଆମେ ପିଲାକୁ ଅବାଟକୁ ନଉ ବାଟକୁ ନଉନୁ ଆଜ୍ଞା। କିନ୍ତୁ ସଜାଡ଼ିଛି ଯୋଉ ମା ସିଏ କିଏ ଆପଣ ମାନଙ୍କର କୈକେୟୀ କୈକେୟୀ। କବି ସମ୍ରାଟ ଭଞ୍ଜ ବୈଦେହୀ ବିଳାସ ଭାଷା ଜଗତର ଜଣେ ଆଲୋକପାତୀୟ ସ୍ତମ୍ଭ ଆଜ୍ଞା। ଗୋଟାଏ ପଦ ଛାନ୍ଦ ଆପଣ ମାନଙ୍କୁ ଶୁଣେଇ ଦଉଛି କହିଲେ ବସି ବସିଠ ଜାବାଳି ବାମ ଦେବ କଶ୍ୟପ ସୁମନ୍ତ୍ର ଘେନି କଶ୍ୟପ ସୁମନ୍ତ୍ର ଘେନି ଆରେ ଭୋଲେ କଶ୍ୟପ ସୁମନ୍ତ୍ର ଘେନି ବୋଲେ ଦଶରଥ ମୋର ମନୋରଥ ଭୋଲେ ଦଶରଥ ମୋର ମନୋରଥ ବୋଲେ ଦଶରଥ ମୋର ମନୋରଥ ଭୋଲେ ଦଶରଥ ମୋର ମନୋରଥ ଜୟ ବିରାଜ ଧାନୀ ହେବିର ତୁମରେ ଇନ୍ଦ୍ର ବୀର ତୁମରେ ଇନ୍ଦ୍ର ରାଜା ସେଦିନ ଆପଣ ମାନଙ୍କର ମହାରାଜ ଦଶରଥ ଆଜ୍ଞା ବଶିଷ୍ଠ ହଁ। ଜାବାଳି ହଁ। ବାମଦେବ ହଁ। କଶ୍ୟପ ହଁ। ସୁମନ୍ତ୍ର ହଁ। ପାତ୍ର ମନ୍ତ୍ରୀ ମାତ୍ୟଗଣ କେତେ ଅଛନ୍ତି Yes. ଗୁରୁ ଗୁରୁଜନଙ୍କୁ ସଭାରେ ବସେଇଛନ୍ତି ଆଜ୍ଞା। ହାତ ଯୋଡି ସଭାରେ ସ୍ଥିରୀକୃତ କଲେ ହଁ ହେ ଗୁରୁ ଗୁରୁଜନ ହେ ପାତ୍ର ମନ୍ତ୍ରୀ ମାତ୍ୟଗଣ ରାତି ପାଇଲେ ମୋ ପୁଅ ରାମକୁ ହଁ। ରାଜା କରେଇବା ପାଇଁ ମୁଁ ଚାହୁଁଛି ଉତ୍ତମ ପ୍ରସ୍ତାବ ସମସ୍ତେ କରଥାଳି ଦେଇଦେଲେ ସୁପ୍ରସ୍ତାବ ରାଜା ଏଡେ ବଡ ନିଷ୍ପତ୍ତି ନେଲେ କାହିଁକି କାହିଁକି ରାଜା କଣ ବଳ ଶୂନ୍ୟ ହେଇଯାଇଥିଲେ କାହିଁକି? ବଳ ନଥିଲା ହଁ। ତାହେଲେ ରାଜା କାହିଁକି ସେଦିନ ଚିନ୍ତା କଲେ କାହିଁକି? ମୋ ପୁଅ ରାମ ରାଜା ହବ କାହିଁକି? ନା ଏଇଥିପାଇଁ ହଁ। ଆପଣ ମାନଙ୍କର ମାଧବ ମିଶ୍ର ଶର୍ମା ସତୀ ଚନ୍ଦ୍ରିକା ବହି ଆଜ୍ଞା। ଗୋଟାଏ ଧାଡି ସେ କହିଲେ ପୁତ୍ରବଧୂ ଘର ବୃଦ୍ଧ ଦମ୍ପତି କମି ଯାଏ ସିଏ କହିଲେ ପୁଅ ବାହା ହେଲା ପରେ ଆଜ୍ଞା ବୁଢା ବାପା ମାଙ୍କର ଅଧିକାର ଘରେ ଆଜ୍ଞା କମିଯାଏ କମିଯାଏ ଘରେ ଆପଣ ବାପା ମା ମଜବୁତ ଅଛନ୍ତି ହଁ। ପୁଅ ବାହା ହେଲା ଆଜ୍ଞା। ପୁଅ ବାହାଘର ପରେ ହଁ। ଆପଣ ବାଧ୍ୟ ହେବେ ନିଜ ଅଧିକାରକୁ ପୁଅ ହାତରେ ଦେଇଦେବେ ଯୋଉ ଘରେ ବାପା ପୁଅ ବାହା ହେଲା ପରେ ନିଜ ହାତରେ ରଖେ ଚାବି ସେ ଘରେ ସବୁଦିନ କଳି ଆଜ୍ଞା କାହିଁକି ନା ପୁଅ ବାହା ହେଲା ପରେ ବାପା ନିଜର ଅଧିକାରକୁ ସାବ୍ୟସ୍ତ କରିଦେବ ପୁଅ ହାତରେ ପୁଅ ଘର ତତେ ଲାଗିଲା ମୁଁ ଗଣ୍ଡେ ଖାଇବି ବଞ୍ଚିବି ମୋର କଣ ହବ ତୋ ଧନ ତୋର ମାଲୋ ଯେତେ ମା ଫାଲା ଦେଖୁଛ ଆଜ୍ଞା। ବୋହୁ ଘରକୁ ଆସିଲା ପରେ ହଁ। ତମେ ଆଉ ରୋଷେଇ ଘର ଦାୟିତ୍ୱରେ ରହିବନି ନାଇଁ, ନାଇଁ। ମା ହଁ। ଏ ଘର ତୋର ହଁ। ଚାବି ନିଏ ହଁ। ମୁଁ ମୁଠେ ଖାଇବି ମରିବି ବୁଢୀ ଲୋକ ମୋର କଣ ହବ ସେ ଘର ଶୃଙ୍ଖଳିତ ଆଜ୍ଞା। ରାଜା ଚିନ୍ତା କଲେ ହଁ। ମୋ ପୁଅ ବାହା ହେଲାଣି ହଁ। ମୁଁ ଆଉ ରାଜା ହେବି ଭଲ ନୁହଁ ଏଇଟା ଭଲ ହବନି ତାର ମାନ ନଷ୍ଟ ହବ ଆଜ୍ଞା। ତେଣୁ ସେଇଠି ରାଜା ଚିନ୍ତା କଲେ ମୋ ପୁଅ ତ ବାହା ହେଇସାରିଲାଣି ମୋ ପୁଅକୁ ରାଜ୍ୟରେ ରାଜା କରିବି କରେଇଦେବି ଆଉ। ସମସ୍ତେ ସିନା ପ୍ରସ୍ତାବ ଦେଲେ ଆଜ୍ଞା। ଏଡେ ସୁନ୍ଦର ପ୍ରସ୍ତାବ ଦେବେ କାହାକୁ
ଆଗେ ଶୁଣେଇବେ କାହାକୁ କାହାକୁ ଶୁଣେଇବେ? ମଣିଷ ଗୋଟେ ଭଲ କଥା ପାଇଲା ଆଜ୍ଞା। ଆଗେ କାହାକୁ ଶୁଣେଇବ ବାପା ମାକୁ ନା ଗାଁରେ ବାପା ମା। ଶୁଣେଇବ ନିଜର ପୌରୁଷତା ନିଜ ସ୍ତ୍ରୀ ପାଖରେ ସ୍ତ୍ରୀ ପାଖରେ ପାଲା ଗାଇ ଆସିଛୁ ଆମେ ରଣପୁର ଅନୁଷ୍ଠାନ ଆଜ୍ଞା। ଯଦି 10ଟି ଟଙ୍କା ପୁରସ୍କାର ମିଳିଥବ ହଁ। ସେ ସେଫ୍ଟି ପିନି ସାର୍ଟରେ ଲାଗିଥବ ହଁ। ସେ ସାର୍ଟକୁ ଚଉତି ଆଜ୍ଞା। ଆମେ ବ୍ୟାଗରେ ଥୋଇଥବୁ ଗାଁକୁ ଗଲେ ସ୍ତ୍ରୀ କହିବି ସାର୍ଟଟା ଟିକେ ସଫା କଲୁ କାଲିଠୁ ପାଲା ଅଛି ଯିବା ହଁ। ସିଏ ଯେତେବେଳେ ସାର୍ଟ ଟେକିବ ଆଜ୍ଞା। ଦେଖିବ 10 ଟଙ୍କିଆଟେ ଲାଗିଛି ହଁ। ନା କଣ କି ଏଥିରେ ପଇସା ଅଛି ନା ମୁଁ ଯୋଉ ରଣପୁର ଯାଇଥିଲି ହଁ, ହଁ। ମତେ ପୁରସ୍କାର ମିଳିଥବ ଆରେ। ଏଇ କଥା ପଦକ କହିବୁ ବୋଲି ଆଜ୍ଞା। ସେ ସେଫ୍ଟି ପିନ୍ ଖୋଲା ହବନି କାହିଁକି ନା ସ୍ତ୍ରୀ ଜାଣୁ ହଁ। ମୋ ସ୍ୱାମୀ କେଡ଼େ ପାରିବାର ଆଉ କଣ? ଏଇତକ ଜଣେଇବାକୁ ତ ସ୍ତ୍ରୀ ପାଖରେ ସ୍ୱାମୀ ଭଲ ପାଏ କହିବାକୁ ଆଉ ଆଜ୍ଞା, ଆଜ୍ଞା। ରାଜା ଚିନ୍ତା କଲେ ମୋ ପୁଅ ରାଜା ହବ ରାତି ପାଇଲେ ହଁ। ଜଣେଇବି କାହାକୁ 2750 ରାଣୀ ଭିତରେ ବୁଦ୍ଧିମତୀ ହଉଛି କୈକେୟୀ ଆଜ୍ଞା। କୈକେୟୀ କି କହିଦେଲେ ହଁ। ଖୁସି ଖବର ଜାଣିଦବ ଦୌଡ଼ିଲେ ଡାକିଲେ କୈକେୟୀ କୈକେୟୀ କହିଲେ କଣ ଏଡ଼େ ପାଠି କାହିଁ ଚିଲଉଛ? ନା ଗୋଟେ ସୁପ୍ରସ୍ତାବ ଗୋଟେ ସୁନ୍ଦର ବଡ଼ କଥା ଶୁଣ ତମ ପୁଅ ରାମ ହଁ। ରାତି ପାଇଲେ ହଁ। ରାଜା ହବ କହିଲେ ଏଇଟା କୋଉ ନୂଆ କଥା କୋଉ ନୂଆ କଥା? ମାନେ ହଁ। ତମ ପୁଅ ରାତି ପାଇଲେ ରାଜା ହବ ତମେ ଖୁସି ଖୁସି ନୁହଁ ନୁହଁ ତାହେଲେ? ନା ନାଇଁ କାହିଁକି ଏ କଥା କହୁଛି ଆପଣ ଦେଖନ୍ତୁ 3ଟା କଥା ମନେ ରଖିଥିବେ ତିନିଟା କଥା। ପୁଅ ଭଲ ପାଠ ପଢୁଛି ଆଜ୍ଞା। ଆପଣ ଖୁସିରେ ମିଠା ବାଣ୍ଟିବେନି ନାଇଁ। ପର ଘର ତରକାରୀ ଖାଇ ବସିଛନ୍ତି ସ୍ତ୍ରୀ ଆଗରେ ଟେକି ଦେଇ କହିବେନି ଆଉ ଶାଶୁ ବହୁ 2 ଜଣ ଯାକ ଏକାଠି ବସିଛନ୍ତି ଆଜ୍ଞା। କେବେ ହେଲେ ମାକୁ ମାଗିବେନି 3ଟା ନିଛକ ସତ କଥା ଆଜ୍ଞା। ପୁଅ ମେଟ୍ରିକ ପାସ୍ କଲା ହଁ। 80% ମାର୍କ ରଖିଛି ଆଜ୍ଞା। ଫାର୍ଷ୍ଟ ଡିଭିଜନରେ ପାସ୍ କରିଛି ହଁ। ଆପଣ ଗାଁରେ ମିଠା ବାଣ୍ଟିବେ ଯେ କହିବ କଣ ହେଲା ରେ ନା ମୋ ପୁଅ ଫାର୍ଷ୍ଟ ଡିଭିଜନରେ ପାସ୍ ପାସ୍ କରିଛି କରିଛି ଆଉ। ସେ ପିଲା ଆଜ୍ଞା +2ରେ ଫେଲ୍ ହବ ହବନି କହିବ, ମୋ ବୋପା ମିଠା ବାଣ୍ଟିଲାଣି ମୋର ଭଲ ହଉଛି ଆଉ ହଁ, ଫୁଲେଇ 80% ମାର୍କ ରଖିଥବ ମିଠା ବାଣ୍ଟିବାକୁ ସିଏ ପୁଅ ଯଦି କହିବ ଆଜ୍ଞା। ଆପଣ କହିବେ କଣଟା ଏମିତି ଟେକି ପକେଇଲୁ କି ତା ପୁଅ ତ ସିଏ 90% ମାର୍କ ରଖିଛି ହଁ, ଆଉ ତ ତତେ କଣ ମିଠା ବାଣ୍ଟିବାକୁ ଦେବି ହଁ। ସେ ପିଲା ଆଉ ଭଲ ପଢିବ ଆଜ୍ଞା। ଜୀବନରେ ପୁଅ ଭଲ ପଢୁଛି କେବେ ଟେକିବେନି ନାଇଁ। ସେ କଥା ଜାଣିଛି ସେ କଥା କୈକେୟୀ କଲା ଗୋଟେ ରାଜା ହବ ମୁଁ କଣ ଖୁସି ହେବି ଏଇଟା ତାର ଅଧିକାର ଆଜ୍ଞା। ଏଥିରେ ଖୁସି ହବାର ପ୍ରଶ୍ନ ଉଠୁନି ନାଇଁ। ଦ୍ୱିତୀୟ କଥା କଣ? ଆପଣ ଦେଖନ୍ତୁ ପର ଘର ତରକାରୀ ହଁ। ପଡ଼ିଶା ଘର ସ୍ତ୍ରୀ ଲୋକ ଜଣେ କିଏ ଦେଇଛି ଆଜ୍ଞା। ଆପଣ ଖାଇ ବସିଲା ବେଳେ ଆପଣଙ୍କ ସ୍ତ୍ରୀ ହଁ। 5ଟା ତରକାରୀ ହେଇଥିବ ଆଜ୍ଞା। ଦେଇ ସାରିବା ପରେ ହଁ। 2 ମିନିଟ୍ ଛାଡ଼ି ସେ ତରକାରୀ ଆଣିବ ସେଇଠିକି ଆଣିବ। ଆପଣ ଯଦି କହିବେ କଣ ମନେ ନଥିଲା କିରେ ନା ଆଣିବ ଆଉ? ଏଇଟା ଆମ ତରକାରୀ ନୁହଁ ପଡ଼ିଶାର ଅପା ଦେଇଥିଲା ହଁ। ଆପଣ 2 ଥର ଖାଇଲା ଯାଏ ସିଏ ସେମିତି ଛିଡ଼ା ହେଇଥିବ ଛିଡ଼ା ହବ। ଆଉ? ଖାଇଲା ପରେ ପଚାରିବ ତାଙ୍କ ତରକାରୀ କଣ ହେଇଛି ହଁ। ଭାଇ ତଳକୁ ଉପରକୁ ଅନେଇକିରି କଥାବାର୍ତ୍ତା କରିବେ ହଁ। ଯଦି କହିଦେବେ ଭଲ ଲାଗୁଛି ନା ଯାଉନୁ ତାରି ଘରେ ଖାଇବୁ ଯା। ଜମା ସେ କଥା କରିବେନି ନାଇଁ। ପର ଘର ତରକାରୀ ହଁ। ଭଲ ଲାଗୁଥବ ହଁ। ସ୍ତ୍ରୀ ଯଦି ପଚାରିବ କଣ ହେଇଛି ହଁ। ନା ଛି ଛି ବାଗ ହେଇନି। ଏଗୁଡାକ ରୋଷେଇ କରି ଜାଣନ୍ତିନି ନାଇଁ। ତୋ ହାତୁଟା କଣ ଆଉ କଣ? ନା କିଏ କଣ ଜାଣେ ମ ଆଉ କିନ୍ତୁ ଭଲ ଲାଗିଲେ ମଧ୍ୟ ହଁ। ମନା କରିବେ ଆଜ୍ଞା। ଦ୍ୱିତୀୟ ତୃତୀୟ କଥା ଶାଶୁ ବୋହୂ 2 ଜଣ ଯାକ ବସିଛନ୍ତି ଆଜ୍ଞା। ଆପଣ ରାତିରେ ପାଲା ଦେଖି ଫେରିଲେ ହଁ। ବର୍ଷାରେ ଭିଜିଛନ୍ତି ଆଜ୍ଞା। ଗଲାବେଳକୁ ଶାଶୁ ବୋହୂ ଅଛନ୍ତି ହଁ। କହିବେ ମା ଟିକେ ନାଲି ଚା କରିଦେଲୁ ଥଣ୍ଡା ଲାଗିଲାଣି ସରିଗଲା କଥା ଭାଇ ଇଏ କହିବ ମାଠୁ ତ ଚା ଖାଉଥିଲା ମତେ କାହିଁକି ଆଣିଥିଲା ପାଟିରୁ ବାହାରିଲେ କହିବା କଥା। ହଁ। ଜମା ତାକୁ ମାଗିବେନି ନାଇଁ। ଯଦି ସ୍ତ୍ରୀ କି କହିବେ ହଁ। କାଇଁ ବସିଛୁ ଯାଉନ ଚା ଟିକେ କରିବୁ ଦେହ ଥରି ଯାଉଛି ହଁ। ସେ ଖୁସି ହବ କଣ କହିବ? କହିବ, ତା ମାକୁ ପଚାରୁନି ମତେ କହିଲାନି ଆଉ ତେଣୁ ଜୀବନରେ କେବେ ହଁ। ମା ଆଗରେ ସ୍ତ୍ରୀ କି ବୋଲ ବତେଇବେ ଆଜ୍ଞା। ସ୍ତ୍ରୀ ଆଗରେ ମା କୁ କହିବେନି ନାଇଁ। ପୁଅ ଭଲ ପାଠ ପଢୁଛି ହଁ। ଗାଁରେ ମିଠା ବାଣ୍ଟିବେନି ନାଇଁ। ପର ଘର ତରକାରୀ ଖାଇବେ ଆଜ୍ଞା। ସ୍ତ୍ରୀ ଆଗରେ ଟେକିବେନି କହିବେନି। ସଂସାର ସରିଯିବ ସେଦିନ ଯେତେବେଳେ ଦଶରଥ କହିଲେ ତମ ପୁଅ ରାମ ରାଜ୍ୟରେ ରାଜା ହବ ହଁ। ନା ଏଇଟା କୋଉ ବଡ କଥା କି ତମେ ରାଜା କରେଇଲେ ହବ ହଁ। ତମେ କାଲି ମଲେ ମଧ୍ୟ ସେ ରାଜା ହବ ହବ। କାହିଁକି ନା ସେଇଟା ହଉଛି ତା ନାର୍ଯ୍ୟ ଆଜ୍ଞା। ରାମ ଯୋଉଦିନ ଜନ୍ମ ହେଲାଣି ହଁ। ଅଯୋଧ୍ୟାରେ ସେ ରାଜା ହେଇ ସାରିଲାଣି ଆଉ ତମେ କରେଇବ ଏଇଟା କଣ ବାହାଦୁରୀ କଥା ହଁ। କି ତମେ କଣ କରିବ ସେ ପରା ରାଜା ହେଇ ସାରିଲାଣି ହେଇସାରିଲାଣି ଆଉ। ଝିଅଟି ଜନ୍ମ ହେଲା ଦିନୁ ଆଜ୍ଞା। ଆମେ ଜାଣିଛେ ଇଏ ଆମର ନୁହଁ ନାଇଁ। ପର ଘରକୁ ଯିବ ହଁ। କିନ୍ତୁ ଝିଅ ବାହାଘର ଦିନ ବୋପା ମା ବସିକି ବୁଲିବା ବୋବେଲା ଭଳିଆ ବୋବେଇବେ କଣ କାନ୍ଦ? କିରେ ଜନ୍ମଦିନ ତ ଜାଣିଛ ଆମର ନୁହଁ ପର ଘରକୁ ଯିବ ହଁ। ସେତେବେଳେ ଯୋଉ ବାଛୁରୀ ସବୁ ଭାଗୁଆ ରଖନ୍ତିନି ଆଜ୍ଞା ଚାଲିଥିଲା। ପର ଘର ବାଛୁରୀ ଭାଗୁଆ ରଖିଥବ ହଁ। ବାଛୁରୀ ବଡ ହେଲା ପରେ ମାଲିକ 2 ପଇସା ଦେଇ ନେଇଯିବ ଆଜ୍ଞା। ସିଏ ନେଲା ବେଳେ ଇଏ ତାର ନାଙ୍ଗୁଡକୁ ଧରିକି କାନ୍ଦିବ ହଁ। କିରେ ତା ବାଛୁରୀ ତ ହଁ। ସିଏ ନେଲା ତୁ କାହିଁକି କାନ୍ଦୁଛୁ କଣ ପାଇଁ? ତୁ ଯଥା ହଁ। ରାମ ସେଦିନ ରାଜା ହେବେ କୈକେୟୀ ଖୁସି ହେଲେନି ନାଇଁ। ଦଶରଥ ଅବାକ୍ ହେଇ ରହିଲେ ହଁ। କହିଲେ କୈକେୟୀ ରାମ ରାଜା ହବ ତମେ ଖୁସି ନୁହଁ? ତମେ ଖୁସି ନୁହଁ ନା ନା ମୋ ପୁଅ ରାମ ଅଯୋଧ୍ୟାରେ ରାଜା ହବନି କାହିଁକି ଆପଣ ଯଦି ଗାଁ ସ୍କୁଲରେ ନାଁ ଲେଖେଇ ଦେଇ ଆସିବେ ହଁ। ସ୍ତ୍ରୀ କି କହିବେ ପୁଅ ନାଁ ଲେଖା ହେଲା ନା କୋଉଠି ନା ଗାଁ ସ୍କୁଲରେ ନା ମୋ ବୋପାଲୋ ସିଝା ଅଣ୍ଡା ଖାଇବ ବୋଲି ଏଇଠି ଲେଖିଦେଲ ଆଉ। ଆଉ କୋଉଠି ଲେଖିଥାନ୍ତା ନା ମୁଁ ପଢେଇଥାନ୍ତି ସୁନାଖଳାରେ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ହଁ।
ପିଲାକୁ ଉଚ୍ଚ ଜାଗାକୁ ନବାକୁ ଭଲ ସ୍କୁଲରେ ପାଠ ପଢେଇବାକୁ ଆଜ୍ଞା। ଆଜିର ମା ଯେମିତି ଚାହୁଁଛି ହଁ। ବିଶ୍ୱରେ ଗୋଟେ ମା ସିଏ ପ୍ରଥମେ ଚାହିଁଥିଲା ସେ ହଉଛି କୈକେୟୀ। କୈକେୟୀ ନା। କୈକେୟୀ କହିଲା ରାମ ଅଯୋଧ୍ୟାରେ ରାଜା ହବନି ନାଇଁ। ବିଶ୍ୱ ବ୍ରହ୍ମାଣ୍ଡର ରାଜା ସଜେଇ ଦେବି। ବାସ୍। 14 ବର୍ଷ ଜଙ୍ଗଲକୁ ପଠେଇଦେଲା ହଁ। ରାମ ରାଜ୍ୟ ତିଆରି କରିଦେଲା। ଆଜ୍ଞା। ସେ ଭଳି ମା ବିଶ୍ୱରେ ଅବିରଳ କିନ୍ତୁ କୈକେୟୀ ନାଁ ନାହିଁ ନା। ଯିଏ ଦେଲା ପରେ ଆଜ୍ଞା ତା ନାଁ ନାହିଁ। ନାହିଁ ପରା। ଆପଣ ଦେଖୁନାହାନ୍ତି କଣ? ଯୋଉ ଜାତୀୟ ଚକ୍ର ଅଛି ସ୍କୁଲ ବାରଣ୍ଡାରେ ହଁ। ସର୍ବଶିକ୍ଷା ଅଭିଯାନ ସ୍କୁଲ ଆଜ୍ଞା। ଆମ ଜାତୀୟ ଫୁଲ ହଁ। ଜାତୀୟ କବି ହଁ। ଜାତୀୟ ସଙ୍ଗୀତ ହଁ। ଜାତୀୟ କ୍ରୀଡ଼ା ହଁ। ଜାତୀୟ ପଶୁ ହଁ। ଜାତୀୟ ପଶୁ ହଁ। ଏ ଜାତୀୟ ପକ୍ଷୀ ହଁ। ସେ ଜାତୀୟ ପଶୁ ପାଖରେ କା ନାଁ ଲେଖା ହେଇଛି ବାଘ ବାଘ ଲେଖା। ଗାଈ ନାଁ ଲେଖା ହେଇଛି ନା। କ୍ଷୀର ଦେଲା ହଁ। ଘିଅ ଦେଲା ହଁ। ଲହୁଣୀ ଦେଲା ହଁ। ତା ପିଲାକୁ ବଡ କରି ଆମେ କୃଷି କାର୍ଯ୍ୟରେ ଲଗେଇଲେ ଆଜ୍ଞା। ସିଏ ଜାତୀୟ ପଶୁ ନୁହଁ ନାଇଁ, ନାଇଁ। ବାଘ ଦେଖୁ ଦେଖୁ ଖାଇବ ହଁ। ସିଏ ଜାତୀୟ ପଶୁ ଆଜ୍ଞା। ଯିଏ ସର୍ବସ୍ୱ ଦବ ହଁ। ତାର ସୃଷ୍ଟିରେ ସ୍ଥାନ ନାହିଁ ସ୍ଥାନ ନାହିଁ ଆଉ। କାରଣ ଏ ଦୁନିଆ ଭିତରେ ହଁ। ଏ ଦୁନିଆର ରୀତି ସ୍ୱାଧୀନତା ଆଣିଲେ ଗାନ୍ଧୀ ଆଜ୍ଞା। ଖାଇଲେ ଗୁଳି ମାଡ଼ Yes। ଧର୍ମ ପ୍ରଚାର କଲେ ଯୀଶୁ ହଁ। ଖାଇଲେ ଲୁହା କଣ୍ଟା ବାଡିଆ ଆଜ୍ଞା। କିନ୍ତୁ ଯିଏ ସବୁ ଯାକ ଖାଇଦେଇ ଇଣ୍ଡୋନେସିଆ ବ୍ୟାଙ୍କରେ ବାନ୍ଧିଲା ହଁ। ତମର ନେତା ଆମର ନେତା ଜିନ୍ଦାବାଦ। ଜିନ୍ଦାବାଦ। କାହିଁକି ଏ କଥା କହୁଛି ନା ବିଶ୍ୱରେ ଯିଏ ଦେଇଛି Yes। ତା ସ୍ଥାନ ନାହିଁ ନାଇଁ। ଯିଏ ନ ଦେଇଛି ସିଏ ଆଗରେ ବସିଥିବ। ଆଜ୍ଞା। କହିବାର ଉଦ୍ଦେଶ୍ୟ ଏଠି ଯେତେ କଥା ଆପଣ ଖୋଜନ୍ତୁ ନା କାହିଁକି ଏ ସୃଷ୍ଟିର ରୀତିନୀତି ନିୟମ ଖୋଜିଲେ ଆଜ୍ଞା। କହିଲେ କୈକେୟୀ ଭଳିଆ ମା କିଏ ଅଛି କେହି ନାହିଁ। ରାମ ଭଳିଆ ପୁଅ ତିଆରି କରିଛି ହଁ। କିନ୍ତୁ ଗାନ୍ଧାରୀ ସବୁ କଥାରେ ନୀରବ ରହି ରହି ବାସ୍। ପିଲାକୁ ଅବାଟକୁ ନେଲା। ଆଜ୍ଞା। ରାତି ପାଇଲେ ପିଲା ଯିବ ଯୁଦ୍ଧକୁ ହଁ। କହୁଛି ମା ମତେ କଲ୍ୟାଣ କରେ ମୁଁ ଯୁଦ୍ଧକୁ ଯିବି। ଏଠି କଲ୍ୟାଣ କଲେ କଣ କାଳୀଚରଣ ପଟ୍ଟନାୟକ ଆଜ୍ଞା। ବୋଲେ ଯାଅ ବୀର ରଣେ ଧରଣୀ ବକ୍ଷୁ ପାପ ରାଶି ହେଉ କ୍ଷୟ। କ୍ଷୟ ହେଉ ପୁଣ୍ୟ ଜଗତେ ଧର୍ମ ହେଉ। କାଇଁ ମନା କଲୁନି ପୁଅ ହଁ। ଯୁଦ୍ଧ କରି ଯାଆନା ଯାଆନା, ଭାଇ କି ଭାଗ ଦେ ଦେଇଦେ। ଭାଇ କି ଭାଇ ଭଳି ଦେଖ ହଁ। ଚରିତ୍ର ଗଠନ କରି ପାରିଲାନି ମା ବୋଲି ଆଜ୍ଞା। 100 ପୁଅ ମରିଗଲେ କିନ୍ତୁ ଚରିତ୍ର ଗଠନ ଶିଖେଇଛି ଠିକ ବୋଲି ରାମ ରାଜ୍ୟ ତିଆରି ହେଲା। ଆଜ୍ଞା। ତେଣୁ ସୃଷ୍ଟିରେ କୈକେୟୀ ଭଳି ମା ହବା ଦରକାର। ଆଜ୍ଞା। ଗାନ୍ଧାରୀ ଭଳି ମା ହେଇ ପିଲାର ମନ କଥା କେବେ ପୂରଣ କରନ୍ତୁନି। ନାଇଁ, ନାଇଁ। ସର୍ବସ୍ୱ ଚାଲିଯିବ ଆପଣ ଆଜ୍ଞା। ଜୀବନରେ ଯୋଉଠି ମା ଭୁଲ ହେଇଯିବ ହଁ। ସେଠି ସଂସାର ଭୁଲ ହେଇଯିବ ଭୁଲ ହବ। ଯୋଉଠି ମା ଠିକ ଅଛି ଆଜ୍ଞା। ସେଠି ଜଗତ ଠିକ ଅଛି। ଅଛି। କାହିଁକି ଏ କଥା କହୁଛି କାହିଁକି? ଏ ଯୋଡ଼ିଆ କଥା ଆପଣ ଯଦି ଦେଖିବେ ଗୋଟିଏ ପଟେ ରାମାୟଣ ହଁ। ଅନ୍ୟ ପାଖରେ ମହାଭାରତ ଆଜ୍ଞା। ଏ ଦୁଇଟି ଗ୍ରନ୍ଥ ଆମେ ପଢୁ ଆଜ୍ଞା। ଖାଲି ଯୋଡ଼ିଏ ନୁହଁ ତା ସାଙ୍ଗରେ ଆଉ ଗୋଟିଏ ଗ୍ରନ୍ଥ ପଢୁ ତାହେଲେ ରାମାୟଣ ହଁ। ମହାଭାରତ ହଁ। ଭାଗବତ ଆଜ୍ଞା। ଏ ତିନି କଥା ଆମେ ପଢୁ କାହିଁକି କାହିଁକି ପଢିବା? ରାମାୟଣ ପଢିଲେ ଆଜ୍ଞା ଚରିତ୍ର ଗଠନ ହବ। ଆଜ୍ଞା। ଯେତେଟି ଚରିତ୍ର ଅଛି ସୃଷ୍ଟିରେ ହଁ। ରାମାୟଣକୁ ଦେଖନ୍ତୁ ଆଜ୍ଞା। ମା ଚରିତ୍ର ହଉ ହଁ। ଭାଇ ଚରିତ୍ର ହଉ ହଁ। ଭାଇ ବୋଉ ଚରିତ୍ର ହଉ ହଁ। ବାପା ଚରିତ୍ର ହଉ ହଁ। ସଂସାରରେ ଯେତେ ଚରିତ୍ର ଆଜ୍ଞା। ରାମାୟଣର ଚରିତ୍ର ଗଠନ କାବ୍ୟ ରାମାୟଣ ପଢିଲେ ଆପଣ ଚରିତ୍ର ଗଠନ କରିବେ। ଆଜ୍ଞା। ମହାଭାରତ ଆମେ ପଢୁ କାହିଁକି କାହିଁକି? ବିବେକୀ ହବା ବିବେକୀ। ମହାଭାରତର ପ୍ରତ୍ୟେକଟି ଚରିତ୍ର ଆଜ୍ଞା। ବିବେକ ଭିତରେ ଗଢା। Yes। ଶଙ୍ଖ ବାଜିବ ହଁ। ଯୁଦ୍ଧ ହବ ହଁ। ଶଙ୍ଖ ବାଜିବ ଯୁଦ୍ଧ ବନ୍ଦ ହବ। ବିବେକୀ ବୋଲି ନା। ଏମିତି ଚରିତ୍ର ଆପଣ କୋଉଠି ଆଉ ପାଇବେନି। ନାଇଁ। କିନ୍ତୁ ଭାଗବତ ଆମେ ପଢୁ କାହିଁକି କାହିଁକି? ନା ମୁକ୍ତି ମିଳିବ। ଆଜ୍ଞା। ତାହେଲେ ଗୋଟିକରେ ଚରିତ୍ର ଗଠନ ହବ ହଁ। ଗୋଟିକରେ ବିବେକୀ ହବା ହଁ। ଆଉ ଗୋଟିକରେ ମୁକ୍ତି ପାଇବା। ଆଜ୍ଞା। ତେଣୁ ଏ ତିନୋଟି ଗ୍ରନ୍ଥ ଆମେ ପଢୁ। ଆଜ୍ଞା। ତାହେଲେ କହିବାର ଉଦ୍ଦେଶ୍ୟ ହଁ। ଏ ଯୋଉ ରାମାୟଣ ଆଉ ମହାଭାରତ ହଁ। ଗୋଟିଏ ଅନୁପୂରକ ଗୋଟିଏ ହଉଛି ପରିପୂରକ। ଆଜ୍ଞା। ଯାହା ଏଥିରେ ଅଛି ହଁ। ତା ସେଥିରେ ନାହିଁ। ନାହିଁ। ଇଏ ଅନୁକୂଳ ହେଲା ବେଳେ ସିଏ ପ୍ରତିକୂଳ। ଆଜ୍ଞା। ଏଥିରେ ଥିଲା ଜିନିଷ ସେଥିରେ ନାହିଁ। ନାହିଁ। କାରଣ ଇଏ ସବୁ ପରିବର୍ତ୍ତନ। ଆଜ୍ଞା। ଆପଣ ଯେତେ ଚେଷ୍ଟା କଲେ ବି ହଁ। ତାକୁ ସମ୍ଭାଳି ପାରିବେନି କି ସଜାଡ଼ି ପାରିବେନି। ପାରିବେନି। ଗୋଟାଏ ପଦ ଗୀତ ଆପଣ ମାନଙ୍କ ନିକଟରେ ଶୁଣଉଛି। ଆଜ୍ଞା। କାବ୍ୟକର୍ତ୍ତା ହେଲେ କବି ହେଲେ ଆପଣ ମାନଙ୍କର ଘଣ୍ଟ କବି ଯଦୁମଣି ମହାପାତ୍ର ତ୍ରିପଟା ତାଳ ଆଜ୍ଞା। ରାଗଟା ହଉଛି କନ୍ନଡା। କନ୍ନଡା। କନ୍ନଡା ରାଗଟା ଆଜ୍ଞା ଗାଇବା ବାଲାକୁ ଟିକେ କଷ୍ଟ କଷ୍ଟ ଭିଡ଼। ଯେମିତି ମୋଟାଳ ମାଟି ହଁ। ଗୋରୁକୁ କଷ୍ଟ ହଁ। ମୁଗ ବିଣୁ ବିଣି ଆସିବେ ହଁ। ବିଲ ଯାକ ଗୋଟେଇଲେ 4 ଝୁଡି ମାଟି ବାହାରିବନି ନାଇଁ। କିନ୍ତୁ ଆବୁ ହେଇଥିବ ବଳଦ କାନ୍ଥ ହେଇଯିବ ତ ସେମିତି ଟାଣ। କନ୍ନଡା ରାଗ ହଁ। ଗାୟକ ମାନଙ୍କୁ ଟିକେ ଭିଡ଼ ସେଇ ଯୋଗୁଁ ଆମେ ସିଆଡେ ବୋଲୁନୁ ଆଉ। ନାଇଁ। କିନ୍ତୁ ଏଠି ଯାଉ ପଦୁଟିଏ ଗୀତ ଗାଉଛି ଯଦୁମଣିଙ୍କର ହଁ। କନ୍ନଡା ରାଗ ଆଜ୍ଞା। କହିଲେ କୋମଳ ପାଲା ହରିଣ
ଆଜ୍ଞା ଯୋଡ଼ିଏ ସାଙ୍ଗ 2 ଜଣ ସାଙ୍ଗ ଗୋଟିଏ ହଉଛି ଓଟ ଆଜ୍ଞା ଆଉ ଗୋଟିଏ ହଉଛି ହରିଣ ହରିଣ ଏ ଯୋଡ଼ିକ ଜନ୍ତୁ ଯୋଡ଼ିଏ ସାଙ୍ଗ ଆଜ୍ଞା ହେଲେ ଦି ଜଣଙ୍କର ଜାତି ଭିନ୍ନ ଭିନ୍ନ ରୂପ ଭିନ୍ନ Yes. ଉଚ୍ଚତା ଭିନ୍ନ ହଁ। ରଙ୍ଗ ଭିନ୍ନ ଭିନ୍ନ। ଢଙ୍ଗ ଭିନ୍ନ Yes. କେହି କାହା ସାଙ୍ଗରେ ମିଶନ୍ତିନି ନାଇଁ 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 ଜଣେ ହଉଛି ଡେଙ୍ଗା ଆଜ୍ଞା। ଆଉ ଜଣେ ହଉଛି ଗେଡା ଗେଡା। ଜଣେ ହଉଛି ଉଚ୍ଚା ଆଜ୍ଞା। ଜଣେ ନିଚା Yes. ଜଣେ ବଡ ହଁ। ଜଣେ ସାନ ହଁ। ଏ ଦି ଜଣ ରୂପ ଦେଖି କି ଜାତି ଦେଖି ମେଳ ହେଇନାହାନ୍ତି ନାଇଁ ନାଇଁ କାହିଁକି ସାଙ୍ଗ ହେଇଛନ୍ତି ଦେଖନ୍ତୁ ଆଜ୍ଞା ଏ ଦି ଜଣ ସାଙ୍ଗ ହଁ ଦିନେ ଜଙ୍ଗଲକୁ ଚରିବାକୁ ଯାଇଛନ୍ତି ଆଜ୍ଞା ଜଙ୍ଗଲ ଭିତରେ ହଁ। ଓଟଟା ଡେଙ୍ଗା ଜନ୍ତୁ Yes. ଲମ୍ବା ବେକ ବଢେଇ ହଁ। ଉଚ୍ଚା କଣ୍ଟା ଗଛର କଣ୍ଟା ଡାଳ ଖାଇ ଆନନ୍ଦ ଅନୁଭବ କଲା ବେଳେ ଆଜ୍ଞା ତଳେ ହରିଣ ହଁ କଅଁଳିଆ ପତ୍ର କଅଁଳିଆ ଘାସ ସେ ଖାଉଛି ତଳୁ ଖାଉଛି ତାର ସେ ଓଟ ପେଟେ କଣ୍ଟା ଡାଳ ଖାଇସାରି ତଳକୁ ଚାହିଁଲା ହଁ ଖାଇଲା ପିଇଲା ବେଳେ ଆଜ୍ଞା କିଏ କାହାର କେହି କାହାର ନୁହଁ ଗାଁ ଗହଳିଆ ଗୋଟେ କଥା ଅଛି କଣ? ମା ଝିଅ ଦେଉଳେ ପଶିଲେ ହଁ। ଯାହା କଥା ଯିଏ ମନାସିଲେ ମନ ଆସିଲେ ସାବିତ୍ରୀ ଦିନ ଶାଢୀ ପୂଜା କରିବାକୁ ମା ଝିଅ ଯାକ ଦେଉଳକୁ ଯାଇଥିବେ ଆଜ୍ଞା ମା ଷଣ୍ଢ ପଛପଟେ ମୁଣ୍ଡିଆ ମାରୁଥିବ ପ୍ରଭୁ ହଁ। ମୋ ହାତ କାଚ ବଜ୍ର ରହୁ ହଁ। ଝିଅ ମୁଣ୍ଡିଆ ମାରୁଥିବ ପ୍ରଭୁ ହଁ। ମୋ ହାତ କାଚ ବଜ୍ର ରହୁ ବଜ୍ର ରହୁ। ଝିଅ କହୁନଥିବ ମୋ ବାପା ବଞ୍ଚୁ ହଁ। କି ମା କହୁନଥିବ ମୋ ଜୁଆଇଁ ବଞ୍ଚୁ ନାଇଁ ନାଇଁ ଯାହା କଥା ଯିଏ ମନେ ଆସିଲେ ହଁ। ତେଣୁ ଖାଇଲା ବେଳେ କିଏ କାହାର କେହି କାହାର ନୁହଁ ଓଟ ପେଟେ କଣ୍ଟା ଡାଳ ଖାଇ ତଳକୁ ଚାହିଁଲା ହଁ। ଦେଖିଲା ହରିଣ କଅଁଳିଆ ପତ୍ର କଅଁଳିଆ ଘାସ ଖାଉଛି ଆଜ୍ଞା ଓଟ ଟିକେ ବିଗିଡିଲା ଆଉ କହିଲା ହେ ହୁଣ୍ଡା ଏ ଏତେ ଦିନ ହେଲା ମୋ ସାଙ୍ଗରେ ସାଙ୍ଗ ହେଲୁଣି ହଁ, ହଁ। କିଛି ଶିଖିଲୁନି କଣ ଶିଖିଲୁନି? ଏଡେ ସୁନ୍ଦର କଞ୍ଚା ଗଛର କଣ୍ଟା ଡାଳ ଖାଇ ହଁ। ମୁଁ ଯୋଉ ଆନନ୍ଦ ଅନୁଭବ କରୁଛି ହଁ। ତୁ ତଳୁ କଅଁଳିଆ ପତ୍ର କଅଁଳିଆ ଘାସ ଖାଇ କଣ ପାଉଛୁ କଣ ପାଇଲୁ କହିଲୁ ସେଠି କାଲି ଓଟ ଲାଗିଛି। ହରିଣକୁ ନିନ୍ଦା କଲା ଆଜ୍ଞା ହରିଣ କଅଁଳିଆ ପତ୍ର ପେଟେ ଖାଇସାରି ହଁ। ଓଟକୁ ଚାହିଁଲା ବେଳକୁ ଆଜ୍ଞା ଓଟ ପାଟିରୁ ହଁ। ଟୋପା ଟୋପା ରକ୍ତ ବେଶ। କଣ୍ଟା ଫୁଟି ତଳେ ପଡୁଛି ହଁ ହରିଣ କହିଲା ହେ ମୂର୍ଖ ଏ। ଏଡେ ବଡ ଜନ୍ତୁଟା ସିନା ହଁ। ଡେଙ୍ଗାଟା ହଁ। ହୁଣ୍ଡା କିଛି ଜାଣିଲୁନି କିଛି ନାହିଁ ରେ। କି ଆଖି ବନ୍ଦ କରି କଣ୍ଟା ଡାଳ ଖାଉଛୁ ହଁ। ତୁ ଭାବୁଛୁ କଣ୍ଟା ଡାଳ ସୁଆଦ ବେଶ। କିନ୍ତୁ ତୋ ପାଟିର ରକ୍ତ ହଁ। ତତେ ସୁଆଦ ଦଉଛି ଦଉଛି, ତୁ କଣ୍ଟା ଜାଣିନୁ। ଡାଳ ସ୍ୱାଦ ନୁହଁ ହଁ। ତୀକ୍ଷ୍ଣ କଣ୍ଟା ତୋ ପାଟିରେ ଫୁଟି ହଁ। ରକ୍ତ ମିଶିତ କଣ୍ଟା ଡାଳ ଖାଇ ବେଶ। ତୁ ଭାବୁଛୁ ମତେ ଆନନ୍ଦ ଲାଗୁଛି ନାଇଁ ରେ ମୂର୍ଖ କୋଉଠିକାର ହଁ, ହଁ। ତାହେଲେ ଓଟକୁ ନିନ୍ଦା କରୁଛି ହରିଣ ଆଜ୍ଞା। ହରିଣକୁ ନିନ୍ଦା କରୁଛି ଓଟ ଆଜ୍ଞା ଦୁହେଁ ଦୁହିଁକି ହଁ। ନିନ୍ଦା କରିବାରେ ଲାଗିଛନ୍ତି ଲାଗିଛନ୍ତି ଆଉ ତାହେଲେ ଏ ସମାଜରେ ଆମେ ଯଦି ଦେଖିବା ଆଜ୍ଞା। ଓଟର ଠିକ ହଁ। ନା ହରିଣର ଠିକ ଦେଖିବା ମଧ୍ୟସ୍ଥି ଯଦି ଆମେ ଖୋଜିବା ହଁ। ତାହେଲେ ମଧ୍ୟସ୍ଥି କହିବେ ହଁ। ଦି ଜଣ ଯାକର ଠିକ ନାହାନ୍ତି ଆଜି ବିଶ୍ୱନାଥ ପଟ୍ଟଯୋଶୀ ଆଜ୍ଞା। ସେ ଗୋଟେ କଥା କହନ୍ତି କଳି ଯୁଗରେ ଭଦ୍ର ଲୋକ ହବ ହଁ। ହଁ କରିବନି କି ନାହିଁ କରିବନି ହଁ କଲେ ଦୋଷ ହଁ। ନାହିଁ କଲେ ଦୋଷ ହଁ। ଖାଲି ହୁଁ କରିବେ ଯଦି ହୁଡାରେ ପଥର ପକେଇ ଯାଉଥିବେ କହିବେ ଭାଇ ହଁ ଆଉ ଟିକେ ଆଗକୁ ଆସିଥିଲେ ହେଇଥାନ୍ତା ନା ହୁଁ ନା ନାଇଁ ଆଗକୁ ଆସିଛି ଟିକେ ପଛକୁ ଯାଇଥିଲେ ହେଇଥାନ୍ତା ନା ହୁଁ କାହିଁକି ନା ହୁଁ ଟା ଦି ଆଡିକି ପାଇବ ପାଇବ। ହଁ କୁ ପାଇବ ନାହିଁ କି ପାଇବ ହଁ। ନଦୀ ହଁ ନାହିଁ କରିଦେବେ Yes. ଦୋଷୀ ହେବେ ହଁ। କାହିଁକି ଏଠି କହିଲେ ନା ଓଟର ଠିକ ହରିଣର ଠିକ ନା ଓଟ କଣ୍ଟା ଡାଳ ଖାଇବା ଠିକ ଠିକ। ହରିଣ କଅଁଳିଆ ପତ୍ର ଖାଇବା ଠିକ ଠିକ ଆଉ ତାହେଲେ ସମାଜରେ ଓଟ କିଏ ସେ ହରିଣ କିଏ ଆଜ୍ଞା ଜଙ୍ଗଲରେ ଅଛନ୍ତି ଜଙ୍ଗଲ ଜନ୍ତୁ ନୁହଁ ଆଉ ଏଇଠି ଆମେ ଯେତେ ପାଲା ଦେଖୁଛେ ଆଉ ପାଲା ବାଲା ଆମରି ଓଟ। ଆମରି ଭିତରେ ଓଟ ଅଛନ୍ତି ହଁ। ଆମରି ଭିତରେ ବି ହରିଣ ଅଛନ୍ତି ତାହେଲେ ଓଟ କିଏ ସେ କିଏ? ନା କଣ୍ଟା ଡାଳ ଖାଉଥିବା ଓଟ ଆଜ୍ଞା। ସିଏ ହଉଛି ସଂସାରିକ ପ୍ରାଣୀ ସଂସାର ଭିତରେ ଥାଇ ହଁ। ମୋ ପୁଅ ହଁ। ମୋ ଝିଅ ହଁ। ମୋ ଘର ହଁ। କେହି ନ ପଚାରନ୍ତୁ ହଁ। ବୁଢା ପିଣ୍ଡାରେ ବସିଛି ଆଜ୍ଞା। ମଉସା ହଁ। ଏ ଘର କାହାର ହଁ। ନା ମୋର ଘର ବୁଢାର ହଁ ବୁଢା ଜମା ନୁହଁ ବୁଢାର ତ ଘର ସିଢି ତଳେ ଶୋଉଛି କାହିଁକି ପିଣ୍ଡାରେ ଶୋଉଛି କାହିଁକି ହଁ। ଘର ବୁଢାର ନୁହଁ ହଁ। ଘର ହଉଛି ପୁଅର ଆଜ୍ଞା। ଜମି ଜମି। ନା ମୋର 7 ଏକର ଜମି ପ୍ରମାଣ ନା ପଟ୍ଟା ରଖିଛି ପାଉତି ଦଉଛି ଦଉଛି କିନ୍ତୁ ପଟ୍ଟାରେ ତ ନାଁ ଅଛି ନା ହଁ କିନ୍ତୁ ପଟ୍ଟା ଉପରେ ହେଡ ଲାଇନରେ ଲେଖା ହେଇଛି ଓଡିଶା ରାଜ୍ୟ ସରକାର ସରକାର। ମନ ହେଲେ ଟ୍ରେନ ଲାଇନ ନବ ନହେଲେ ବଡ ଟାୱାର ପୋତି ଦବ ଆଇଛା ନା। ଇଏ ଜଗିବ ହଁ। ଜଗିଛି ବୋଲି 2 ପଇସା ଆଜ୍ଞା। କିରେ ବିଲ ତ ତୋର ନୁହଁ ନାଇଁ। ଇଏ ଘର ତୋର ନୁହଁ ନୁହଁ। ଟଙ୍କା ଟଙ୍କା। ମୋର ହଁ, ରଖିଛି। ତୋର ତ ଟଙ୍କା ହଁ। ଯୋଉଦିନ ମାନ୍ୟବର ପ୍ରଧାନମନ୍ତ୍ରୀ ମୋଦି ମହୋଦୟ ଆଜ୍ଞା। ଘୋଷଣା କରିଦେଲେ 8ଟା ରାତିରେ 1000 ଟଙ୍କିଆ 500 ଟଙ୍କିଆ ଚଳିବନି ଚଳିବନି। ତୋ ଟଙ୍କା ତ ବ୍ୟାଙ୍କରେ କାହିଁ ଧାଡି ଧରି ଛିଡା ହେଲୁ ସେ ସବୁ କହିଥାନ୍ତୁ ମୋ ଟଙ୍କା ହଁ। ଟଙ୍କା ଉପରେ ଲେଖା ହେଇଛି ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ହଁ ଟଙ୍କାର ମାଲିକ ହଉଛି ରିଜର୍ଭ ବ୍ୟାଙ୍କ ଆଜ୍ଞା। ଘରର ମାଲିକ ହଉଛି ପୁଅ ହଁ। ଜମିର ମାଲିକ ହଉଛି ସରକାର ହଁ। ଆଉ ଜଗତରେ ତୋର କିଏ କିଏ ସେ? ସେ ମନେ ମନେ ନିଶ ମୋଡି କହିବ ସବୁ ଯାଉ ହଁ ମୋ LIC ପଇସା ତାକୁ କିଏ ନବ ସେଇଟାକୁ ତ କେହି ନେବେନି ଟିପ ନ ଦେଲା ପର୍ଯ୍ୟନ୍ତ ହଁ। କିନ୍ତୁ ଇଏ ଜାଣିନି LIC ପଇସା ଆର ନୁହଁ କଣ ଜାଣିନି ସିଏ ଆସି ପଚାରିବ ଏଜେଣ୍ଟ ମଉସା ହଁ। ଧାନ ବିକା ପଇସା କଣ କଲ ନା ବାପା ରଖିଛି ହଁ। ନା ଆମ ସଂସ୍ଥାରେ ବାନ୍ଧି ଦଉନ ନା ବାପା ଲାଭ କଣ କଣ ହବ? ନା ମଲେ ମଉସା 3 ଗୁଣ ବାନ୍ଧିବୁ ମିଳିବ ମିଳିବ। ଇଏ 1,00,000 ଟଙ୍କା ବାନ୍ଧି ଦେଲା ଆଉ ହଁ। ନୋମିନି କାହାକୁ ରଖିବି
ନା ଆଜିକାଲି ପିଲେ ତ ଭଲ ନୁହଁ ସ୍ତ୍ରୀ ନା ପକେଇ ଦିଏ ହଁ, ପକା। ସ୍ତ୍ରୀ ନା ନୋମିନିରେ ପଡିଲା ଆଜ୍ଞା। ଏଜେଣ୍ଟ ବୁଝେଇଛି ହଁ। ମଲେ 3 ଗୁଣା ମିଳିବ ହଁ। ତା ମାନେ ବଞ୍ଚିଥିଲା ବେଳେ ଲାଭ କିଛି ନାହିଁ ମଣିଷ LIC କରୁଛି ଆଜ୍ଞା। ଯେ ମଲେ ସିଏ କହିଛି ମଲେ 3 ଗୁଣା ମିଳିବ ଆଜ୍ଞା। କିନ୍ତୁ ଇଏ ସେଇଟାକୁ ବୁଝିନି ଲାଭ କ'ଣ ଅଛି କିନ୍ତୁ ଏମିତି LIC ଆପଣ କରନ୍ତୁ ସେଇଟା ମଲେ କି ବଞ୍ଚିଲା ବେଳେ କେହି ହେଲେ ନେଇପାରିବେନି ଆଜ୍ଞା। ସେ ପଲିସି ହୋଲ୍ଡର ପାଖକୁ ଆମେ ଯାଇନେ ହଁ। କି ସେ ପଲିସି ଆମେ କେହି କରିନେ ନାଇଁ। ଆପଣ ମାନଙ୍କର ମଧୁ ବାବୁ ଆଜ୍ଞା। କହିଲେ ବାଲ୍ୟକାଳୁ ଧର୍ମ ଧନ ମୁଁ ଅର୍ଜିବି ଏ ଜୀବନ ବାଲ୍ୟକାଳୁ ଧର୍ମ ଧନ ସଞ୍ଚୟ କର ଆଜ୍ଞା। ସେ LIC ରେ ଯିଏ ପଇସା ବାନ୍ଧିଛି କେହି ନେବେନି ଆଜ୍ଞା। ସିଏ ବଞ୍ଚିବ ହଁ। ଆଉ ବଞ୍ଚିଛି ହଁ। ନାହାନ୍ତି ଆଜି ରଘୁ ଦିବାକର ଆଜ୍ଞା। ରଣପୁର ମାଟିର ଯୋଗ୍ୟ ସନ୍ତାନ Yes। ଯାଉ ହଉ। ସୂର୍ଯ୍ୟ ଚନ୍ଦ୍ର ଥିଲା ପର୍ଯ୍ୟନ୍ତ ହଁ। ସେ ନାଁ ଅଛି ଅଛି, ରହିବ। କାହିଁକି ନା ସେ ପଲିସି ହୋଲ୍ଡରକୁ ସେ ଚିହ୍ନିଥିଲେ 2 ପଇସା ବାନ୍ଧିଥିଲେ ହଁ, ହଁ। କିନ୍ତୁ ଆମେ କ'ଣ ସେଥିରେ ପଇସା ବାନ୍ଧିଛେ କି ପିଲାଦିନୁ କେତେବେଳେ ଧର୍ମ ଅଛି ଶାସ୍ତ୍ର କହୁଛି ଆଜ୍ଞା। ପିଲାଦିନୁ ଧର୍ମ ଧନ ଅର୍ଜନ କର ଆଜ୍ଞା। କିନ୍ତୁ ଆମେ ଆଜ୍ଞା ପିଲାଦିନୁ ଧର୍ମ କରୁ ନାଇଁ। ନାଇଁ ନା। ଆମେ ଜୀବନ ସାରା ବିତି ସାରିଲାଣି ଆଜ୍ଞା। କିନ୍ତୁ ଧର୍ମ କ'ଣ ଆମେ ଜାଣିନୁ ନା। ସମୟ ସରିବ ବୁଢା ହେଲା ବେଳକୁ ଆମେ ଯିବା ଆଜ୍ଞା। ଲାଭ କିଛି ଅଛି କିଏ ସେ ପାଇଛି ନା ପାଇବା କହିବା ନା କହିନାହାନ୍ତି। ଯାଉ ପୁରସ୍କାର ଦାତାଙ୍କର ବିଶ୍ୱପତି ଠାକୁର କଲ୍ୟାଣ କରନ୍ତୁ ଆଗନ୍ତକ ଭବିଷ୍ୟତ ଉଜ୍ଜଳମୟ କରି ଚଲାପଥ କୁସୁମିତ କରନ୍ତୁ ସର୍ବରିଷ୍ଠ ଖଣ୍ଡନ କରି ଦୀର୍ଘାୟୁ କରନ୍ତୁ ସର୍ବେ ବୋଲ ଆନନ୍ଦ କବାର କାହିଁକି କଥା କହୁଛି ନା ପିଲାଦିନୁ ଧର୍ମ ନ କରି ଆଜ୍ଞା। ବୁଢା ଦିନେ ଧର୍ମ ଖୋଜିଲେ ଲାଭ କ'ଣ ଅଛି କିଛି ଲାଭ ନାହିଁ। ତେଣୁ ଓଟ ଭଳି ଆମେ ବଞ୍ଚିଛୁ Yes। କ'ଣ ନା କହୁନାହାନ୍ତି ନା ତ ନାହିଁ କହୁଛି ଏଇଟା ଆଜ୍ଞା ଦାନ ନୁହଁ ନା। ଏଇଟା ଶ୍ରଦ୍ଧା ବାସ୍ ଏଥିରେ କିଛି କଥା ନାହିଁ ନାଇଁ। ଆମେ ମନ୍ଦିରକୁ ଦେଲେ ହଁ। ଧର୍ମ ଅନୁଷ୍ଠାନକୁ ଦେଲେ ହଁ। ସେଇଟା ସିନା ଲୁଚିକି ଦାନ କରିବା ହଁ। ଏଇଟା କ'ଣ ଆମକୁ ଦାନ ଦଉଛନ୍ତି କି ଏଇଟା କଳାକୁ ଭଲ ପାଉଛନ୍ତି ବାସ୍। ସଂସ୍କୃତିକି ଭଲ ପାଉଛନ୍ତି ହଁ। ସଭ୍ୟତାକୁ ଭଲ ପାଉଛନ୍ତି ହଁ। ମାଟିକି ଭଲ ପାଉଛନ୍ତି ହଁ। ଜାତିକି ଭଲ ପାଉଛନ୍ତି ହଁ। ଇଏ ପରମ୍ପରାକୁ ଭଲ ପାଇ ବେଶ। ଶ୍ରଦ୍ଧାର ଇଏ ଗୋଟେ କଲ୍ୟାଣ ଆଜ୍ଞା। ଆମେ ପୁରସ୍କାର ନୁହଁ ନା। ଏଟାକୁ କଲ୍ୟାଣ ବୋଲି ଭାବିଛୁ କଲ୍ୟାଣ ନା। ଆପଣ ମାନେ ଯଦି କଲ୍ୟାଣର ହାତ ବଢେଇ ଦେବେ ହଁ। ଭବିଷ୍ୟତରେ ପାଲାବାଲାଟିଏ ହବୁ ବୋଲି ଭାବିଛୁ ଭାବୁଛୁ। 22 ପାହାଚ ତଳ ପାହାଚରେ ଛିଡା ହେଇଛୁ ହଁ। 21 ପାହାଚ ଅତିକ୍ରମ କଲେ ଗରୁଡ ଖମ୍ବ ହଁ। ତାପରେ ଜଗନ୍ନାଥ ଦର୍ଶନ ଆଉ 21 ପାହାଚ ଅତିକ୍ରମ କରୁଛୁ କି ଅଧା ପାହାଚରେ ଗଡି ପଡୁଛୁ ସେ କଥା କିଏ କହିବ କିଏ କହିବ ସେ ତାର କଥା? ହିସାବ କିଛି ନାହିଁ ନାଇଁ। ଯାଉ ହଉ। ପୁରସ୍କାର ଦାତାଙ୍କର ହଁ। ବିଶ୍ୱପତି ଠାକୁର କଲ୍ୟାଣ କରନ୍ତୁ ହଁ। ସର୍ବେ ବୋଲ ଆନନ୍ଦ କବାର ହରି ହରି। ହେ ଗୁଣଗ୍ରାହୀ ବିବେକୀ ପଣ୍ଡିତ ମହୋଦୟ ଆଜ୍ଞା। ଆଜି ଓଟ ହେଇ ବଞ୍ଚିବାରେ Yes। ଲାଭ କ'ଣ କିଛି ନାହିଁ। ତାହେଲେ ସମାଜରେ ହରିଣ କିଏ ସାଧୁ ସାଧୁ ପ୍ରଭୁ ନାଁ ଗାଇ ହଁ। କୀର୍ତ୍ତନ କରି ହଁ। ଅରୁଆ ଡାଲମା ପକେଇ ଆଜ୍ଞା। ବିଲ ଫାଟିଲେ କେତେ ହଁ। ଘାସ ହେଲେ କେତେ ହଁ। ବର୍ଷା ନହେଲେ କେତେ ତାର କ'ଣ ଯାଇଛି କିଛି ଦରକାର ସେ ନାହିଁ। ପ୍ରଭୁ ସାଙ୍ଗରେ ପ୍ରେମ କରୁଛି ଆଜ୍ଞା। ସଂସାରରେ ସେ ହଉଛି ହରିଣ ହରିଣ। ତେଣୁ ହରିଣ ହେଇ ବଞ୍ଚିବା ଦରକାର ଆଜ୍ଞା। ଓଟ ହେଇ ବଞ୍ଚିଲେ ଲାଭ କିଛି ନାହିଁ ନାଇଁ। ସାରା ଜୀବନ ଆପଣ ଅତିବାହିତ କରିଦେବେ ହଁ। ପାଇବେ କିଛି କିଛି ନା ପାଇ- ଦେଇଛି ସଂସାରେ ତମକୁ କିଏ କ'ଣ ନାଇଁ, ନାଇଁ। କେହି ସଂସାରେ କିଛି ଦେବେନି ନାଇଁ। ତାହେଲେ ଆମେ ପରିବର୍ତ୍ତନ କରିପାରିବାନି ଆଜ୍ଞା। କାହାକୁ ଆଜ୍ଞା। ଓଟ ଓଟ ଜାଗାରେ ଠିକ ଆଜ୍ଞା ହରିଣ ହରିଣ ଜାଗାରେ ଠିକ ଠିକ। ଆପଣ ସତ ଚେଷ୍ଟା କଲେ ମଧ୍ୟ ହଁ। ତାକୁ ପାରିବେନି ପାରିବେନି। ତାହେଲେ ଆଜି ଯଦି ଆମେ ପୁରାଣ ପୃଷ୍ଠାକୁ ଯିବା ଆଜ୍ଞା। ସେ ରାମାୟଣ ଦେଖନ୍ତୁ ହଁ। କି ମହାଭାରତ ଦେଖନ୍ତୁ ଆଜ୍ଞା। ଏ ସମାଜରେ ହଁ। ଯୋଡିଏ ଓଟ ଯୋଡିଏ ଓଟ। ଏ ଓଟ ଯୋଡିକ କିଏ ସେ ନା ରାମାୟଣରେ ଗୋଟିଏ ଓଟ ହଁ। ମହାଭାରତରେ ଓଟ ଗୋଟିଏ ସେ ଓଟ ଯୋଡିକ ହେଲେ ଯୋଡିଏ ଦ ହଁ। ଜଣେ ହଉଛି ରାମାୟଣର ଦ ଆଉ ଜଣେ ହଉଛି ମହାଭାରତର ଦ ହଁ। ରାମାୟଣରେ ଦଶାନନ ହଁ। ମହାଭାରତରେ ଦୁର୍ଯ୍ୟୋଧନ ଦୁର୍ଯ୍ୟୋଧନ। ଯୋଡିକ ଜାଗା ଆଜ୍ଞା ଓଟ ଓଟ କଣ୍ଟା ଡାଳ ଖାଇ ଖାଇ ମଲେ ହଁ। କିନ୍ତୁ ଶେଷକୁ ଲାଭ କିଛି ନାହିଁ କିଛି ନାହିଁ। ପୋଥି ପଢି ପଢି ଧୋତି ଉଡିଯାଏ ମରମ ନ ଜାଣେ ଜାଣେ କଇ କଇ। 12 ମାସ ଯାକ ଟିଉସନ କଲା ହଁ। କୋଚିଂ ଗଲା Yes। ସ୍କୁଲ କଲେ ଗଲା ହଁ। କିନ୍ତୁ ପରୀକ୍ଷାରେ ଫେଲ Fail। ସେଇ ଆନ୍ୟା ଆଜ୍ଞା। ଇଏ ଦଶାନନ ଆଉ ଦୁର୍ଯ୍ୟୋଧନ ହଁ। ଯୋଡିଏ ଓଟ ଆଜ୍ଞା। ଖାଲି କଣ୍ଟା ଡାଳ ଖାଇଲେ ଆଜ୍ଞା। ତାହେଲେ ଏମାନଙ୍କୁ ଅବାଟକୁ ନେଲା କିଏ କିଏ ସେ ନେଲା? ଯୋଡିଏ ଶ ଆଜ୍ଞା ଶ। ରାମାୟଣରେ ଗୋଟିଏ ଶ ହଁ। ମହାଭାରତରେ ଗୋଟିଏ ଶ ରାମାୟଣର ଶ କିଏ? ସିଏ ହଉଛି ଶୃପଣଖା ବାସ୍ ଭାଇଟାକୁ ଅବାଟକୁ ସେଇ ନେଲା ନା ଆଉ। ସେଇ ଶୃପଣଖା ନିଜ ନା। ପାଇଁ ସ୍ୱାମୀ ଖୋଜୁଥିଲା ଆଜ୍ଞା। ଯେତେବେଳେ ପାଇଲାନି ହଁ। କହିଲା ତୋ ପାଇଁ ଗୋଟେ ଭଲ ସୁନ୍ଦରିଆ ସ୍ତ୍ରୀ ଖୋଜିଥିଲି ହଁ। ଭଲ ସୁନ୍ଦରୀ ଝିଅଟିଏ ହଁ। ମନ୍ଦୋଦରୀ ଭାଉଜ ତା ଆଗରେ କିଛି ନୁହଁ ନୁହଁ ସିଏ। ସିଏ ମତେ ପଚାରିଲା ତୁ କିଏ ହଁ। ମୁଁ ରା ବ ଯୋଡିଏ ଅକ୍ଷର କହିଛି ହଁ। ଣ କହିନି ମାଡି ବସି ନାକ କାନ କାଟିଦେଲା ହଁ। ସିଏ ଆସିଲା ଭଉଣୀ କଥାରେ ମଲା ଆଜ୍ଞା। ଶୃପଣଖା ଯଦି ନଥାନ୍ତା ଆଜ୍ଞା। ଦଶାନନଟି ମରି ନଥାନ୍ତା ଠିକ ତ। ଆଉ ମହାଭାରତରେ ଇଏ ଯୋଉ ଶ ହଁ। ଇଏ ହଉଛି ଶକୁନି ବାସ୍ ମହାଭାରତରେ ଶ ଗୁଡିକ ଭାରି ଚାଲାକ ଆଜ୍ଞା। 6ଟି ଶ ପାଇଁ ହଁ। ମହାଭାରତରେ 6ଟି ଜ୍ଞାନୀ
ଏ ଛଅଟି ସହ କିଏ କିଏ? ଶକୁନି ହଁ। ସହଦେବ ହଁ। ସୁଦେଶନା ହଁ। ଶ୍ରୀକୃଷ୍ଣ ହଁ। ଶୃଗାଳ ହଁ। ଆପଣ ମାନଙ୍କର ଇଏ ଯୋଉ ଛଅଟି ସହ ହଁ। ଏ ଛଅ ସହ ପାଇଁ ଆଜ୍ଞା। ଏ ସମାଜ ଅବକ୍ଷତ ସଜାଡି ହେଇଛି ବେଶ। ସମାଜରେ ଯଦି ଦେଖିବେ ହଁ। ସହ ଗୁଡାକ ଭାରି ଜ୍ଞାନୀ ଜ୍ଞାନୀ ତ କିନ୍ତୁ ଏ ଯୋଉ ସହ ଏଡା ବୁଦ୍ଧିଆ ସଂସାର ସିନା ଜାଣିଲା ଆଜ୍ଞା। ଯେ ଶକୁନି ଅବାଟକୁ ଯାଉଛି ହଁ। କିନ୍ତୁ ବାଟ ତିଆରି କରିଦେଇଛି ସେ ନା ଆଉ ସ ଯୋଉ ନୁହଁ କି ହଁ। ଇଏ ତିନି ପ୍ରକାର ସ ତିନି ପ୍ରକାର ଏ ଯୋଉ ତାଲବେଶ ମୂର୍ଧନ୍ୟ ସ ଦନ୍ତ ସ ହଁ। ଏ ତିନି ସରୁ ଏ ଯୋଉ ଡେଙ୍ଗା ସଟି ନୁହଁ ଏ ତାଲବେଶଟା ଏଇଠି ସବୁ ଯାକ ଶ୍ୱଶୁର ଘରେ କଣ ଶ୍ୱଶୁର ଘରେ? ଶ୍ୱଶୁର ହଁ। ଶାଶୁ ହଁ। ଶଳା ହଁ। ଶାଳୀ ହଁ। ସଡୁ ସବୁ ଯାକ ଡେଙ୍ଗା ସ ହଁ ତ ଠିକ ସବୁ ଯାକ ଶ୍ୱଶୁର ଘରେ ଆଜ୍ଞା, ଆଜ୍ଞା। ଆଉ ଯୋଉ ଦନ୍ତ ସଟି ହଁ। ଏମାନେ ଭାରି ଜ୍ଞାନୀ ଜ୍ଞାନୀ। ହଁ ଆଉ? ସହଦେବ ଦେଖନ୍ତୁ ଶ୍ରୀମନ୍ତ ଦେଖନ୍ତୁ ଏମାନେ ସବୁ ଜ୍ଞାନୀ ନା ଜ୍ଞାନୀ ଏମାନେ ନା? ସୁଦେଶନା ହଁ। ଏମାନେ ସବୁ ଭାରି ଜ୍ଞାନୀ ଆଜ୍ଞା, ଆଜ୍ଞା। ହଁ। ଆଉ? ଆଉ ଯୋଉ ପେଟା ସହଟା ହଁ, ସିଏ ମୂର୍ଧନ୍ୟ ସ ହଁ। ସେଇଟା ଶିବ ମନ୍ଦିରରେ କଣ ଶିବ ମନ୍ଦିର ଷଣ୍ଢ ଆଉ ମୂଷା ସେ ପେଟା ଯୋଡିକ ଯାକ ଆଣ୍ଠୁ ପକେଇ ଗଡୁଛନ୍ତି ଆଉ ତେଣୁ କହିବା ଉଦ୍ଦେଶ୍ୟ ଆଜ୍ଞା। ଏ ଯୋଉ ମହାଭାରତର ସ ହଁ। ଶକୁନି କଥାରେ କୁପ୍ରେରଣା ପାଇ ବେଶ ଦୁର୍ଯ୍ୟୋଧନ ମଲା ଆଜ୍ଞା। ତାହେଲେ ଯୋଡିଏ ଦ ହଁ। ଯୋଡିଏ ସ ହଁ। ଆଉ ରାମାୟଣରେ ଗୋଟିଏ ବ ମହାଭାରତରେ ଗୋଟିଏ ବ ମହାଭାରତର ବ ବିଦୁର ଭିତର ଯିଏ ସତ ଚେଷ୍ଟା କରି ମଧ୍ୟ ହଁ। ଦୁର୍ଯ୍ୟୋଧନକୁ ବାଟକୁ ଆଣି ପାରିଲାନି ଆଜ୍ଞା। ବ ଗୁଡାକ ସବୁ ଜ୍ଞାନୀ ନା ଆଉ ବ ଗୁଡାକ ସଜାଡିବେ ହଁ। ସ ଗୁଡାକ ସବୁ ଉଜାଡିବେ ଉଜାଡିଦେବେ। ଶିଶିର ଭାଇନା କଥା ମୁଁ କହୁନି ମୋ ଆଉ କାହା କଥା ନାଇଁ କହୁଛ? ନାଇଁ ନାଇଁ ସେ ବ୍ରାହ୍ମଣ ଲୋକ ତାଙ୍କ କଥା କହି କହିବେ ହଁ। ବ ସଜାଡି ଦେବେ ହଁ। ସ ସବୁ ଉଜାଡି ଦେବେ ଆଜ୍ଞା। ଉଜାଡି ଦେଲେ ନା ଶୃପଣଖାକୁ ଶକୁନି ଯୋଡିକ ଯାକ ଉଜାଡିଲେ। ଦ ଯୋଡିକ ମାରିଦେଲେ ହଁ। କିନ୍ତୁ ବ ଗୋଟିଏ ମହାଭାରତରେ ସେଦିନ ବାହାରିଲା ଆଜ୍ଞା। କହିଲା ଦୁର୍ଯ୍ୟୋଧନ ହଁ। ଅବାଟକୁ କାହିଁକି ଯାଉଛୁ କିରେ ଯା ବଂଶ ଧ୍ୱଂସ କରିଛୁ ହଁ। ପଥର ଘର ଭିତରେ ପରିବାର ନଷ୍ଟ କରିଛୁ ହଁ। ତା ବାପା ଭାଇକି ମାରିଛୁ ହଁ। ସେ ରାଜ୍ୟରେ ମନ୍ତ୍ରୀ ହେଲେ ତତେ ରଖିବ ତ ଯା ନା ସିଆଡ଼ିକି ଆଜ୍ଞା। ମାନିଲା ନାଇଁ। ମାନିଲାନି ଅବାଟକୁ ଗଲା ବୋଲି ଆଜ୍ଞା। ମଲା ମଲା। ଜପୂର୍ବ ବୈରମ ଉତ୍ପାଦ୍ୟନ ପୁନଃ ସୌହୃଦମ ମିଛନ୍ତି ଜମପତନ ଯାତ୍ରାୟ ସବନ୍ଥାନ ବବକ୍ଷତ କାମନ୍ଦକ୍ୟ ନୀତି ସାର ଆଜ୍ଞା। ବିଦୁର କହିଲେ ହଁ। ପୂର୍ବରୁ ଯିଏ ଶତ୍ରୁ ଅଛି ପୁନର୍ବାର ପରବର୍ତ୍ତୀ ସମୟରେ ଆଜ୍ଞା। ଆପଣ ଯଦି ମିତ୍ରତା ଆଚରଣ ତା ସାଙ୍ଗରେ କରିବେ ହଁ। ଜମପୁର ଯିବା ଛଡା ଅନ୍ୟ ଗତି କିଛି ନାହିଁ ନାହିଁ ଆଉ ସେ ଭୁଲ କରେ ନା ହଁ। ବିଦୁର କଥା ମାନିଲାନି ଦୁର୍ଯ୍ୟୋଧନ ଅବାଟକୁ ଗଲା ଦୁର୍ଯ୍ୟୋଧନ ଆଜ୍ଞା। ମଲା ହଁ। କିନ୍ତୁ ରାମାୟଣରେ ଗୋଟାଏ ବ ସେ ହଉଛି ଆପଣ ମାନଙ୍କର ବିଭୀଷଣ ବିଭୀଷଣ ସେ ଆସିଲା ସଜାଡିବାକୁ ନା ଆଉ ସଜାଡ଼ିବାକୁ ଆସିଲା କହିଲା ବାପା ହଁ ସଜାଡି ହେଇଯା ଏବେ ବି ସମୟ ଅଛି ହଁ। ଭାଇ କି ଯେତେ ଚେଷ୍ଟା କଲେ ମଧ୍ୟ ଆଜ୍ଞା। ସଜାଡି ପାରିଲା ଆପଣ ମାନଙ୍କର ଯଦୁମଣି ସାହିତ୍ୟ ଆଜ୍ଞା। ରାଘବ ବିଳାସ ଗୋଟାଏ ପଦ ଛାନ୍ଦ ହଁ। ତ୍ରିପଟା ତାଳ ଆଜ୍ଞା। ସାତ ମାତ୍ରା ପଦୁଟାଏ ଗୀତ କହିଲେ ପୂର୍ବ ଦେବତା ଆଜି ଦୂତ ବାର୍ତ୍ତା କହିଲେ ଆଜ୍ଞା। ତ୍ରିପୁର ବିଜୟ ରାବଣ
Yes. ସୁନା ମୁକୁଟ ପିନ୍ଧି ହଁ। ରତ୍ନ ସିଂହାସନ ଉପରେ ଅଭିଷିକ୍ତ Yes. ହସରେ ଭାସୁଛି। ସବୁ ପାତ୍ର ମନ୍ତ୍ରୀ ମାତ୍ୟଗଣ ଅଛନ୍ତି। ଆଜ୍ଞା ପଚାରୁଛି ମୁଁ ସୀତାଙ୍କୁ ଚୋରି କରି ଆଣିଛି, ହଁ କଣ ହେଇଛି? ସମସ୍ତେ ତାଳି ମାରିଲେ। ଆଜ୍ଞା ଠିକ୍ ଠିକ୍ ସମାଜରେ ଆପଣ ହଁ। ଯେତେ ଅହିତ କଥା କରିବେ ଆଜ୍ଞା। ଲୋକ ଭଲ ପାଇବେ। ଆଜ୍ଞା। ହିତୋପଦେଶଞ୍ଚ ବିଶ୍ୱୋପଦେଶ। ଆଜ୍ଞା ଯଦି ଦୁଆର ଦୁଆର ବୁଲି ଆପଣ ନିର୍ମାଲ୍ୟ ବାଣ୍ଟିବେ, ହଁ। ଭାଇ ନିର୍ମାଲ୍ୟ ଟିକେ ନିଏ, ହଁ। କାଲି ବିଲ ବାଛିବାକୁ ଯିବ, ସେ ଯିବ? ନା ଅନ୍ଧାରକୁ ଡାକି ନେବେ, ହଁ। ଖାଲି ଠିପିଟାକୁ ଦେଖେଇଦେବେ, ହଁ ମିଶ୍ଚର ଆଠଣାଟିର ଆଜ୍ଞା ଢାଳି ଦେବେ ପେ ଗୋଟିଏ, ହଁ। ଯେମିତି ପିଇ ଯିବ ସିଏ, ଆଜ୍ଞା। ଆଖି ଟିକେ ଅଠା ଅଠା ଲାଗିବ। ହଁ ପଚାରିବ ଭାଇ କାହିଁକି ଡାକୁଥିଲେ ଯେ? ନା ବିଲ ଘାସ ହେଇଯାଇଛି ଭାଇ, ବାଛିବାକୁ ଲୋକ ମିଳୁନାହାନ୍ତି, 2 ଜଣ ଲୋକ ଦରକାର। ଦରକାର। 10 ଜଣ ନବୁ କି? 2 ଜଣ କଣ ନିର୍ମାଲ୍ୟକୁ ଭାଇ ଜଣିଏ ନାହିଁ, ନାହିଁ। ଆସିକା ଫାଟିକି 10। 10 କାହିଁକି ଦେଖନ୍ତୁ, ମହତ୍ଵ ଅଛି। ମଣିଷ ମରିବ Yes. ତାକୁ ଆନନ୍ଦ ଲାଗେ, ଆଜ୍ଞା। ଯୋଉଥିରେ ମୁକ୍ତି ପାଇବ ହଁ। ତାହା ଆନନ୍ଦ ଲାଗେନି। ଆଜ୍ଞା। ଆଜି ସଂସ୍କୃତିର କଥା ନୁହଁ, ହଁ। ଏଇଟା ଚିରାଚରିତ ଧାରାରେ ପରମ୍ପରା ବଞ୍ଚିଛି। ଆଜ୍ଞା। 10 ମାଠିଆ ମଦ ପିଇ ଇଏ ରାଜା ବସିଛି, ହଁ। ପାତ୍ରମନ୍ତ୍ରୀ ଅମାତ୍ୟଗଣ ପିଇଛନ୍ତି, ହଁ। ରାଜା ପଚାରୁଛନ୍ତି ପର ସ୍ତ୍ରୀ ଚୋରି କରିଛି ଭଲ ନା ମନ୍ଦ? ନା ମଣିମା ଠିକ? ସମାଜରେ ଆଜ୍ଞା ଯିଏ ନାରୀ କି ସମ୍ମାନ ଦେଇ ଶିଖିନି, ସମାଜରେ ତାର ସମ୍ମାନ ନାହିଁ କି ସେ ବଞ୍ଚିବନି। ଆଜ୍ଞା ରାବଣ ଦେଖନ୍ତୁ, ହଁ। ଦୁର୍ଯ୍ୟୋଧନ ଦେଖନ୍ତୁ, ହଁ। କଂସ ଦେଖନ୍ତୁ, Yes. ମହିଷାସୁର ଦେଖନ୍ତୁ, ହଁ। ଯାହାକୁ ଦେଖିବେ ଆଜ୍ଞା। ଯିଏ ନାରୀ କି ସମ୍ମାନ ଦେଇ ଶିଖିନି ହଁ। ସେ ସମାଜରେ ବଞ୍ଚି ପାରିବନି, ନାଇଁ। ମୃତ୍ୟୁ ଅନିବାର୍ଯ୍ୟ। Yes. ସେଦିନ କହିଲେ, ସମସ୍ତେ କହିଲେ ଠିକ। ଠିକ୍ ତ ସେତିକି ବେଳେ ହଁ। ଦୂତ ଯାଇ ସଭାରେ ଜଣେଇଲା, ମଣିମା ହଁ ଘୋର ବିପତ୍ତି ପଡ଼ିଲା। କଣ? ଆରେ କଣ ହେଲା? ପୂର୍ବ ଦେବତା ସର୍ବରୀ ଭର୍ତ୍ତା ଆଗେ ଦୂତ ବାର୍ତ୍ତା କଲା। ପ୍ରକାଶ ପୂର୍ବ ଦେବତା, ପୂର୍ବ ଦେବତା। ଦେବତା ମାନଙ୍କର ପୂର୍ବ, ଆଜ୍ଞା। ରାକ୍ଷସ ମାନେ ହଁ। ଦେବତା ମାନଙ୍କର ବଡ ଭାଇ। ଆଜ୍ଞା କହିଲେ ଦେବ ତ ସର୍ବରୀ ଭର୍ତ୍ତା, ଆଜ୍ଞା। ସର୍ବରୀ ରାତ୍ରି, ହଁ। ଭର୍ତ୍ତା କହିଲେ ସ୍ୱାମୀ, ଆଜ୍ଞା। ରାତ୍ରିର ସ୍ୱାମୀ ଚନ୍ଦ୍ର, ବେଶ। ଅସୁର କୁଳର ଚନ୍ଦ୍ର, ହଁ। ରାବଣ ଆଗେ ହଁ। ଦୂତ ହଁ। ବାର୍ତ୍ତା ପ୍ରକାଶ କଲା। ହଁ। ହେ ମଣିମା, ହଁ। ଅଶୋକ ବନ ଭିତରେ ହଁ। ଶୋକ ଅବସ୍ଥାରେ ଥିବା ହଁ। ବହୁଟିର ହଁ। ବନ୍ଧୁ କି ସ୍ୱାମୀ ହଁ। ସିନ୍ଧୁ କୂଳରେ ଆସି ପହଞ୍ଚିଲେଣି। ପହଞ୍ଚିଗଲାଣି ଆଉ ଭାଲୁ ମାଙ୍କଡ ଧରି ହଁ। ରାମ ଆସି ପହଞ୍ଚିଲେଣି। ଆଜ୍ଞା, ଆଜ୍ଞା। କାହିଁକି ରେ? ଏ ଯୁଦ୍ଧ କହିଲେ ଯୁଦ୍ଧ କରିବାକୁ ଆସି ପହଞ୍ଚିଛନ୍ତି। ଆଜ୍ଞା। ଯୁଦ୍ଧ ହଁ, ହଁ। କାହା ସାଙ୍ଗରେ? ଆମ ସାଥିରେ ନା ତା ସ୍ତ୍ରୀ କି ଯୋଉ ଚୋରି କରି ଆଣିଛ, ହଁ। ସେ ଖାଲି ବାହା କାମୁଡି ପକଉଛନ୍ତି ଭାଲୁ ମାଙ୍କଡ। ଦେଇ ପଡୁଛନ୍ତି ହାସ ରସରେ ଭାସି ଭାସିଲା ଦଶଗ୍ରୀବ। ହଁ। ଦଶଗ୍ରୀବ ରାବଣ ହଁ। ହାସ ରସରେ ଭାସିଲା, ହଁ। ହସ ରୂପକ ସମୁଦ୍ରରେ ଆଜ୍ଞା। ଭାସିଲା। ଆଉ ଆପଣ ଦେଖିବେ, କଣ? ଯୋଉ ଲୋକ ହଁ। ଶତ୍ରୁକୁ ଦୁର୍ବଳ ମନେ କରିବ, ଆଜ୍ଞା। ସମାଜରେ ସିଏ ମରିବ। ଇଏ ବିଚାର କରୁଛି, ହଁ। କହିଲା "ହେ, ମୂର୍ଖ, ସେ ଯୁଦ୍ଧ କରିବାକୁ ଆସିନି ରେ। ଆଉ କୁଆଡେ? ତା ସ୍ତ୍ରୀ କି ଯୋଉ ଚୋରି କରି ମୁଁ ଆଣିଛି, ହଁ। ସେ ତ ମୋ କବଳରୁ ରକ୍ଷା କରିପାରିବନି। ହଁ। ତେଣୁ ବାରିଧିନୀରେ ହଁ। ତନୁ ଧାସିବା ଇଚ୍ଛା ଆସିଥିବ, ଆସିଥିବ ଆଉ। ସମୁଦ୍ରରେ ଆତ୍ମହତ୍ୟା କରିବାକୁ ଆସିଛି। ଉଦ୍ଧାର କରିବାକୁ ସମସ୍ତେ ତାଳି ମାରିଲେ, ମଣିମା ଏଇଟା ଠିକ। ଏଇଟା ଠିକ୍। କିନ୍ତୁ ବିଭୀଷଣ ଛିଡା ହେଲା, କହିଲା ଭାଇ ମୋର ଅବାଟକୁ ପଳେଇବ। ଆଜ୍ଞା କିରେ ଏମାନେ ଥିଲେ କଣ ଅଛି, ହଁ। ଇଏ ଖାଇବେ ହଁ କରିବେ, ହଁ। କିନ୍ତୁ ଭାଇ ଭାଇ ନା ଆଉ ଭାଇ, ଭାଇ। ସଂସାରେ ଭାଇ। ବିଭୀଷଣ ସେଦିନ ଛିଡା ହେଲା, ଆଜ୍ଞା। ସଭାରେ ଯେତେବେଳେ ହାତ ଯୋଡି ଛିଡା ହେଲେ, କହିଲେ ବିଭୀଷଣ ଆଜ୍ଞା। ତୁ କାହିଁ ଛିଡା ହେଇଛୁ ରେ? ମତେ କହିବେ ଆଜ୍ଞା କହିଲେ ଭାଇ ଏବେ ବି ସମୟ ଅଛି, ହଁ। ଆପଣ ହଁ। ମା ସୀତାଙ୍କୁ ନେଇ ହଁ। ରାମଙ୍କ ପାଦ ତଳେ ଛାଡି ଦେଇ ଆସନ୍ତୁ, ହଁ। ଶରଣ ପଶନ୍ତୁ, ଉଦ୍ଧାର ହେବେ ଉଦ୍ଧାର ପାଇବେ। ଆଜ୍ଞା ଆଜ୍ଞା ରାବଣ ରାଗିଲା ଆଉ କହିଲା, କିରେ ସମସ୍ତେ ମତେ କହୁଛନ୍ତି ଭଲ, ହଁ। ଇଏ କଣ ବିରୁଦ୍ଧାଚରଣ କଲାଣି? ମୋ ଭାଇ ନା ଇଏ ଶତ୍ରୁ? ଭାଇ, ଭାଇ। ସେଇଠି ହଁ। ଯଦୁମଣି ସାହିତ୍ୟ ଆଜ୍ଞା। ଆଉ ଗୋଟାଏ ପଦ ଛାନ୍ଦ, ଆଜ୍ଞା। କହିଲେ କେଶରୀ ଗର୍ଭୁ ଭାବି ଶିବରେ ପାରେ ଆରେ ଶିବରେ ଆସିପାରେ ହେବାରେ ଏଠି ଜପନ ସେବନ
କହିଲେ କେଶରୀ ଗର୍ଭୁତ ଭବି ପରା ଭବି ଶିବାରେ ହେବାରେ ପାଞ୍ଚ କହିଲେ ତୁ କା ଛୁଆରେ ମୁଁ ସିଂହ ଛୁଆ ନା ଯଦି ସିଂହ ଛୁଆ ହେଇଥାନ୍ତୁ ଆଜ୍ଞା। ଗୋଟେ ଶୃଗାଳ ଶୃଗାଳ ରାମ ତା ପ୍ରତି ତୋର ଦରଦି ଭାବ କାହିଁକି ତୁ ସିଂହ ଛୁଆ ନୁହଁ କି ଯଦି ସିଂହ ଛୁଆ ହେଇଥାନ୍ତୁ ହଁ। ଭାଇ ପ୍ରତି ମମତା ନ ରଖି ହଁ। ତୁ ଗୋଟେ ଶତ୍ରୁ ପାଖରେ କଣ ଏତେ ଆତ୍ମସମର୍ପଣ ଭାବ ତୋର ଭାଇ ସତ କଥା ହାତ କହୁଛି ଯୋଡ଼ି ଦେଲା ବିଭୀଷଣ ହଁ। କହିଲା ଭାଇ ହଁ। ମୋ କଥା ମାନନ୍ତୁ ମାନନ୍ତୁ। ଆପଣ ସେ ଭୁଲ କରନ୍ତୁନି ନାଇଁ। ଛାଡ଼ି ଦିଅନ୍ତୁ ରାଗିଲା ଆଉ। ରାଗିଲା ତ ରାବଣ ରାଗରେ ହଁ। ଭଲ କଥା କହିବା ଯୋଗୁଁ ଆଜ୍ଞା ଶକ୍ତ ଧକ୍କା ଦେଲା ରାବଣ ବିଭୀଷଣ ଆଜ୍ଞା ଆଜ୍ଞା ବିଭୀଷଣ ସିନା ଗୋଇଠା ଖାଇଲା ଆଜ୍ଞା। ବିଚାର କଲା କୋଉଠିକି କହିଲା ଏତେ ବଡ ଶକ୍ତ ଧକ୍କା ଖାଇଲି ହଁ। କରିବି କଣ କଣ କରିବି ରାବଣ ଡାକୁଛି କହିଲା କିଏ ଅଛରେ ଆଜ୍ଞା ଏଟାକୁ ସଭାରୁ ବାହାର କର ଗେଟ୍ ଆଉଟ୍ କର ମହି ରାବଣ ଉଠିଲା ହଁ। ସଭା ଭିତରୁ ହାତ ଧରି ଉଠେଇଲା ଆଜ୍ଞା ଆଜ୍ଞା ଆଚ୍ଛା ଏତେ ବଡ ପୃଥିବୀ ହଁ। କଣ ବିଭୀଷଣକୁ ଆତ୍ମଗୋପନ କରିବା ପାଇଁ ଆଉ ଜାଗା ନଥିଲା ଥିଲା ତ। ବିଭୀଷଣ ଭାରି ଚାଲାକି ହଁ। ଚିନ୍ତା କଲା ରହିବି କୋଉଠି ହଁ। ଏତେ ବଡ ସଂସାର ଭିତରେ ହଁ। କହିଲେ ନା ଯୋଉଠି ମୋ ଭାଇ ଯାହାକୁ ଶତ୍ରୁ ବୋଲି ଭାବୁଛି ଆଜ୍ଞା ତାରି ପାଖକୁ ଯିବି ଆଜି ସମାଜରେ ନିଜର ସ୍ୱାର୍ଥ ପାଇଁ ଆଜ୍ଞା ଏ ତ ରାଜନୈତିକ ନେତାମାନେ ଦଳ ବଦଳ କରୁଛନ୍ତି ହଉଛି ଏବେ ଏଇଟା ସୃଷ୍ଟି ହେଲା କୋଉଠୁ କୋଉଠୁ ହେଲା? ରାମାୟଣରୁ ବିଶ୍ୱର ପ୍ରଥମ ଦଳ ବଦଳକାରୀ ନେତା ସେଇ ହଉଛି ବିଭୀଷଣ ବିଭୀଷଣ ରେ। ଭାଇକି ଛାଡ଼ିଲା ହଁ। ଜାତି ଛାଡ଼ିଲା ହଁ। ମାଟି ଛାଡ଼ିଲା Yes। ପାଟି ଛାଡ଼ିଲା ହଁ। ଶତ୍ରୁ ପାଖରେ ଯାଇ ଶରଣ ପଶୁଛି କହିଲା ତା ପାଖକୁ ଗଲେ ମୋର ଅସୁବିଧା କିଛି ହବ କି ଅସୁବିଧା ତ କିଛି ନାହିଁ ନାହିଁ। ରାବଣ ସେଦିନ ହଁ। ଧକ୍କା ଦେଲା ପରେ ହଁ। ବିଭୀଷଣ ବାହାରୁଛି କହିଲା ଯିବି କୁଆଡେ ଦୁର୍ଗ ପ୍ରାକାର ପାହାରୀ ସତରହି ଚାହିଁଲା ଆଦିରେ ଖାତ ମୁଁ ଶରଣ ବସିବି ଆଜି ଦୟାନି ବିଭୀଷଣ ବିଚାର କରୁଛି ହଁ ଦୁର୍ଗ ପ୍ରାକାର ପାରି କରି ଦିଅନ୍ତେ ଅନନ୍ତେ ବିଶ୍ର ବା କୁମର ଆଜ୍ଞା ବିଶ୍ର ଋଷିଙ୍କ ପୁଅ ବିଭୀଷଣ ଆକାଶ ମାର୍ଗରେ ଯାଉଛି ଆଜ୍ଞା। ବିଚାର କରୁଛି ଯିବି କୋଉଠିକି କୋଉଠିକି ଯିବି ତା ପାଖକୁ ଯଦି ଯିବି ହଁ। ନିନ୍ଦା ହବ କି କି? ଯଦୁମଣି କହିଲେ କାହିଁକି ମ ହଁ। ଦୟା ନିକେତନ କେତନ ଉଡୁଛି ହଁ। ନିନ୍ଦା ହବ କାହିଁ ପାଇଁ କାହିଁ ଯେ? ସେ ତ ଦୟା ସାଗର ଆଜ୍ଞା। କୃପାନିଧି ହଁ। ଦୟାନିଧି ହଁ। ଦୟା ସାଗର ବାନା ଉଡେଇଛି ହଁ। ଯିଏ ଶରଣ ପଶିଲେ Yes। ଅସୁବିଧା କିଛି ନାହିଁ କିଛି ନାହିଁ ତ ବିଭୀଷଣ କହିଲା ନାଇଁ ସେଇଠିକି ଯିବା ଆଉ ଯିବି ସେଠିକି ତ ଯାଇ ପହଞ୍ଚିଲା ଆଉ ଜୟ ଶ୍ରୀରାମ ଶରଣ ଜୟ ଶ୍ରୀରାମ ଶରଣ କିଏ ପ୍ରହାର କଲା ଶରଣ ଏମିତି ଭାଡିରେ ଧାନ ଜଗି ଶୋଇଲା ଭଳିଆ ଶୋଉଛୁ କଣ ଶରଣ ଭୁଲ କିରେ ଶରଣ ଯେତେବେଳେ ପଶନ୍ତି ଆଜ୍ଞା ଆଜ୍ଞା ସେମିତି ଆଉ କେମିତି ଆଜି ଯୁଗର ମଣିଷ ଦେଖନ୍ତୁ ଆଜ୍ଞା। ନମସ୍କାର ମଧ୍ୟ ଆମେ ଶିଖି ପାରିଲେନି ନାଇଁ ଅବକା ହେଇଗଲାଣି ଆଉ। ପୁରା କାଳରେ ଆଜ୍ଞା। ଜେଜେବାପା ଆମର ଥିଲେ ଆଜ୍ଞା। ଘରକୁ ଯଦି ବ୍ରାହ୍ମଣ ଆସନ୍ତି ହଁ। ପିତ୍ତଳ ଢାଳ ଢାଳେ ପାଣି ଆଜ୍ଞା। ଗୋଡ ଧୋଇ ହଁ। ନୂଆ ବସ୍ତ୍ରରେ ଗୋଡ ପୋଛି ଆଜ୍ଞା। ଲମ୍ବା ହେଇ ଶୋଇ ଯାଉଥିଲେ ହଁ। ନନା ଜୁହାରେ ଜୁହାରି ତାଙ୍କଠୁ ଆମ ବାପା ଜନ୍ମ ହେଲେ ଆମ ବାପା ସେ ଆଉ ତଳେ ଲମ୍ବା ହେଇ ଶୋଇଲେନି କେତେ ଛୋଟେଇଲେ ନମସ୍କାର ଅଧା କରିଦେଲେ କେମିତି ଠିଆରେ ଲଇଁ ପଡିଲେ କହିଲେ ନନା ଜୁହାରେ ଜୁହାରି ତାଙ୍କଠୁ ଜନ୍ମ ହେଲେ ଆମେ ଆମେ କଣ କଲେ? ଆମେ ଆଉ ଶୋଇଲେନି କି ଲଇଲେନି କେତେ ଛୋଟେଇଲେ ଆମେ କହିଲେ ନନା ହଁ। ନମସ୍କାର ଆଜ୍ଞା। କିନ୍ତୁ ଆମଠୁ ଯୋଉ କମ୍ପ୍ୟୁଟର ପିଲା ସବୁ ଜନ୍ମ ହେଲେଣି ଆଜ୍ଞା। ସିଏ ଆଉ କଣ ଯୋଡେ ହାତ ଯୋଡ଼ିବେ କଣ କହିବେ? କହିବେ ନନା ନମସ୍କାର ହଁ ଆଜି ଯୁଗର ପୁରା ଏଭ୍ରି ଅର୍ଡ ହେଇଛି ଷ୍ଟାଇଲ ଷ୍ଟାଇଲ ତ ସବୁ ଯେତେ ବିକଳାଙ୍ଗ କଥା ଆଜ୍ଞା। ଆଜି ଯୁଗରେ ସେଇଟା ହଉଛି ଷ୍ଟାଇଲ ଷ୍ଟାଇଲ। ଆପଣ ଦେଖୁନାହାନ୍ତି ଅନ୍ୟକୁ କଣ କହିବୁ କଣ ଆଉ
ନିଜ ସଂସ୍କୃତିକୁ ଆମେ ଆଗେ ଦେଖିବା। ହଁ। ଦେଖିବେ ସେତେବେଳେ ହଁ। ଗାଁରେ ଗୋରୁ ମାଇଲେ କି ଚୋରେଇଲେ ଯୋଉ ଡୁଙ୍ଗ କାଟନ୍ତି ଯେମିତି କ୍ଷୀର କରନ୍ତିନି, ଆଜ୍ଞା। ଏବେ 250 ଟଙ୍କା ଦେଇ ପିଲା କ୍ଷୀର ହେଇଥିବ, ହଁ। ବିଲ ଡବଲ କନ୍ଦି କଲେ ଯେମିତି ଗୋଧା ହେଇଥିବ, ମୁଣ୍ଡ ଯାକ ଖାଲି ଶିରା। ଆଜ୍ଞା, କିରେ ଆଜ୍ଞା। ଏମିତି କଣ କରିଛୁ? ନା ଇଏ ଷ୍ଟାଇଲ, ଷ୍ଟାଇଲ ତ ଆଉ। ମୁଣ୍ଡ ଯାକ କମତି ଆଜ୍ଞା। କିନ୍ତୁ ତାର ଷ୍ଟାଇଲ। ଷ୍ଟାଇଲ ପର କଥା କଣ କହିବୁ, ଘର କଥା ନ କହିଲେ ନ ଚଳେ। କଣ ହେଇଛି କି ରେ? ପୁଅଟି ମୋର +2 ପଢୁଛି, ଆଜ୍ଞା, ଆଜ୍ଞା। ପିଲା ଜନ୍ମଦିନ ଆଣିଛି ଗୋଟେ ପେଣ୍ଟ ଆଜ୍ଞା। 4 ଦିନ ତଳେ, ହଁ। ଦେଖିଲା ବେଳକୁ ଫୁଲ ପେଣ୍ଟ ଆଣ୍ଠୁରେ ଦୀପୁଳା ନାହିଁ। ମୁଁ କହିଲି ଆରେ ପୁଅ ପେଣ୍ଟ କିଣିଲୁ ଯେ ହଁ। କଣ ଆଖିରେ ଦେଖିଲୁ ନା ଜାଣିପାରିଲୁନି କଣା ପେଣ୍ଟ ଆଣିଛୁ? ଚିରା ପେଣ୍ଟ ଆଣିଛୁ? ମା ତାର କହୁଛି ତମେ କଣ ଜାଣିଛ ମର ହଟିଆ ଲୋକ, ପିଲାର ଆଣ୍ଠୁରେ ଦୀପୁଳା କନା ନାହିଁ ଚିରା ପେଣ୍ଟ, ହଁ। ମା କହୁଛି କହିଲା ମର ହଟିଆ। ତମେ କଣ- କାହିଁକି କାହିଁକି? ନା ପୁଅ ଆଣ୍ଠୁରେ ଦୀପୁଳା ନାହିଁ, ହଁ। ମା ଡେଣାରେ 3 ପୁଳା ନାହିଁ। କଣ 3 ପୁଳା? ସିଏ ବ୍ଲାଉଜ ଟେ ପିନ୍ଧିଛି ଯେ 3ଟା କଣା। 3ଟା କଣ କିରେ ଅଛି? ପୁଅର ଯୋଡାକୁ ମାର 3ଟା, କଣା କାହିଁ? ଫାଷ୍ଟ ଡୋଜ, ହଁ। ସେକେଣ୍ଡ ଡୋଜ, ହଁ। ବୁଷ୍ଟର ଡୋଜ। ଓହୋ। ଆଉ ଡାକ୍ତର କଣା ଖୋଜିବନି, ସେ କଣା କରିକି ରଖିଛି ଆଉ। ଯାହା ଯାହା ଆଉ କହିବୁ କାହାକୁ? ହଁ। ତାହେଲେ ଏଭ୍ରିୱାର୍ଡ ଇଜ ଷ୍ଟାଇଲ। ଷ୍ଟାଇଲ ତ। ଆଜି ସଂସ୍କୃତିର ପ୍ରତ୍ୟେକ ବିକଳାଙ୍ଗକୁ ଆମେ ସମାଜର ମୁଖ୍ୟ ସ୍ରୋତରେ ନଉଛେ, ଆଜ୍ଞା। ଲାଭ କଣ ଅଛି? ଆଜ୍ଞା, ଆଜ୍ଞା। ଯୋଉ ସଂସ୍କୃତିର ମଣିଷ ହଁ। ପାଦ ତଳେ ଶୋଉଥିଲା, ଆଜ୍ଞା। ସେ ସଂସ୍କୃତିରେ ଯଦି ଆଙ୍ଗୁଠିରେ ନମସ୍କାର କଲେଣି, ହଁ। ବାଏ ବାଏ କଲେଣି, ହଁ। ଆମେ ଯଦି ଏ ସଂସ୍କୃତିର ମଣିଷ ଆଜ୍ଞା। ହ୍ୟାଣ୍ଡସେକ୍ କରିବାକୁ ହାତ ବଢଉଛି, ହଁ। ତାହେଲେ ସଂସ୍କୃତି କେତେ ଅପସଂସ୍କୃତି ହେଲାଣି। ଆମକୁ ଆମେ ନିଜେ ପଚାରିବା ଦରକାର, ଆଜ୍ଞା। ସେ ସଂସ୍କୃତି କେତେ ଅପକ୍ଷୟ ଆଡ଼ିକି ଯାଉଛି। ଆଜ୍ଞା। ସେତେବେଳେ ହଁ। ଆମେ ଯେତିକି କଥା କରିଥିଲେ, ଆଜ୍ଞା। ପୁରୁଣା କାଳର ମାଣ୍ଡିଆ ଯାଉ ଆଉ ନାହିଁ, ନାହିଁ। ରୁଟି ନାହିଁ, ନାହିଁ। ସେଇ ଏବେ ପୁଣି ଆସିଲାଣି। ଆସିଲାଣି ସେ। ସେତେବେଳେ ଯାହାର ଖାଇବାକୁ ନଥିଲା ମାଣ୍ଡିଆ ଯାଉ ଖାଇଲେ, ଆଜ୍ଞା। ଲୋକ କହିବେ ଭାତ ତ ପାଉନି ମାଣ୍ଡିଆ ଯାଉ ଖାଉଛି। ଆଜ୍ଞା। ଏବେ ଯେତେ ବଡ ଲୋକ ସବୁ ଯାକ ଡାଇବେଟିସର କି ମାଣ୍ଡିଆ ଯାଉ ଖାଇଲେଣି। ଖାଉଛନ୍ତି ଆଜ୍ଞା। ସେତେବେଳେ ଡାକ୍ତର ପାଖକୁ ଗଲେ ସେ କହୁଥିଲା ହଁ। ଯେ କଲିଜା ଖା, ହଁ। ସିଝା ଅଣ୍ଡା ଖା, ହଁ। ମାଛ ଖା, ହଁ। ଘିଅ ଖା, ହଁ। ସବୁ କହୁଥିଲା। ଆଜ୍ଞା। ଏବେ ଡାକ୍ତର ପାଖକୁ ଗଲେ କହୁଛି ସିଝା ଅମୃତ ଭଣ୍ଡା ଖାଇବୁ ନହେଲେ ମରିବୁ, ମରିଯିବୁ ରେ। କୋଲେଷ୍ଟ୍ରଲ ବଢିବ। ହଁ। ତାହେଲେ ସେତେବେଳ କଥା, ଆଜ୍ଞା। ସେଇ ମଣିଷ ହଁ। ଭାତ ନଥିଲେ ରୁଟି ଖାଉଥିଲା। ଆଜ୍ଞା। ଏବେ ଯେତେ ହାଇ ଫାଇ ସୋସାଇଟିର ମଣିଷ ସବୁ ରୁଟି। ରୁଟି ଖାଇଲେ। ଏଇଟା ଷ୍ଟାଇଲ। ହଁ। କୁଆଡେ ମଣିଷ ଆଉ ଯିବ? ସେଇଠି। ଗଛ ଚଢିବା ଆପଣ ଅଗ୍ରଭାଗକୁ ଯିବେ, ଆଜ୍ଞା। ତଳକୁ ତ ଓହ୍ଲେଇବେ, ଆଉ ଯିବେ କୁଆଡେ? ସେଇଠିକି ଆସିବେ। ପୁରୁଣା କାଳରେ ଯୋଉ ବେଲା ଖିଅର ଆଜ୍ଞା। ଚାରିପଟୁ ବାରି ଚାଚିଲା ଭଳିଆ ଚଞ୍ଛା ହେଇଥିବ, ମୁଣ୍ଡରେ ଚୁଟି ଥବ, ଆଜ୍ଞା। ଏବେ ତ ପୁଣି ସେଇଠିକି ଷ୍ଟାଇଲ ଆସିଲାଣି ଆଉ। ସେଇଠିକି, ସେଇଠିକି। ଆଉ ଆଗକୁ କୁଆଡେ ଯିବନି। କୁଆଡେ ବାଟ ଅଛି? ତାହେଲେ କହିବାର ଉଦ୍ଦେଶ୍ୟ, ଏ ମୋର ଭୁଲ ହେଇଗଲା କି ରେ? ବିଭୀଷଣ ପାଦ ତଳେ ଶୋଇଲା, ହଁ, ହଁ। ସେତିକି ଶରଣ ଶରଣ କରି ଡାକିଲା। ବାଃ, ଗୋଟେ ଗଡ଼ ସୁନାଖାଳରେ, ଗୋଟେ ରଣପୁରରେ ଆଉ। ଭଲ ଶୁଣ ଶରଣ ପଶିଲା ବେଳେ ଆଜ୍ଞା। ପର ପ୍ରସାରି ଦେଲେ ଆଉ। ହଁ। ଭକ୍ତକୁ କୋଳ କୁଟାଣି ନଉଛନ୍ତି, ହଁ। କହିଲେ ବିଭୀଷଣ ଆଜ୍ଞା। ଆସ। ନାଇଁ ନା ଆପଣ ରାମ ନା କଣ ଏମିତି ଧକ୍କା ମାରୁଛନ୍ତି କଣ? ରାମ। କି କଣ କଣ ରହିବ? ବିଭୀଷଣକୁ ଯେତେବେଳେ କୋଳକୁ ଆଣିଲେ, ଆଜ୍ଞା। କୋଳକୁ ଆଣିଲେ ବିଭୀଷଣ ଭକ୍ତକୁ ହଁ। ଯେତେବେଳେ ଶ୍ରଦ୍ଧାରେ ପ୍ରଭୁ ନିଅନ୍ତି, ଆଜ୍ଞା। ସିଏ ହାତ ଯୋଡି ହଁ। ନମ୍ର ଭାବରେ ଯାଆନ୍ତି, ହଁ। ନା ତୁ ଗରୁଡ ଖମ୍ବକୁ କୁଣ୍ଢେଇଲା ଭଳିଆ କୁଣ୍ଢଉଛୁ? ପୁଣି ଭୁଲ ହେଇଯାଉଛି ରେ। ରହ। ହଁ। ସେଇଠି ଯେତେବେଳେ ଆଜ୍ଞା। କୋଳକୁ ଟାଣି ନେଇଛନ୍ତି, ଆଜ୍ଞା। କହିଲେ ବିଭୀଷଣ ଆଜ୍ଞା। ତମେ ଏଠିକି ଆସିଲ କାହିଁକି? ତମ ପାଟିରେ ମିଶିବା ପାଇଁ କି? ଆମ ସାଙ୍ଗରେ ରହିବ? ଆଜ୍ଞା ଆଜ୍ଞା। ଭାଇକି ଛାଡ଼ିଲ, ଛାଡ଼ିଦେଲି। ମାଟି ଛାଡ଼ିଦେଲ, ଛାଡ଼ିଲି। ଜାତି ଛାଡ଼ିଦେଲ, ଛାଡ଼ିଲି। ଆମ ପାଖକୁ କାହିଁକି ଆସିଲ? ତମ ପାଟିରେ ମିଶିବି ଆଉ। କହିଲେ ପ୍ରଭୁ ହଁ। ଆପଣଙ୍କ ପାଖରେ ମୁଁ ଶରଣ ପଶିବି ଆଉ। ଠିକ ଅଛି। ହଁ। ଆମ ଚିହ୍ନ ନବ, ଦିଅ ତମ ବ୍ୟାନର ମୁଁ ଦ୍ୱାର ମାରିବି। ବ୍ୟାନର ନୁହଁ, ଆଉ କଣଟା ସେଇଟା? ରାମାନନ୍ଦୀ କାଟିଦେଲେ, ଆଜ୍ଞା। ତୁଳସୀ ମାଳି ପକେଇଦେଲେ, ଆଜ୍ଞା। ତୁଳସୀ ଟିକେ ପାଟିରେ ଦେଇଦେଲେ। ଆଜ୍ଞା। କହିଲେ ବିଭୀଷଣ ଆଜ୍ଞା। ଏ ଜାଗା ତମକୁ କେମିତି ଲାଗୁଛି? ଆଜ୍ଞା ଭଲ ଲାଗୁଛି ତ। ଶୁଣୁ, କଣ ଆଜ୍ଞା? ନିଚ ଲୋକକୁ ଆଜ୍ଞା ଯେତେବେଳେ ଉଚ୍ଚ ଆସନ ଦିଆହବ, କଣ ହବ? ସେ ମନେ ମନେ ଭାବିବ ମୁଁ କଣ ହେଇଗଲିଣି ଆଉ। ପିମ୍ପୁଡ଼ି ଦିହରେ ପରଦୋଟି ପ୍ରଭୁ ଦେଲେ, ଆଜ୍ଞା। କହିଲେ ଛୋଟିଆ ବକଟେ ଯିବ, ହଁ। ଇଏ ଚାଲିବ କେତେ, ଉଡ଼ି ଯାଇ ଖାଦ୍ୟ ସଂଗ୍ରହ କରିବ। ଆଜ୍ଞା। ତା ଦିହରେ ପର ଲାଗିଲା, ସେ ଯେତେବେଳେ ଗାତରୁ ବାହାରିଲା ପରେ ଉଡ଼ିଲା, ହଁ। ସେ କହିଲା ମୁଁ କୁଆଡ଼େ କଣ ହେଇଗଲିଣି ଆଉ, କଣ ଖାଇବି? ହଁ। ସେ ନିଆଁ ଗଦାକୁ ଗଲା, ଆଜ୍ଞା। ଏକା ବେଳକେ ମଲା। ହଁ। ତୋ ଅବସ୍ଥା ସେଇଆ ଆଉ। ମୋ ଅବସ୍ଥା କଣ ଆପଣ କମ ପଚାରିଲେ? ପାଟ ଫୁଟଉଛୁ ନା, ତୁ। ଆପଣ ତ ପଚାରିଲେ କେମିତି? କହିଲେ ବିଭୀଷଣ ହଁ। ଏ ଯୋଉ ଜାଗାରେ ପହଞ୍ଚିଛ ହଁ। କେମିତି ଲାଗୁଛି? ଆଜ୍ଞା, ଭଲ। ନା ପ୍ରଭୁ ନର୍କ ଛାଡ଼ିଲି, ଛାଡ଼ିଲି। ସ୍ୱର୍ଗକୁ ପାଇଲି, ହଁ, ହଁ। ପାପୀକି ଛାଡ଼ିଲି, ହଁ। ପରମାତ୍ମାକୁ ପାଇଲି, ଆଜ୍ଞା। ପୁଣ୍ୟାତ୍ମାକୁ ପାଇଲି, ହଁ। ଯୋଉଠି ବୈକୁଣ୍ଠପତିଙ୍କ ପାଖରେ ପହଞ୍ଚିଲି। ହଁ। ଆଉ ଭଲ ମନ୍ଦ କଣ? କଣ ପଚାରିଛନ୍ତି ଆଜ୍ଞା? ମୋର ସବୁ ଭଲ। ଭଲ ଆଜ୍ଞା। ଆପଣଙ୍କୁ ଦେଖିଲା ପରେ ହଁ। ମୁଁ ତ ଅହୋଭାଗ୍ୟ ମୋର, ହଁ ଆଜ୍ଞା। ସବୁ କୁଶଳ। ସବୁ ଠିକ ଆଜ୍ଞା। ପ୍ରଭୁ ସେଇଠି ପଚାରିଲେ, କହିଲେ ବିଭୀଷଣକୁ ପଚାରିବା ହଁ। ଆଉ ମାଟିର ମମତାର କମିଛି କି ନାହିଁ। ଦେଖିବା। ପଚାରିଲେ, କହିଲେ ବିଭୀଷଣ ଆଜ୍ଞା। ତମ ଭାଇ ହଁ। ତ୍ରିପୁରା ବିଜୟୀ ରାବଣ ହଁ। ଭବିଷ୍ୟତ
ଭବିଷ୍ୟତରେ ହଁ। ଆମ ସାଙ୍ଗରେ ଯୁଦ୍ଧ କରିବ। ହଁ ହଁ ଆଚ୍ଛା ତମ ଭାଇର ବଳବୀର୍ଯ୍ୟ ସମ୍ପର୍କରେ ଟିକେ କହିଲ। ଠିକ ଅଛି ବିଭୀଷଣ ପରୀକ୍ଷା କରିବାକୁ ବାହାରିଲାଣି ପ୍ରଭୁକୁ। ଦେଖିବା ଆଉ କହିଲା ଦେଖିବା ଯଦି ମୋ ଭାଇ ନାଁ ଶୁଣିଲେ ବଳ ପାଇବ ଏ ଦଳରେ ରହିବି ନହେଲେ ଆମ ଦଳକୁ ମୁଁ ପଳେଇବି। ପଳେଇଯିବି। ସେଇଠି କବି ସମ୍ରାଟ ଭଞ୍ଜ ବହି ହଉଛି ବୈଦେହୀଶ ବିଳାସ ଆଜ୍ଞା। ଗୋଟାଏ ପଦ ଛାନ୍ଦ। ଆଜ୍ଞା। କହିଲେ ବିଭୀଷଣ ଭଣୀ ଶୁଣ ରଘୁମଣି କାହାକୁ ମଣିବି ये ब्रह्मांड एक एक जिणी पारंती ब्रह्मांड एक जिणी पारंती अष्टादश गंडा बक्ष है वीरा अग्रजित प्रथम कुमार है दारू जिणी रानी घोड़ा है कवि सम्राट भंज कहले आज्ञा। विभीषण हाथ जोड़ी देले कहले हे प्रभु मो भाईर बलबीर्य कथा कौन कहबी 18 गंडा पुओ आज्ञा ब्रह्मांड एक एक जिणी पारंती बेस जी जीव सी ब्रह्मांड जिणीब आज्ञा ता बड़ पुओ हूँ इंद्रजित आज्ञा। इंद्र को बांधी आनी दुआरे माड़ देला जन्म है बेले गोटे रड़ी कला आज्ञा। आवर्तक संवर्तक द्रोण पुष्कर हाँ। चारि मेघ मिशी Yes। एकत्रित रड़ी कले हाँ। रड़ीटा जेतिकी हाँ। ता जन्म बेले रड़ीटा सेतिकी सेतिकी रड़ी। ता ना हूँ मेघनाद आज्ञा। आउ कौन कहबी शत्रुर प्रशंसा शुणवाकू आज्ञा। जे योद्धा हाँ। से भल पाइबनी ना भल पाइबनी। मुहरे हाथ देदेले हाँ, हाँ। कहले विभीषण आज्ञा। तमे जेतिकी कहला सेतिकी हाँ। आम कथा टिके शुण कहले प्रभु आपण कौन कहबे कौन कहबे? ना तम भाईर बलबीर्य कथा कहले तो हाँ। मो कथा टिके शुणिबनी एटी गोटिए पाखरे छिड़ा हेले वकील आपण मानकर कवि सम्राट भंज आज्ञा। आ ओडिशा माटी रे हाँ। भंजंकर उत्तर दबाकू हाँ। आउ कवि केही नाहंती ताले देबे किए? किंतु जणे जवाब देइछंती से एई माटीर गर्व गौरव Yes। आपण मानकर घंट कवि जदुमणि महापात्र आज्ञा। जदुमणि कहले भंज हाँ। तमे गोटिए पाखरे छिड़ा हेलो Yes। भंज लेखिले हाँ। विभीषण कहिले हाँ। राम शुणिले शुणिले। एठी कहिबे जदुमणि हाँ। शुणिबे विभीषण हाँ। कहिबे राम राम भंज जदुमणि हाँ। राघव विलास वैदेहीश विलास Yes। जदुमणि भंज हाँ। राम विभीषण जोड़िए वकील हाँ। जोड़िए काव्य हाँ। जोड़िए कवि हाँ। ये दी जनक भीतर लड़े लागिला। एटी भंज जदुमणि हाँ। जुक्ति तर्क आरंभ है आज्ञा। जदुमणि कहले भंज हाँ। मो कथा टिके शुण एटी विभीषण कहिले राम शुणिले आज्ञा। एटी राम कहिबे हाँ। विभीषण शुणिबे शुणिदेव। कहले शुणि रघुमणि भणिले रणरे जानिबा वीरेन्द्र जानिबा वीरेन्द्र पण जे रणरे जदुमणि कहले कहले भंज भगवान राम कहले हाँ। हे विभीषण हाँ। तम कथा तो कहल हाँ। मो कथा शुण शुण। जानिबा वीरेन्द्र पण रणरे
ଯୁଦ୍ଧରେ ଜଣା ପଡିବ ନା ଏବେ କହିବାରେ କଣ ଅଛି କଣ ମୂଲ୍ୟ ଅଛି କିଏ କାଡେ ବଳୁଆ Yes. ସେଇଦିନ ଜଣା ପଡିବ ହଁ ହଁ ଆଶ୍ଚର୍ଯ୍ୟ ବିଭୀଷଣ ଚାହିଁଲେ ଆଉ ଚାହିଁଲେ ତ କହିଲେ କଣ ଇଏ ଏଡେ ବଳୁଆ କହୁଛି। କହିଲେ ବେଶୀ ନାହିଁ ହଁ। ଏକା ବାଣ କେ ହଁ। ପ୍ରାଣପତି କତିରେ ପ୍ରାଣ ହବ ସମର୍ପଣ ସମର୍ପଣ। ପ୍ରାଣପତି ଜମ ବାସ୍। ଜମ ପାଖରେ ଗୋଟିଏ ବାଣରୁ ଯୋଡିଏ ବାଣ ଲଗେଇବନି 18 ଘଣ୍ଟା ପୁଅକୁ ଆଜ୍ଞା। ଜମ ପାଖକୁ ପଠେଇଦେବି ଗୋଟିଏ ବାଣରେ ବିଭୀଷଣ କହିଲେ ହଁ ବେଳ ପଡିଲେ ମଣିଷ ଏମିତି ବାହାଦୁରୀ ମାରି କଥା କହେ ଆଉ କହି ପକାଏ ସନ୍ଦେହ ଆଖିଟା ଆଜ୍ଞା ଜଣା ପଡିବନି ଜଣା ପଡିବ ଆମେ ପାଲା ଗାଉଛୁ ଆଜ୍ଞା। ପାଲା ଗାଇଲା ବେଳେ ହଁ। ଯଦି କାଟ ଘୋଟ ଠିକ ହେଇଗଲା ହଁ। 60 ବର୍ଷର 70 ବର୍ଷର ପାଲା ଦେଖାଳି ଲୋକ ଆଜ୍ଞା। 80 ବର୍ଷର ବୁଢା ବସିଥବ ହଁ, ହଁ। ଯଦି ଠିକ ଘୋଟ ହେଇଗଲା ହଁ। ପାଖ ବୁଢା ବସିଥବ ତାକୁ ଟିକେ ହାତ ମାରିଦେଇ ଆମେ ଜାଣିବୁ ଭଲ ହଉଛି ହଁ। ଆମେ ତାକେ ଅନେକ କହିବୁ ମଉସା କେମିତି ଲାଗୁଛି ଅମକ ସମକ ଆଚ୍ଛା ଯଦି କାଟ ଖସିଗଲା ଆଜ୍ଞା। ବୁଢା ତ କୋଉ କାଳର ମୂଷା ପୁରୁଣା ପାଲା ଦେଖାଳି ପଟ୍ଟଯୋଶୀଙ୍କ ଅମଳରୁ ଆଜ୍ଞା। ଯଦି ତାଳ ଖସିଗଲା ହଁ। ପାଖ ବୁଢା ବସିଥବ ତାକୁ ହାତ ମାରିଦେଇ ସିଏ ମୁହଁକୁ ସିଞ୍ଚାଡ଼ି ଦବ ଆଜ୍ଞା। ଆମେ ଜାଣିବୁ ଆମର ହେଲାନି ଆଜ୍ଞା। ଆମେ କାହିଁ ତା ଆଡେ ଅନେଇବୁ କି ଆଉ? ଏପଟକୁ ବୁଲି ପଡିବୁ ପଣ୍ଡିତ ମଣ୍ଟଳୀ ଲକ୍ଷ୍ୟ କରିବେ ହଁ। କିରେ ତାକୁ ଅନେଇବୁ କାହିଁକି ସେ ହାତ ସିଞ୍ଚାଡ଼ିବ କାହିଁକି ଆଜ୍ଞା। ରାକାରେ ରିଙ୍ଗିତେଇ ଗତ୍ୟା ଚେଷ୍ଟୟା ଭାଷଣେ ନଚ ନେତ୍ର ବକ୍ତ୍ର ବିକାରେ ଇସ ଲକ୍ଷ୍ୟ ତନ୍ତର ଗତଂ ମନ ବୋଲେ ମଣିଷର ମୁହଁଟା ହଉଛି ଆଜ୍ଞା ସୂଚୀପତ୍ର ଆଜ୍ଞା ବହିରେ କେତେଟା ବିଷୟ ଅଛି ବହିଟାକୁ ଆପଣ ଖୋଲିବା ଦରକାର ନାହିଁ ନାହିଁ। ସୂଚୀପତ୍ର ଖୋଲିଦେଲେ ଆପଣ ଜାଣିଦେବେ ବିଷୟ ଜାଣିଦେବେ ତ। ମଣିଷର ମୁହଁ ସେମିତି ସୂଚୀପତ୍ର ହଁ। ମଣିଷ ଭଲରେ ଅଛି କି ମନ୍ଦରେ ଅଛି ଆଜ୍ଞା। ତା ମୁହଁ ଦେଖିଦେଲେ ଆଜ୍ଞା ଜଣା ପଡିବନି ଆଉ ଆଗକୁ ଯିବା ଦରକାର କଣ ସେଇଠି ଯେତେବେଳେ ରାମ ଦେଖିଲେ କହିଲେ ଏତେ କଥା ମୁଁ କହିଲିନି ହଁ କିନ୍ତୁ ବିଭୀଷଣ ଖୁସି ହଉନି ନା ସନ୍ଦେହ ହଉଛି କି କି? କହିଲେ ହେ ବିଭୀଷଣ ହଁ। ଯଦି ଏ କଥା ତମକୁ ସନ୍ଦେହ ଲାଗୁଛି ହଁ। ଆମ କମାଣ ଛୁଇଁ କରୁଅଛୁ ପ୍ରମାଣ ପ୍ରମାଣ। ମୁଁ ଧନୁ ଛୁଇଁ ହଁ। ନିୟମ କରି କହୁଛି ହଁ ଏ କଥା ସତ୍ୟ ସତ୍ୟ ଆଚ୍ଛା ଧନୁ ଆଜ୍ଞା ରାମ କାହିଁକି ଛୁଇଁଲେ ବାପା ରାଣ ପକେଇଲେନି ହଁ। ମା ରାଣ ପକେଇଲେନି କାହିଁ ମୁଣ୍ଡ ଛୁଇଁଲେନି ହଁ ଧନୁ ଛୁଇଁଲେ କାହିଁକି ଏଟା କାହିଁ ଛୁଇଁଲେ ନା ଏଇଠି ଓଡିଆ ସାହିତ୍ୟ ଭିତରେ ଆଜ୍ଞା। ଯଦୁମଣି ଟିକେ ତର୍କ ରଖିଲେ ତର୍କଟା କାହିଁକି ରଖିଛନ୍ତି ଆପଣ ଦେଖନ୍ତୁ ସିଏ କହିଲେ ଯେ ଆପଣ ଧରନ୍ତୁ ମାଛ କିଣିବାକୁ ଯାଇଛନ୍ତି ବଜାରକୁ ଆଜ୍ଞା ଭାଇ ଚିଙ୍ଗୁଡି କିଲୋ କେତେ ନା 450 ନା ନାଇଁ ମ ସେ ଗୋଦାମ ବାଲା 400 କହୁଥିଲା ଆଉ? ନା ଭାଇ ଚିଙ୍ଗୁଡି ଛୁଇଁଛି ପସରା ଛୁଇଁଛି କିଛି ଲାଭ କିଣା ନାହିଁ ନାହିଁ ରେ। କିଣା ତ 30 ଆଉ 20ଟା ଟଙ୍କା ଲାଭ ଆଉ ହଁ ଆଚ୍ଛା ଦେଖନ୍ତୁ ହଁ। ମାଛ କଣ ଦିଅ ନାଇଁ ତ ସେ କାହିଁକି ମାଛକୁ ଛୁଇଁଲା କାହିଁକି ନା ଜଣେ ମାଛ ବେପାରୀ ପାଇଁ ତା ଇଷ୍ଟ ହଉଛି ମାଛ ବାସ୍। ଜଣେ ଚାଷୀ ପାଇଁ ତା ଇଷ୍ଟ ହଉଛି ତା ବଳଦ ଜଣେ ବ୍ରାହ୍ମଣ ପାଇଁ ତା ଇଷ୍ଟ ତା ଯଜ୍ଞ ପବିତ ଆଜ୍ଞା। ଜଣେ ପାଲାକର ପାଇଁ ତା ଇଷ୍ଟ ସତ୍ୟନାରାୟଣ ଆଜ୍ଞା ଆମେ କୁଆଡେ ଅଧିକା ପଇସାରେ ପଛେ ପାଲା ପଳେଇବୁ ହଁ। ଯଦି ଅନୁଷ୍ଠାନ ଫେଲ ହେଲା ହଁ। ଯଦି କହେ ନାଇଁ ଆଜ୍ଞା ଆପଣ ଠକିଦେଲେ ନା ନାଇଁ ସତ୍ୟନାରାୟଣଙ୍କ ରାଣ ପକେଇ କହୁଛୁ ଆମ ଇଷ୍ଟ- ତାହେଲେ ଯା ଇଷ୍ଟ ସେ ତାକୁ ଛୁଇଁବ ଆଜ୍ଞା। ଜଣେ କ୍ଷତ୍ରିୟ ପାଇଁ ହଁ। ତା ଇଷ୍ଟ ହଉଛି ତା ଧନୁ ଧନୁ। ଧନୁ ଛୁଇଁ ନିୟମ କରି ଆମ କହିଲେ ହଁ। କହିଲେ ସତ୍ୟ ସତ୍ୟ ତ୍ରିବାର ସତ୍ୟ କରି କହୁଛି ତଥାପି କହିଲେ ବିକଳ ପଡ଼ିଲେ ମଣିଷ ନିୟମ। ଏମିତି ନିୟମ କରିଦିଏ ହଁ। ସେତିକି ବେଳେ ବିଭୀଷଣଙ୍କ ସନ୍ଦେହ ମୋଚନ ଯେତେବେଳେ ନହେଲା ଆଜ୍ଞା। ଭଗବାନ ରାମ କହିଲେ କିଏ ଅଛରେ ଆଜ୍ଞା ଇଏ ବିଭୀଷଣ ମୁଣ୍ଡରେ ରାଜଶାଢ଼ୀ ବାନ୍ଧି ଦିଅ ଆଜିଠୁ ଇଏ ଲଙ୍କାରେ ରାଜା ମୋ ରାଜଶାଢ଼ୀ ଯେତେବେଳେ ବାନ୍ଧିଦେଲେ ଲକ୍ଷ୍ମଣ ହାତ ଯୋଡ଼ିଦେଲେ ହଁ। କହିଲେ ଭାଇ ପଦେ କହିଥାନ୍ତି ନା କଣ କହିବୁ ନା କଥା ଦେଇଦେଲେ ମଥା ଦେଇଦେଲେ Yes. ଆପଣ ସତ୍ୟସନ୍ଧ ହଁ। ଯେତେବେଳେ ବିଭୀଷଣ ମୁଣ୍ଡରେ ରାଜଶାଢ଼ୀ ବନ୍ଧା ହେଲାଣି ସେ ସେତେବେଳୁ ରାଜା ରାଜା ତ ଆଚ୍ଛା କାଲି ଯଦି ହଁ। ରାବଣ ମା ସୀତାଙ୍କୁ ସାଙ୍ଗରେ ଧରି Yes. ଆସି ତମ ପାଖରେ ଶରଣ ପଶିବ ହଁ। ଆପଣ କଣ କରିବେ କଣ କରିବେ ନା ଭୁଲ ହବନି ରଘୁକୁଲ ରୀତି ସଦା ଚଲି ହଉ ରଘୁକୁଲ ରୀତି ସଦା ଚଲିଆଇ ପ୍ରାଣ ଯାଇ ବରୁ ବଚନ ନ ଯାଇ ରଘୁକୁଳର ରୀତି ପ୍ରାଣ ପଛେ ଯିବ ବଚନ ରହିବ ବୁଝିପାରିଲିନି ଭାଇ ନା ବିଭୀଷଣକୁ ରାଜ୍ୟ ଦେଲା ବେଳୁ ସେ ଲଙ୍କାରେ ରାଜା ରାଜା ଯଦି ଶରଣ ପଶିବ ରାବଣ ମୁଁ ଜାଣିବି ବିଧାତା ମୋ କପାଳରେ ସାରା ଜୀବନ ବନବାସ ଯୋଗ ଲେଖିଛି ମୁଁ ପଛକେ ଅଯୋଧ୍ୟାଟା ରାବଣକୁ ଦେଇଦେବି କିନ୍ତୁ କଥା ପରିବର୍ତ୍ତନ ହବନି ହବନି ଆଉ
ସେତିକି ବେଳେ ବିଭୀଷଣ କହିଲା ବା ଯେ ନିଜ ରାଜ୍ୟଟା ଅନ୍ୟକୁ ଦବାକୁ କହୁଛି ୟା ପାଟି ଛାଡ଼ିବାନି ନାଇଁ, ଏଇଟା ବଢିଆ ପାଟି ତେଣୁ ବିଭୀଷଣ ସେଦିନ ଆଜ୍ଞା କହିଲା ରାବଣ ମାନିଲାନି ଆଜ୍ଞା ଦଶାନନ ମଲା ମଲା ସେଦିନ ବିଦୁର କହିଲା ଦୁର୍ଯ୍ୟୋଧନ ମାନିଲାନି ଦୁର୍ଯ୍ୟୋଧନ ମଲା ମଲା ତାହେଲେ ଯୋଡ଼ିଏ ଦ ଦେଖିଲେ ଆଜ୍ଞା। ଯୋଡ଼ିଏ ସ ଦେଖିଲେ ହଁ। ଯୋଡ଼ିଏ ବ ଦେଖିଲେ ଆଜ୍ଞା। ଯୋଡ଼ିଏ ଭାଇ ଦେଖିବା ଭାଇ ଭାଇ ଏ ଭାଇ ଯୋଡ଼ିକ କିଏ ସେ କିଏ ସେ ଆଜ୍ଞା? ରାମାୟଣରେ ଗୋଟିଏ ଭାଇ ମହାଭାରତରେ ଗୋଟିଏ ଭାଇ ଆଜ୍ଞା ରାମାୟଣର ଭାଇ ଆପଣଙ୍କର ଭରତ 14 ବର୍ଷ ରାମ ଜଙ୍ଗଲକୁ ଯିବେ ଆଜ୍ଞା ସେଦିନ ଭରତ ମାମୁଁ ଘରୁ ଆସି ଯେତେବେଳେ ପହଞ୍ଚିଛନ୍ତି ଆଜ୍ଞା। ପଚାରିଦେଲେ କହିଲେ ମା କାହିଁକି ଡକେଇଲୁ ନା ରାଜା ହବୁ ମୋ ଭାଇ ନା ତାକୁ 14 ବର୍ଷ ଜଙ୍ଗଲକୁ ପଠେଇ ଦେଇଛି କାହିଁକି ନା ତୋ ଉପକାର ପାଇଁ ନା ତୁ ମା ନା ରାକ୍ଷସୀ ଚଟା ମୁକୁଟ କଷା ବସ ଧରି ବେଶ। ଚିତ୍ରକୂଟ ପାଖରେ ପହଞ୍ଚିଲେଣି ଆଜ୍ଞା। ଭାଇଙ୍କି ଡାକିଲେ ଭାଇ ଆରେ ତୋର ଏଇ କି ବେଶ ନା ମୁଁ ରାଜା ହେବି ଆପଣ ଯାଆନ୍ତୁ ଅଯୋଧ୍ୟାର ରାଜା ହେବେ ହଁ ଆରେ ପିତୃ ସତ୍ୟ ମୋ ପାଇଁ ମୁଁ କ'ଣ ତମ ଭାଇ ନୁହଁ ସେ ସତ୍ୟ ପାଳନ କଲେ କ'ଣ ମୁଁ ଚଳିବନି ଚଳିବନି ଭାଇ ରାମ ସେଠି ଯୁକ୍ତି କଲେ କହିଲେ ସେଇ କଥା ହଁ ତୁ ଜଙ୍ଗଲରେ ବୁଲିବା ଯାହା ହଁ। ମୁଁ ଜଙ୍ଗଲରେ ବୁଲିବା ସେଇଆ ହଁ। ତୁ ରାଜା ହବା ଯାହା ହଁ। ମୁଁ ରାଜା ହବା ସେଇଆ ହଁ ଆଉ ତୁ କାହିଁକି ଜଙ୍ଗଲରେ ବୁଲିବୁ ମୁଁ କାହିଁକି ବୁଲିବିନି ମୋ ଭାଇ ହଁ। ତୁ ଯା ରାଜା ହବୁ ଯା। ଲକ୍ଷ୍ମଣ ହାତ ଯୋଡ଼ି ଦେଲେ କହିଲେ ଭାଇ ଏଇଟା ହବ ହଁ। କିନ୍ତୁ ସେଇଟା ହବନି କାରଣ କ'ଣ? ଆପଣ ମାନଙ୍କର କାବ୍ୟକର୍ତ୍ତା କହନ୍ତି କହିଲେ ଯତନ୍ତରେ ବୟସ ବୈନେତୟ ଯଦ୍ୟନ୍ତରେ ସିଂହ ଶୃଗାଳୟ ବନ ହଦ୍ୟତ ମାର୍ତ୍ତଣ୍ଡ କାୟର ଯଦନ୍ତରେ ତଦନ୍ତରେ ତଦଗୁ ନନ୍ଦନସ୍ୟ ଚ ଯଦନ୍ତରେ ବୟସ ବୈନେତୟ କାଉ ଆଉ ଗରୁଡ଼ ଗରୁଡ଼। ଜାତି ଏକା ଆଜ୍ଞା। ଚଞ୍ଚୁ ଅଛି ହଁ। ଡେଣା ଅଛି ଅଛି ଯଦି କାଉ କହିବ ମୁଁ ଗରୁଡ଼ ହେବି ହବ କେମିତି ନାଇଁ ହବ ସିଏ ଜିଅନ୍ତା ସାପ ଖାଇଲା ବେଳେ ଇଏ ମଲା ସାପ ଖାଉଛି ତେଣୁ କାଉ ଗରୁଡ଼ ହେବାକୁ ଚେଷ୍ଟା କଲେ କ'ଣ ହବ ହବନି ସିଂହ ଶୃଗାଳୟ ବନେ ବନେ। ଜଙ୍ଗଲରେ ସିଂହ ଅଛି ଶୃଗାଳ ଅଛି ଆଜ୍ଞା। ତାର 4ଟା ଗୋଡ଼ ଆଜ୍ଞା। ଆର 4ଟା ଗୋଡ଼ ହଁ। ସିଏ ଖାଉଛି ମାଉଁସ ଇଏ ଖାଉଛି ମାଉଁସ ମାଉଁସ। ଯଦି ସିଂହ ହେବାକୁ କହିବ ଶୃଗାଳ ସେଇଟା କେମିତି ହବ ହବନି କିରେ ସିଏ ଗଜ ମୁଣ୍ଡ ବିଦାରଣ କରି ଆଜ୍ଞା। ଗଜମୁକ୍ତା ଖାଇଲା ବେଳେ ହଁ। 50ଟା ମାଉଁସ ବିଲୁଆ ଖାଉଛି ବିଲୁଆ ଖାଇନି। ତେଣୁ ଇଏ ରାଜା ହବ କେମିତି ହବନି। ଖଦ୍ୟ ତ ମାର୍ତ୍ତଣ୍ଡ କାୟର ଯଦନ୍ତରେ ଖଦ୍ୟ ତ ଜୁଳି ଜୁଳିଆ ଆଜ୍ଞା। ମାର୍ତ୍ତଣ୍ଡ ସୂର୍ଯ୍ୟ ଆଜ୍ଞା। ଯଦି କହିବ ସୂର୍ଯ୍ୟ ଆଲୁଅ ଦଉଛନ୍ତି ମୁଁ ଜୁଳି ଜୁଳିଆ ଆଲୁଅ ଦଉଛି ମୁଁ କାହିଁକି ସୂର୍ଯ୍ୟ ନ ହେବି ହବ ସେଇଟା କେମିତି ହବ ହବନି। ସୂର୍ଯ୍ୟ ଉଦୟ ହେଲେ ଆଜ୍ଞା। ଅନ୍ଧାର ହଟୁଛି ହଁ। ଲକ୍ଷ୍ୟ ଜୁଳି ଜୁଳିଆ ଉଡ଼ିଲେ କ'ଣ ଅନ୍ଧାର ହଟିବ ନା ତାହେଲେ ସିଏ କେମିତି ହବ ତଦନ୍ତରେ ତ ରଘୁନନ୍ଦନସ୍ୟ ଚହ ଭରତ କହିଲେ ଭାଇ ହଁ। ରାମ ରାମ ଭରତ ଭରତ ଭରତ। ଭରତ ହଜାର ଚେଷ୍ଟା କଲେ ବି ରାଜା ହେଇପାରିବନି ମୋ ଭାଇ ଆପଣ ନ ଯିବେ ପଛେ ମୁଁ ପ୍ରାଣ ବିସର୍ଜନ କରିବି ହଁ। କିନ୍ତୁ ମୁଁ ଅଯୋଧ୍ୟାକୁ ଫେରିବିନି ଫେରିବିନି ଆଉ ରାମ ହସିଦେଲେ କହିଲେ ଭରତ ହଁ। ଏତେ ଭଲ ପାଉଛୁ ବହୁତ ଭଲ ପାଏ। ଜୀବନ କହିଲେ ଦେଇଦେବି ହଁ। ନା ଏତେ ବଡ଼ କଥା ଦରକାର ନାହିଁ ନାଇଁ। ଯାହା କହିବି ମାନିବୁ ମାନିବି ମାନିବି କ'ଣ କହୁଛନ୍ତି କହୁନାହାନ୍ତି ଭଗବାନ ରାମ ସେଦିନ ପାଦର ପାଦୁକା ଦିଟା କାଢ଼ିଦେଲେ ଆଜ୍ଞା। କହିଲେ ଭରତ ନିଏ ରାଜ୍ୟ ଶାସନ କରିବୁ ସିଂହାସନରେ ପାଦୁକା ସ୍ଥାପନ କରି କିନ୍ତୁ ପିତୃ ସତ୍ୟ ପାଳନ ମୁଁ କରିବି ତୁ ଯା ଭରତ ଆଉ କଥା ଭାଙ୍ଗି ପାରିଲେନି ଭାଇଙ୍କ ପାଦୁକା ଦିଟା ମୁଣ୍ଡ ଉପରେ ଥୋଇଛନ୍ତି ଆଜ୍ଞା। ଆଖିରେ ଯୋଡ଼ିଏ ଧାର ଲୁହ ହାତ ଯୋଡ଼ି ଦେଲେ କହିଲେ ଭାଇ ଅଯୋଗ୍ୟଠୁ ଯୋଗ୍ୟ ସୃଷ୍ଟି ହେବନି ନା ଭଲଠୁ ଭଲ ସୃଷ୍ଟି ହେବା କଥା ମୋ ମା କୈକେୟୀ 14 ବର୍ଷ ତତେ ଜଙ୍ଗଲକୁ ପଠେଇଛି ତାରି ପୁଅ ଭରତ ମୁଁ ମୋ ମା ତ ମୁଣ୍ଡର ମୁକୁଟ ନେଇଗଲା ବେଳେ ବାସ୍ ପାଦରେ କଣ୍ଟକିତ ପଥରେ ବୁଲିବୁ ପାଦୁକା ଦିଟା ପିନ୍ଧିଥିଲୁ ମୋ ମା ମୁଣ୍ଡର ମୁକୁଟ ନେଇଗଲା ସୁନା ମୁକୁଟ ମୁଁ ତ ପାଦର ପାଦୁକା ନେଇଗଲି ଭରତ କହିଲେ ନାଇଁ ରେ ରାମ କହିଲେ ନାଇଁ ରେ ଭରତ ତୁ ପାଦୁକା ଦିଟା ନେଇଛୁ ଠିକ୍ କରିଛୁ କାହିଁକି ନା ତୁ ଜାଣିଛୁ ମୋ ଭାଇ ଯଦି ପାଦୁକା ପିନ୍ଧିବ କାଳେ କଣ୍ଟକିତ ପଥରେ ଚାଲିବ ତେଣୁ ପାଦର ପାଦୁକା ଦିଟା କାଢ଼ି ନେଲୁନି ଯେ ତୋ ଭାଇ ବାଟରେ ଯିବା ପାଇଁ ଇଏ ମାର୍ଗ ବତେଇ ଦେଲୁ ରାମଙ୍କ ଆଖିରେ ଲୁହ ଭରତ ଆଖିରେ ଲୁହ କୋଳକୁ ଚାପି ଧରିଛନ୍ତି ଭରତକୁ ଚାପି ଧରିଛନ୍ତି ଭରତ କହୁଛନ୍ତି ଭାଇ କେଡ଼େ ବଡ଼ ଭୁଲ ମୁଁ କରୁଛି ତୋ ପାଦର ପାଦୁକା ମୁଁ ନେଇଗଲି କହିଲେ ନା ଠିକ୍ କରିଛୁ ଏମିତି ଭାଇ ଜଗତରେ ଆଉ ମିଳିବେନି ଗୋଟେ ଭାଇ କହୁଛି ତୁ ରାଜ୍ୟ ନେଇଯା ଆଉ ଗୋଟେ ଭାଇ କହୁଛି ରାଜ୍ୟ ମୋର ନୁହଁ ରାଜ୍ୟ ହେଉଛି ତୋର ରାମାୟଣର ଭାଇ ଧନ ଫୋପାଡ଼ି ଦଉଛି ଧନ ଦରକାର ନାହିଁ ମୁକୁଟ ଫୋପାଡ଼ି ଦଉଛି ରାଜମୁକୁଟ ଦରକାର ନାହିଁ ରତ୍ନ ସିଂହାସନକୁ ଜଳାଞ୍ଜଳି ଦେଇ ଦଉଛି ସେ ସିଂହାସନ ମୋର ଦରକାର ନାହିଁ ରାମାୟଣର ଭାଇ ଭରତ ତ୍ୟାଗର ପ୍ରତୀକ ମୋର କିଛି ଦରକାର ନାହିଁ
ପାଦୁକା ଦିଟା ମୁଣ୍ଡରେ ଥୋଇଛନ୍ତି ରାମଙ୍କ ମୁହଁକୁ ଚାହିଁଛନ୍ତି ଭରତ ଫେରୁଛନ୍ତି ଅଯୋଧ୍ୟାକୁ ନିରୁପାୟ ଦେଖନ୍ତୁ ପାଦ ପାଦୁକା ପାଇବା ଯାହିତାଇ କଥା ନା ନା ଜୀବନରେ କା ମୁଣ୍ଡକୁ ଦେଖନ୍ତୁନି ନା ସମସ୍ତେ ପାଦକୁ ଦେଖନ୍ତୁ ପାଦକୁ ଦେଖିଲେ ମଣିଷ ଜୀବନରେ ସଜାଡ଼ି ହେବ କା ମୁଣ୍ଡକୁ ଯଦି ଆପଣ ଦେଖିବେ ତାହେଲେ ଉଜୁଡ଼ି ଯିବେ ଆଜ୍ଞା। ସଜାଡ଼ି ହେଇପାରିବେନି ଇଏ ଜୀବନରେ ଯଦି ପୂର୍ବ ଜନ୍ମର ସୁକୃତ ନାହିଁ ପାଦ ପାଦୁକା ମିଳେନି ସତ୍ୟ ଯୁଗରେ ପାଦ ପାଇଲେ କିଏ ସିନା ବଳି ପାତାଳକୁ ଗଲେ ଆଜ୍ଞା ପାଦୁକା ପାଇଲେ ପ୍ରହ୍ଲାଦ ଆଜ୍ଞା। ସ୍ୱର୍ଗରେ ଇନ୍ଦ୍ର ହେଲେ ତ୍ରେତା ଯୁଗରେ ପାଦ ପାଇଲେ ଆପଣମାନଙ୍କର ଅହଲ୍ୟା ଉଦ୍ଧାର ହେଲେ ପାଦୁକା ପାଇଲେ ଭରତ ଆଜ୍ଞା। ରାଜ୍ୟ ଶାସନ କଲେ ଦ୍ୱାପର ଯୁଗରେ ପାଦ ପାଇଲା କୁବୁଜା ଆଠୁଟା କୁଜ ଭିଡ଼ି ସଳଖି ଦେଲେ ନା ହଁ ସରି ରହିଲା ହଁ, କିନ୍ତୁ ପାଦୁକା କଲେ ଉଦ୍ଧବ ତୁ ହିଁ ଚଳ ଆଉ ଆଶ୍ରମ ନାମେ ବଦ ପାଦ ଦେଇଦେଲେ ପାଦୁକା ପାଇଲେ ଉଦ୍ଧବ ଯାଇତାଇ କଥା କଳି ଯୁଗରେ ପାଦ ପାଇଲେ ଜାଗାଇ ମାଧାଇ ଆଜ୍ଞା। ଉଦ୍ଧାର ହେଇଗଲେ ହଁ। ପାଦୁକା ପାଇଲେ ବିଷ୍ଣୁପ୍ରିୟା ଆଜ୍ଞା। ଚୈତନ୍ୟଙ୍କ ସ୍ତ୍ରୀ ହଁ। ପଚାରିଲେ ତମେ ରାଜ୍ୟ ଛାଡ଼ିଦେବ ଆମେ ବଞ୍ଚିବୁ କେମିତି ନାଇଁ ପାଦୁକା ଦିଟା ପୂଜା କରିବ ପୂଜା କର। ଅଦ୍ୟାବଧି ଆଜ୍ଞା। ସେ ପାଦୁକା ଦିଟା ପୂଜା ହଉଛି ପାଦୁକା ପୂଜା ହଉଛି ଶ୍ରୀକ୍ଷେତ୍ରରେ ଆଜ୍ଞା। କାହିଁକି ଏ କଥା କହୁଛି ପାଦ ପାଦୁକା ଯାଇତାଇ କଥା ନୁହଁ ଆଜ୍ଞା। କିନ୍ତୁ ଆଜି ଯୁଗର ମଣିଷ ଆମେ ପାଦ ଦେଖୁନୁ କି ପାଦୁକା ଦେଖୁନୁ କୋଉ ପୁଅ କହୁ ଯେତିକି ଭାଇ ରଣପୁର ବଜାର ପାଲା କମିଟିରେ ଆଜ୍ଞା। ଯେତିକି ଆମେ ବସିଛେ ହଁ। ଆମେ ପାଲା ବାଲା ମଧ୍ୟ Yes। ଆମେ ଛାତିରେ ହାତ ମାରି କହିପାରିବୁନି ଆମ ବାପା ପାଦ ଧରି ଆମେ ସକାଳୁ ନମସ୍କାର କରୁ କାହିଁକି ଆଜି ସମାଜର ମଣିଷ ଆଜ୍ଞା। ବାପାକୁ ବୁଢା ଡାକିବ ହଁ। କେହି ବାପା କହିନି ନାଇଁ ବରଂ ସ୍ତ୍ରୀ କି କହିବେ ବୁଢା ଖାଇଲାଣି କିଲୋ ହଁ, ବୁଢା କହିବେ। ବୁଢୀ କୁଆଡେ ଯାଇଛି କିଲୋ ହଁ, ହଁ। କାହିଁକି ଆମେ ବାପାକୁ ଡାକିବା ବୁଢା ଆଜ୍ଞା। ମାକୁ ଡାକିବୁ ବୁଢୀ ହଁ। ଭାଇ କି କହିବୁ ଶଳା ହଁ। ଶଳାକୁ ଡାକିବୁ ଭାଇ ହଁ। ଶାଶୁକୁ ଡାକିବୁ ବୋଉ ହଁ। ଶ୍ୱଶୁରକୁ କହିବୁ ବାପା ହଁ। ସତେ ସଡ଼କ କାନ୍ଥରେ ବିଲ କିଣି ଦେଇଛି ହେ ହେ ଟଙ୍କା ଲକ୍ଷେ ଦେଇକି ତିନିଟା ଝିଅ ବାହା କଲା 3 ଲକ୍ଷ ଟଙ୍କା ନେଇଗଲାଣି ସିଏ ବେଭାର ଶ୍ୱଶୁର ନେଇ କିନ୍ତୁ ଶ୍ୱଶୁରକୁ କଛା ମାରି ନମସ୍କାର କରିବା ଆଜ୍ଞା। ବୋପାକୁ 3 ମାସ ହେଲା ଭିନେ କରିଥିବା ଶାଶୁ ଲୁଗା ନେଇକି ଯିବା ଶାଶୁ ଘରକୁ ଆଜ୍ଞା। କିନ୍ତୁ ମା ଚିରା ଲୁଗା ପିନ୍ଧି ଗାଧେଇ ଯାଉଥିବ ହଁ। ଯଦି କହିବ ପୁଅ ଲୁଗା ଚିରି ଗଲାଣି ନା ଦରମା ମିଳିନି ଦେଖ ମା ଶାଳୀ ପାଇଁ ସର୍ଟ ପ୍ୟାଣ୍ଟ ସାର୍ଟ ଯିବ ହଁ। ଭଉଣୀ ପରୀକ୍ଷା ଦେବାକୁ ଚିରା ସାର୍ଟ ପିନ୍ଧି ଯିବ ଭାଇ ପାଇଁ ଲୁଙ୍ଗିଟେ କିଣିବାନି ହଁ। ଶଳା ପାଇଁ ଫୁଲ ପ୍ୟାଣ୍ଟ ସାର୍ଟ ପଠେଇବା ହଉଛି ଦିଅ। ଆଜିର ସଂସ୍କୃତିର ମଣିଷ Yes। ଆମେ ମଣିଷ ହଁ। ଅବାଟ କେତେ ବାଟ କେତେ ଆଜି ସମାଜରେ ଆମେ ଜାଣିନୁ ପାଲା ବାଲା ଜଣେ ଯଦି କୋଉ କୋଉ ଶଳା କହିଦେଲା ଆଜ୍ଞା। କାଲି ରଣପୁର ବଜାର କମିବ କପିବ ତ ନୟାଗଡ଼ରୁ ଗୋଟେ ଗାୟକ ଆଇଥିଲା ଶଳା କହିଲା ହେ ଦେଖନ୍ତୁ ଦିଟି ଖଳନାୟକ ଓଡ଼ିଶା ମାଟିରେ ନାମୀ ଦାମୀ କଳାକାର କିଏ ସେ? ଜଣେ ଦୈତାରୀ ପଣ୍ଡା ଜଣେ ସଞ୍ଜୟ ଭୋଳ ଆଜ୍ଞା। ବର୍ଷକୁ ନେବେ 30 ଲକ୍ଷ ଟଙ୍କା 10 ମାସରେ 30 ଲକ୍ଷ ମାସକୁ ପଡ଼ିଲା 3 ଲକ୍ଷ ଆଜ୍ଞା। କାହିଁକି ଏ କଥା କହୁଛି କାହିଁକି? 5000 ଚେୟାର ପଡ଼ିଥିବ Yes। ଦଲି ଭୂଇଁଆ ହିରୋଇନ ହଁ। ବହେଲିଆନ ହଉଛି ସଞ୍ଜୟ ଭୋଳ ଆଜ୍ଞା। ସଞ୍ଜକୁ ଆସିବ ସଞ୍ଜୟ ଭୋଳ ବହି ହଁ। ଡବଲ ପେଣ୍ଡାଲରୁ ବୁଲେଟ ଧରି ସଞ୍ଜୟ ଭୋଳ ଭୁଜାଲି ଧରି ଗୌଡ଼େଇବ ଆଜ୍ଞା। ଡଲି ଭୂଇଁଆ କାନ୍ଦି ଦୌଡୁଥିବ ହଁ। 5000 ଚେୟାରରେ ସମସ୍ତେ ବସି ହଁ। ଆମେ କାନ୍ଦୁଥିବା ଆଜ୍ଞା କିନ୍ତୁ ଦେଖନ୍ତୁ ଦିନ ବେଳୁ ଟିକେଟ ହବ ହଁ। ରାତି 12ଟାରେ ଦେଖିବା ଆମେ ଯାତ୍ରା ଆଜ୍ଞା। 300 ଟଙ୍କା ଟିକେଟ ହଁ। ରାତିକେ ମଦ ପିଇ ସିଗାରେଟ ଖାଇ ହଁ। ସଞ୍ଜୟ ପଣ୍ଡା ହୁଅନ୍ତୁ କି ଆପଣ ମାନଙ୍କର ଦୈତାରୀ ପଣ୍ଡା ହୁଅନ୍ତୁ ଆଜ୍ଞା। ରାତି ସାରା ସିଏ କହୁଥିବେ ହଁ। ଶଳା ଶଳା ହଁ କହୁଥିଲେ 300 ଟଙ୍କା ଟିକେଟ କଲା ହଁ 300 ଟଙ୍କା 300 ଥର ଶଳା ଶୁଣିଲା ହଁ। ଆଚ୍ଛା ଆମେ ପାଲା ବାଲା ଥରେ ଯଦି ଶଳା କହିଲୁ ମାଗେଣା କଣ ଅସୁବିଧା ହବ କିଏ 300 ଟଙ୍କା ଦେଇ ଶଳା ଶୁଣୁଛ ମାଗେଣା ଥରେ ଅଧେ ଶଳା ଶୁଣିଲେ ଅସଜ କିଛି ହବ କି କିନ୍ତୁ ଶୁଣିବେନି କାହିଁକି କାହିଁକି? ନା ବିଦଗ୍ଧ କଳା ଓଡ଼ିଶାର ସାବ୍ୟ କାବ୍ୟ ପାଲା ଯୋଉ ଦିନ ପାଲା ସଂସ୍କୃତି ହଜିଯିବ ସେଦିନ ଓଡ଼ିଆ ସଂସ୍କୃତି ହଜିଯିବ ଆଜ୍ଞା। ଯୋଉ ଦିନ ପାଲା ହଜିଯିବ ସେଦିନ ଓଡ଼ିଶାର ମୌଳିକତା ମରିଯିବ ଯୋଉ ଦିନ ପାଲା ହଜିଯିବ ସେଇଦିନ ଓଡ଼ିଆ ଭାଷା ମରିଛି ବଞ୍ଚିଛି ଓଡ଼ିଆ ଭାଷା ବଞ୍ଚିଛି ପାଲାକାର ଜଣେ ଯଦି ବଞ୍ଚେଇବ ଏ ସଂସ୍କୃତିରେ ଓଡ଼ିଆ ଭାଷାକୁ ବଞ୍ଚେଇଛି ନହେଲେ ଇଏ ହଜି ଯାଆନ୍ତାଣି ଛାତ ଉପରେ କିଏ ହେଲେ ଛାତି ଦୁଲୁ ଦୁଲୁ କେହି ଦିଏଲୋ ତମ ବାରିଆଡେ ନୀତି ଯାଉଛି ତୋ ଭାଇକି ମିଠେଇ ଦଉଛି ରହ ରହ ତୋ ବୋଉକୁ କହୁଛି ସାହିତ୍ୟ ଦିଦି ରସିକିଆ ହିନ୍ଦୀ ମାଷ୍ଟର ଅଙ୍କୁରୁ ପେନ୍ଥା ଝିଅଟା ବାନା ଉଡ଼ିଗଲାରେ ଆଉ ଇଏ ଅଛି ଇଏ ସବୁ ହଜିଲା ଏବେ ବାକି ଚାଲିଛି ଗୁଆ ଘିଅ ହଁ ସେ ଗଲାଣି ଇଏ କେତେ ଦିନ ଦିନ ଇଏ ସବୁ ହଁ। ଇମିଟେସନ ଆଜ୍ଞା। ବାଦାମବାଡିରୁ ପିନ୍ଧିବେ ହଁ। ବରମୁଣ୍ଡାରେ ଓହ୍ଲେଇବେ ଆଜ୍ଞା। 30 କିଲୋମିଟର ବ୍ୟବଧାନରେ ହଁ। ସିଏ ଝାଉଁଳି ଯିବ ମଉଳି ଯିବ ଆଜ୍ଞା। କିନ୍ତୁ ସୁନା ଦି ଚିହ୍ନା ପିନ୍ଧିଦେବେ ଆପଣ ହଁ ସିଏ କଣ ମଉଳିବ
ନା ହଜିବ କାହିଁକି ଏ କଥା କହୁଛି ଓଡ଼ିଆ ସଂସ୍କୃତି ଓଡ଼ିଆ ପରମ୍ପରା ଓଡ଼ିଆ ଭାଷା ଓଡ଼ିଆ ମାଟି ଓଡ଼ିଆର ରୀତି ନିୟମ ଇଏ ସ୍ୱତନ୍ତ୍ରତା ଭିତରେ ଗଢ଼ା ଆପଣ ତା କେବେ ହେଲେ ମନା କରିପାରିବେନି କାହିଁକି ଏ କଥା କହୁଛି ନା ଆପଣ ଦେଖନ୍ତୁ ସେଦିନ ଭାଇ ପାଦୁକା ଧରି ଫେରୁଛି ରାମାୟଣର ଭାଇ ଭରତ ରାଜ୍ୟ ଦେଇଦେଲେ ଇଏ ହଉଛନ୍ତି ତ୍ୟାଗର ପ୍ରତୀକ କିନ୍ତୁ ମହାଭାରତର ଭାଇ ଦୁର୍ଯ୍ୟୋଧନ ଇଏ ତ୍ୟାଗର ପ୍ରତୀକ ନୁହଁ ଇଏ ହଉଛି ଭୋଗର ପ୍ରତୀକ ପାଣ୍ଡବ 5 ଭାଇ ମାଗୁଛନ୍ତି 5ଟି ପୋଡ଼ା ରାଜ୍ୟ ଦରକାର ନାହିଁ ମୋ ଭାଇ ତୁ ହେଲେ ରାଜା ଯାହା ମୁଁ ଭାଗ୍ୟ ସେ ପୋଡ଼ା 5ଟା ଦିଏ କିନ୍ତୁ ଇଏ କ'ଣ ଦେଇଛି କହିଲା ସୂଚ୍ୟଗ୍ରେ ବିନା ଯୁଦ୍ଧେ ନ ଦେବି ମୁଁ ସୂଚ୍ୟଗ୍ରେ ମେଦିନି ଭାଇ କି ଭାଇ ରାଜ୍ୟ ଯାଚୁଛି ଭାଇ ନଉନି ଭାଇ କି ଭାଇ ରାଜ୍ୟ ମାଗୁଛି ପୋଡ଼ା ଖଣ୍ଡେ ଭାଇ ତାକୁ ଦଉନି ତାହେଲେ ରାମାୟଣର ଭାଇ ଦେଖିଲେ ମହାଭାରତର ଭାଇ ଦେଖିଲେ ଦିଅର ଯୋଡ଼ିଏ ଦେଖନ୍ତୁ ରାମାୟଣର ଦିଅର ମହାଭାରତର ଦିଅର ରାମାୟଣର ଦିଅର ଲକ୍ଷ୍ମଣ ରାମ ଗଲେ ଜଙ୍ଗଲକୁ ସୀତା ଚୋରି ହେଲେ ମା ସୀତା ସେଦିନ ଅଳଙ୍କାର ପକେଇ ଦେଇ ଯାଇଛନ୍ତି ଋଷ୍ୟ ମୁଖରେ ଅଳଙ୍କାର ପୁଡ଼ିଆ ଯେତେବେଳେ ହରେଇ ଦେଇଛନ୍ତି ସୁଗ୍ରୀବ ପ୍ରଭୁଙ୍କ ହାତରେ ହେ ମର୍ଯ୍ୟାଦାମନ୍ତ ପୁରୁଷ ଜଣେ ନାରୀ ଏଇ ଦିଗ ଦେଇ ଗଲା ବେଳେ ଏ ଅଳଙ୍କାର ପୁଡ଼ିଆ ପକେଇଛି ଅଳଙ୍କାର ପୁଡ଼ିଆଟାକୁ ଲକ୍ଷ୍ମଣ ହାତକୁ ଧରେଇ ଦେଲେ କହିଲେ ଲକ୍ଷ୍ମଣ ଦେଖିଲୁ ଏ ତ ଭାଉଜର ଅଳଙ୍କାର କି ନାହିଁ ଲକ୍ଷ୍ମଣ ସବୁ ଅଳଙ୍କାର କାଢ଼ି ଗୋଟି ଗୋଟି ଫିଙ୍ଗି ଦେଲେ ଯୋଡ଼ିଏ ଅଳଙ୍କାର ଟେକି ଧରିଛନ୍ତି ଆପଣମାନଙ୍କ ଅଧ୍ୟାତ୍ମ ରାମାୟଣ କବି ହେଲେ ଭଗବାନ ଦ୍ୱୈପାୟନ ବ୍ୟାସ କହିଲେ ନାହମ ଜାନାମି କେଉରମ ନାହମ ଜାନାମି କଙ୍କଣ ନୁପୁର ଚାବି ଜାନାମି ନିତ୍ୟ ପାଦ ବନ୍ଦନା ସବୁ ଅଳଙ୍କାର ଫୋପାଡ଼ି ଦେଲେ ଅଳଙ୍କାର ଯୋଡ଼ିଏ ଧରିଛନ୍ତି ରାମ ଦେଖିଲେ କହିଲେ ଭାଇ ଏ ଅଳଙ୍କାର ସବୁ ଫୋପାଡ଼ି ଦେଲୁ ଏ ଯୋଡ଼ିକ କାହିଁକି ଧରିଛୁ କହିଲେ ଭାଇ ଏ ଅଳଙ୍କାର ମୁଁ ଚିହ୍ନି ପାରୁନି ମୋ ମାର କି ନୁହଁ କିନ୍ତୁ ଏ ଦିଟି ଚିହ୍ନି ପାରୁଛି ବ୍ୟାସ କହିଲେ ଲକ୍ଷ୍ମଣ ସେଦିନ କହୁଛନ୍ତି କେଉର ଚିହ୍ନି ପାରୁନି କଙ୍କଣ ଚିହ୍ନି ପାରୁନି କିନ୍ତୁ ସବୁଦିନ ପାଦ ପୂଜା କଲା ବେଳେ ଏ ନୁପୁର ଦିଟି ମୁଁ ଦେଖିଛି ଇଏ ମୋ ମା ପାଦର ନୁପୁର ଦେଖନ୍ତୁ ରାମାୟଣର ଚରିତ୍ର ଲକ୍ଷ୍ମଣ ଭଳି ଦିଅର ମା ସୀତାଙ୍କୁ ମା ଭଳି ପୂଜା କରୁଛି ଯୋଉ ଚରିତ୍ର ଯୋଉ ପୁରାଣ ଯୋଉ ସଂସ୍କୃତି ଯୋଉ ସଭ୍ୟତା ଭାଉଜକୁ ମା ଭଳି ପୂଜା କରୁଛି ସେଇ ସଂସ୍କୃତି ଆଜି ଅଛି କିନ୍ତୁ ଭାଉଜ ଦିଅରର ସମ୍ପର୍କ ମା ପୁଅ ଭିତରେ ସୀମିତ ରହିଲାନି ରାମାୟଣର ଦିଅର ଭାଉଜର ସମ୍ପର୍କ ମା ପୁଅର ସମ୍ପର୍କ ହେଲା ବେଳେ ମହାଭାରତର ଦିଅର ଭାଉଜ ଭାଉଜ ଦ୍ରୌପଦୀ ଦିଅର ହଉଛି ଦୁଷା ଆଜି ଯୁଗର ଡାକବାଜି ଯନ୍ତ୍ର ଗାଉଛି ଭାଉଜ ହେ ଭାଉଜ ଆମ ଆଡ଼ିକି ଟିକେ ଆଉଜ ଭାଉଜ କହୁଛନ୍ତି ଦିଅର ହେ ଦିଅର ପକା ଟିକେ ଗିଅର ଆମେ ଓଡ଼ିଆ ଛୁଆ ଶୁଣୁଛୁ ଆମେ କୋଉଦିନ ମନା କରିଛେ ମାଇକି ବାଲା ସେ କ୍ୟାସେଟ ପକାନି ବନ୍ଦ করে କହିଛେ ପିନା ବାଲା ହାରାମି ନା ପିଲାନା ବାଲା ହାରାମି ମଦ ଯିଏ ପିଉଛି ଦୋଷୀ ନା ମଦ ପିଇବାର ସୁଯୋଗ ଯିଏ ଦଉଛି ସିଏ ଦୋଷୀ ମଦୁଆ ଦୋଷୀ ନୁହଁ ମଦ ପିଇବାର ସୁଯୋଗ ଯିଏ ଦେଲା ସିଏ ଦୋଷୀ ଆମେ ପାଲା ବାଲା ପାଲା ଗାଇ ଆସିଛୁ ରଣପୁର ଅନୁଷ୍ଠାନ ଯାଉ ଆପଣମାନଙ୍କୁ 7 କୋଟି ପ୍ରଣାମ ତୀର୍ଥର ଆସିଥିଲୁ କିନ୍ତୁ ସେବେଳକୁ ଏବେଳେ ଆହୁରି ପରିବର୍ତ୍ତନ ହଁ ସୁନ୍ଦର ପରିବେଶ ସବୁ କଥା ଅଛି କିନ୍ତୁ ଆମେ ଯଦି କହିବୁ ଆଜ୍ଞା ଆମେ ବିଲ ବାରିରେ ତଳି ରୋଇ ରୋଇ ଟିକେ ହାଲିଆ ଲାଗୁଛି ଗୋଟେ ହର୍ଲିକ୍ସ ଆଣୁନାହାନ୍ତି ପିଇବୁ ଦେବେନି ଆପଣ ହର୍ଲିକ୍ସ 30 ଟଙ୍କାର ବିସ୍କୁଟଟେ ବି ଦେବେନି ନାଇଁ କିନ୍ତୁ ଯଦି ଆମେ କହିବୁ ଆଜ୍ଞା ଦେହ ଟିକେ ଦରଜ ଲାଗୁଛି ପାଲା ଭଲ ହବନି ଆଉ ଟିକେ ଆଣୁନାହାନ୍ତି ସାଙ୍ଗେ ସାଙ୍ଗେ 250 ଟଙ୍କାରେ ଗୋଟେ ନିବି ଆଣି ଧରେଇ ଦେବେ କିରେ ହର୍ଲିକ୍ସଟେ 200 ଟଙ୍କାରେ ଦେବେନି କିନ୍ତୁ ନିବିଟେ 250 ଟଙ୍କାରେ ଦେବେ କାହିଁକି ଏ କଥା କହୁଛି ନା ଆମେ ଯୋଉଠି ଅଛେ ଯେମିତି ଅଛେ ଯୋଉ ଦିନ ଆମେ ଜାଣିବା ଆମ ସଂସ୍କୃତି ବଞ୍ଚିବ ସଭ୍ୟତା ବଞ୍ଚିବ କାନ୍ଥ ବାଡ଼ ଲେଖା ହେଲା ଗାଁକୁ କାମ ମାକୁ ସମ୍ମାନ ଚିତ୍ର ଚିତ୍ର ରହିଗଲା କିନ୍ତୁ ତାହା ପ୍ରତିବିମ୍ବିତ ହେଲାନି କାହିଁକି ଏ କଥା କହୁଛି ନା ସେ ଦିନର କଥା ସେ ଦିନର ଦିଅର ଭାଉଜ ଆଜିର ମହାଭାରତର ଦିଅର ଭାଉଜ ଦୁଷା ଦ୍ରୌପଦୀ କି ଉଲଗ୍ନ କରୁଛି ଆର୍ଯ୍ୟାବର୍ତ୍ତର ଗୋଟେ କୁଳବଧୂ ବିକଳରେ ଡାକୁଛି କେହି ଶୁଣିଲେନି କେଇଟା ହେଇଛି କେହି ଶୁଣି ନାହାନ୍ତି 5ଟା ସ୍ୱାମୀ ଯାହାକୁ ଡାକିଲେ ଦ୍ରୌପଦୀଙ୍କ ମନରେ ଭରସା 5ଟା ସ୍ୱାମୀ ଯାହାକୁ ତ ଡାକିବି ସିଏ ମୋ ଡାକ ଶୁଣିବ ଡାକିଦେଲେ ସେଇଠି ଆପଣମାନଙ୍କର ନାହାନ୍ତି ଆଜି ଗାୟକ କେଶରୀ ଉଦୟନାଥ ରଥ ଶର୍ମା ଦିବଙ୍ଗତ
ପାଲା ଜଗତର କେଶରୀ ସିଂହ ଯିଏ କହିଛି ବାସ୍ତବିକ ସେ ସତ୍ୟ। ଠିକ ତ ନୟାଗଡ଼ ଜିଲ୍ଲାର ଅନନ୍ୟ ପ୍ରତିଭ ଖଣ୍ଡମଠରେ ପଡ଼ା ମାଟିରେ ଜନ୍ମ ହୁଅନ୍ତୁ ଅବିଭାଜ୍ୟ ପୁରୀ ଜିଲ୍ଲା ଆଜି ଖଣ୍ଡ ବିଖଣ୍ଡ ଏଇ 3 ଖଣ୍ଡ ହେଇଛି ପୁରୀ ଖୋର୍ଦ୍ଧା ନୟାଗଡ଼ ଆଜ୍ଞା ସିନା ଘର ଜାଗା ହେଲାନି ଭାଇ ବୁଝାବଣା ହେଲାନି ଭିନ୍ନେ ହେଇଯିବେ ଯଦି ଭାଇମାନଙ୍କୁ ପଚରା ହବ ବାପା କିଏ ଗୋଟିଏ ବାପା କହିବେ ନା ଆଉ ଗୋଟିଏ ନା କହିଲେ ଠିକ ସେମିତି ନାହାନ୍ତି ସେମାନେ ବାଣୀ ବର ପୁତ୍ର ଗଣ ଆଜ୍ଞା। ଗୋଟାଏ ପଦ ଗୀତ କହିଲେ ଶୁଣ ହେ ରାଜା ଧର୍ମ ଭୀମ ପରାକ୍ରମୀ ଭୀମ ହେ କାନ୍ଦିବି ମତେ ରକ୍ଷା କରସି ତୁମେ ପରାଦିତି କୃଷ୍ଣ ହେ ଆଦିତ୍ୟ ଧନୁଷ ପାଣି ଗାଣ୍ଡିବ ଧାରୀ ଅର୍ଜୁନ କୋଉଠି ଅଛ ହେ ରାଜା ଧର୍ମ ଜ୍ୟେଷ୍ଠ ସ୍ୱାମୀ ଧର୍ମନନ୍ଦନ ଆସନ୍ତୁ ରକ୍ଷା କର ମତେ କୁଳବଧୂଟି ଉଲଗ୍ନ ହଉଛି ହଁ ଶୁଣନ୍ତୁ ନିରୁପାୟ ଆଜ୍ଞା। ଧର୍ମରାଜ ଯୁଧିଷ୍ଠିର ମୁହଁ ପୋତି ଦେଲେ କହିଲେ ଦ୍ରୌପଦୀ ମୁଁ କରିବି କ'ଣ ସତ୍ୟ କରିଦେଇଛି ହଁ ମୁଁ ପାରୁନି ପାରୁନି ଡାକିଲେ ଦ୍ୱିତୀୟ ସ୍ୱାମୀ ଭୀମ ଏଡା ପରାକ୍ରମୀ ହଁ। ସିଏ ତ ରକ୍ଷା କରିପାରିବେ କରିପାରିବେ। ଭୀମଙ୍କୁ ଯେତେବେଳେ ଚାହିଁଦେଲେ ହଁ। ଭୀମ ଭାଇକି ଚାହିଁଲେ ହଁ। ଭାଇ ଯେତେବେଳେ ଉତ୍ତର ଦେଲେନି ଭୀମ ମୁହଁ ପୋତିଲେ କହିଲେ ଦ୍ରୌପଦୀ ମୁଁ ପାରୁନି ପାରୁନି। ଭାଇଙ୍କର ନିର୍ଦ୍ଦେଶ ନାହିଁ ଦେଖନ୍ତୁ ସତ୍ୟ ରକ୍ଷା କରି ଆର୍ଯ୍ୟାବର୍ତ୍ତର ଗୋଟେ ବୋହୂ ଆଜ୍ଞା। ଆଖିରେ ଲୁହ ଉଲଗ୍ନ ହଉଛି Yes. 5 ପାଣ୍ଠ ତା ସ୍ୱାମୀ ଥାଇ ଶୁଣିଲେନି କେହି ଶୁଣିଛି ହେ କାଣ୍ଡିବ ଧାରୀ ଅର୍ଜୁନ ମତେ ରକ୍ଷା କର କହିଲେ ମୁଁ ପାରୁନି କହିଲେ ବାରେ ପୁରୁଷ ଜାତି ଦେହ ଭୋକ ମୁଣ୍ଠେଇବା ପାଇଁ ହଁ ଯୋଉମାନେ ମାଂସକୁ ପୁଳା ପୁଳା କରି ବାଣ୍ଟି ଖାଇଛ ବାସ୍ ଆଜି ତାକୁ ରକ୍ଷା କେହି କରିପାରୁନ ହେ ନକୁ ହେ ସହଦେବ ନକୁଳ ତୁମେ ହୋଇଲ କି ନହବ ସାକ୍ଷର ମଣିକୁ ହରି ନେଉଅଛି ସଫଣାହୀନ ବାଳ ହେ ସହଦେବ ନକୁଳ ତମେ କ'ଣ ହୀନ ବଳ ଦ୍ରୌପଦୀ ଆଜି ଉଲଗ୍ନ ହଉଛି ଟିକେ ରକ୍ଷା କର ରକ୍ଷା ନ କଲେ କେହି ଶୁଣିବେନି ସହଦେବ ନକୁଳ ନିପୁଣ ନୀରବ ହେଇଗଲେ ଆଉ ସ୍ତାକ୍ଷରମଣି ମୁଁ ଗରୁଡ଼ର ସ୍ତ୍ରୀ ହଁ ଗୋଟେ ଫଣାହୀନ ବାଳ ଛୋଟିଆ ବ୍ୟାଳ ସର୍ପ ଗୋଟେ ଧଣ୍ଡିଆ ଛୁଆ ହଁ ଗରୁଡ଼ ସ୍ତ୍ରୀ କି ହରଣ କରୁଛି ହଁ। ତମେ ସହୁଛ କେମିତି ଯେତେ ଡାକିଲେ ଯେତେବେଳେ ଶୁଣିଲେନି ହଁ। ଦ୍ରୌପଦୀ ସେଇଠି ପଦୁଟିଏ କଟୁ କଥା କହିଲେ ଆଜ୍ଞା। ଗାୟକ କେଶରୀ ଉଦୟନାଥ ରଥ ଶର୍ମା କହିଲେ ଆଜ୍ଞା ଶୁଣ କହିଲେ ଶୃଗାଳ ସିଂହ ନାରୀଟି ଆହା ବଳେ ନେଲାଣି ଧରି ପଞ୍ଚ ଭର୍ତ୍ତା ମୋର ଅଛନ୍ତି ସଂସାରେ ତୁମେ ଗଲଣି ଆର ପାରି କଟୁ କଥା ପଦେ ବାହାରିଛି ମା ଯାଜ୍ଞ ସେଦିନ ଆଖିରେ ଲୁହ ହଁ 5ଟା ସ୍ୱାମୀ ହଁ ଶୃଗାଳ ସିଂହ ନାରୀକି ହରଣ କରୁଛି ହଁ 5ଟା ସ୍ୱାମୀ ତମେ ଅଛ ନା ଆର ପାରିକି ଗଲଣି ନିରୁପାୟ ଯୋଉ ସମାଜରେ ନାରୀ ଅବହେଳିତ ସେ ସମାଜରେ ଆଉ ବଞ୍ଚିବ ସମାଜ କାହିଁକି ଏ କଥା କହୁଛି ଆପଣ ଦେଖନ୍ତୁ ଆଜ୍ଞା। ଦ୍ରୌପଦୀ ସେଦିନ ଉଲଗ୍ନ ହଉଛନ୍ତି ହଁ ରାମାୟଣରେ ଦିଅର ମାକୁ ଭାଉଜକୁ ମା ଭଳି ପୂଜା କଲା ବେଳେ ଆଜ୍ଞା। ମହାଭାରତରେ ଦିଅର ଭାଉଜକୁ ଉଲଗ୍ନ କରୁଛି କରୁଛି ଯୋଡ଼ିଏ ଭାଇ ଦେଖିଲେ ଆଜ୍ଞା। ଯୋଡ଼ିଏ ଦିଅର ଦେଖିଲେ ହଁ। ଯୋଡ଼ିଏ ଆପଣ ମାନେ ତ ସ ଦେଖିଲେ ହଁ। ଯୋଡ଼ିଏ ଦ ଦେଖିଲେ ହଁ। ଯୋଡ଼ିଏ ବ ଦେଖିଲେ ଆଜ୍ଞା ଆଉ ରାମାୟଣର ଗୋଟେ ପକ୍ଷୀକି ଦେଖନ୍ତୁ ମହାଭାରତର ଗୋଟେ ମଣିଷକୁ ଦେଖନ୍ତୁ ତା ପାଖରେ କ'ଣ ଅଛି ୟା ପାଖରେ କ'ଣ ଅଛି ଦେଖି। ରାମାୟଣର ସେ ପକ୍ଷୀ ଅରୁଆ ଡାଲମା ଖାଇନି ନାଇଁ। ଚନ୍ଦନ ମାରିନି ନାଇଁ। ତୁଳସୀ ମାଳି ପକେଇନି ନାଇଁ। ନାମାବଳି ପିନ୍ଧିନି ନା। ସେ କିଏ ସେ କହିଲେ ହାରାମ ହାରାମ କୋକିଳ କି ରାମ ନାମ ରାମାୟଣର ପକ୍ଷୀ ବସିଛି ସେଦିନ ହାରାମ ହାରାମ ଉଚ୍ଚାରଣ କରି କରି ଗଲା ବେଳେ ମା ଜାନ କି ଜଟାୟୁ ଯାଇ ପକ୍ଷ ବିସ୍ତାର କରି ଛିଡ଼ା ହେଲା ରାବଣ ପଚାରିଲା କିଏ ରେ ତୁ ନା ଗୋଟେ ପକ୍ଷୀ କୁଆଡ଼େ ଆସିଛୁ ନା ଝିଅଟା କାନ୍ଦୁଛି ତୋର କ'ଣ ଗଲା
ମୋର କିଛି ନ ଯାଉ ସିଏ ତୋର କ'ଣ କି ନା ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ମୁଁ ମାଟିର ତ ଝିଅଟା କାନ୍ଦିବ ମୁଁ ସହିବି କେମିତି କହିପାରିବିନି। ରାମାୟଣର ଗୋଟେ ପକ୍ଷୀ ପର ଝିଅ କାନ୍ଦୁଛି ଆତ୍ମହୁତି ଦେବାକୁ ପଛେଇଲାନି ଆଜ୍ଞା। ଡେଣା ବିସ୍ତାର କରି ଛିଡ଼ା ହେଲା ରାବଣ କହିଲା ଏଇଟାକୁ ନ ମାରିଲେ ମୁଁ ଯାଇପାରିବିନି କେମିତି ନେବି? ଏଇଟାକୁ ମାରିଦେବି ଆଉ ରାବଣ ସେଦିନ ଚନ୍ଦ୍ରହାସ ଖଡ଼କ ଧରି କହିଲା ହେ ପକ୍ଷୀ ଶୁଣ ଏ ପାଖେଇ ଯା ନହେଲେ ମାରିଦେବି ମରିବୁ ମରିବୁ ଆଉ। କହିଲା ମରିବି ପଛେ ମୁଁ ପାଖେଇବିନି ଝିଅଟାକୁ ଛାଡ଼ି ଦେଇ ଏକା ପଳେଇବି କେମିତି କେଡ଼େ ବିକଳରେ ଝିଅଟା କାନ୍ଦୁଛି ରାବଣ ସେଦିନ ଚାହିଁଥିଲେ କ'ଣ ବେକ ହାଣି ଦେଇନଥାନ୍ତା ଏକା ଚୋଟକେ କାମ ସାରିଥାନ୍ତା ସେ ଚାଲାକି କହିଲା ମର୍ଡର କେସ୍ରେ କାହିଁକି ପଡ଼ିବି ଆକୁ ହାଫ୍ ମର୍ଡର କରିଦେବି ଜାମିନ ମିଳିବ ଡେଣା ଦିଟାକୁ ହାଣିଦେଲା ନା ଆଉ ବେକ ସିଏ ଜାଣିଛି ହାଣିଦେଲେ ମର୍ଡର କେସ୍ରେ ପଡ଼ିବ କହିଲା ଧାର ଧାର ରୁଧିର ତାର ଅଙ୍ଗରୁ ଜଟାୟୁ ସେଦିନ ପକ୍ଷ ବିସ୍ତାର କରି ଛିଡ଼ା ହେଇଛି ଡେଣା ଦିଟା ଛିଡ଼େଇ ଦେଲା ଚନ୍ଦ୍ରହାସ ଖଡ଼ଗରେ ରାବଣ ତଳେ ପଡ଼ିଛି ଧାର ଧାର ରୁଧିର ବହି ଚାଲିଛି ଜଟାୟୁ ଚାହିଁଛି ରାବଣ ହସିଲା ରାବଣ ଯେତେବେଳେ ହସିଲା ଜଟାୟୁ ତଳେ ପଡ଼ିଛି ହସିଲା ରାବଣ କହିଲା ତମ ସଂସ୍କୃତି ଅଲାଜୁକ କିରେ କହିଲା ଏଇ ଚୁପ୍ ରାକ୍ଷସ ମୋ ସଂସ୍କୃତି ଅଲାଜୁକ ନୁହଁ ତୁ ଅଲାଜୁକ ମାନେ ଆରେ ମରିବୁ ତୁ ହସୁଛୁ କ'ଣ ନା ମୋ ସଂସ୍କୃତି ମତେ ଶିଖେଇଛି ଜନ୍ମ ହେଲା ବେଳେ ଛୁଆଟିଏ ଜନ୍ମ ହେଇଛି ବୁଢୀ ପିଲାକୁ ଟେକିବ କ'ଣ ଗାଁ ଯାକ ମାଇପି ମେଳେଇଲାଣି ଅପା ନାନୀ ମାଉସୀ ମାଇଁ ମୋର ନାତିଟେ ହେଇଛି ଲୋ ଆରେ ପିଲାଟା କାନ୍ଦୁଛି ତାକୁ ଧରିବ କ'ଣ ଇଏ ହସି ଗାଁ ଯାକ ବୁଲୁଛି ଦେଖନ୍ତୁ ଆମ ସଂସ୍କୃତିର ନିଦର୍ଶନ ଆମେ ଯୋଉଦିନ ଜନ୍ମ ହବା ଗାଁ ସାରା ଲୋକ ହସିବେ କିନ୍ତୁ ଭାଇ ଆମ ସଂସ୍କୃତି ଆମକୁ ଜଣେଇଛି ସମାଜରେ ଏମିତି କିଛି କାମ କର ତମେ ମଲା ଦିନ ଗାଁ ସାରା ଲୋକ ତମେ ସିନା ହସି ହସି ମରିବ କିନ୍ତୁ ଗାଁ ସାରା ଲୋକ କାନ୍ଦୁଥିବେ କାରଣ ଯୋଡ଼ିଏ କଥା ପରା କ'ଣ ହେଲା ରେ ନା ମରିଗଲା ଭଲ ହେଲା ଆଉ ଗୋଟିଏ କଥା ଭଲ ଥିଲା ମରିଗଲା କ'ଣ ହେଲା ନା ଆମ ଅନୁଷ୍ଠାନର ଜଣେ ବରିଷ୍ଠ ଲୋକ ସେ ପ୍ରଧାନ ବୁଢ଼ା ମରିଗଲା ନା ହୋ କ'ଣ ହେଲା ରେ ଅନୁଷ୍ଠାନଟା ତାରି ଯୋଗୁଁ ଚାଲିଥିଲା ଦେଖନ୍ତୁ କ'ଣ ହେଲା ଭଲ ଥିଲା ଲୋକଟା ମରିଗଲା କ'ଣ ହେଲା ନା ବିଶ୍ୱନାଥ ସ୍ୱାଇଁ ମରିଗଲା ନା ଓହୋ ଗାଁରୁ ଗୋଟିଏ କିଳା ଗଲା କିରେ ଗାଁରୁ କିଳା ଗଲା ହବୁ କାହିଁକି ଭଲ ଥିଲା ମରିଗଲା ହବୁନି କାହିଁକି ଜଟାୟୁ ସେଇ କଥା କହୁଛି ମୋ ସଂସ୍କୃତି ଶିଖେଇଛି ଆମେ ଜନ୍ମ ହେଲା ବେଳେ କାନ୍ଦିବୁ କିନ୍ତୁ ମଲା ବେଳେ ହସିବୁ ମଲା ବେଳେ ମୁଁ କାହିଁକି କାନ୍ଦିବି ଯୀଶୁଙ୍କ ହାତ ପାଟରେ ଲୁହା କଣ୍ଟା ପିଟି ଦେଲେ କୁଶବିଦ୍ଧ କରିଦେଲେ ଗ୍ରୀବା ଭାଙ୍ଗି ଗଲା ରୁଧିର ଧାର ବହି ଚାଲୁଛି ଆଖିରେ ଲୁହ ନାହିଁ ମନରେ କୋହ ନାହିଁ ହସି ହସି କହୁଛନ୍ତି ହେ ଈଶ୍ୱର ଏମାନଙ୍କୁ କ୍ଷମା କର କାରଣ ଏମାନେ କିଛି ଜାଣନ୍ତିନି ଯଦି ଜାଣୁଥାନ୍ତେ ତାହେଲେ ମଣିଷ ଛାତିରେ କ'ଣ ଲୁହା କଣ୍ଟା ବାଡ଼େଇ ଦିଅନ୍ତେ ସେଇ ମାଟିର ଛୁଆ ମୁଁ ଯେଉଁ ମାଟିରେ ଗୁଳି ମାଡ଼ ଖାଇ ମଧ୍ୟ ଗାନ୍ଧିଜୀ ହସି ହସି ପ୍ରାଣ ବିସର୍ଜନ କରିଥିଲେ ଆମେ ମଲା ବେଳେ କାନ୍ଦିବୁନି ମୋ ମାଟିର ନିଦର୍ଶନ ଆମେ ଏତିକି ଯେଉଁଦିନ ଜାଣିବା ତାହିଁ ସତ୍ୟ ଏ କଥା ଶିଖେଇଛି କିଏ